ଉନ୍ମୋଚନର ଆମ୍ନା ସାମ୍ନାକୁ ମୁଁ ସ୍ୱାଗତ କରୁଛି ରଞ୍ଜନ କୁମାର ପାତ୍ର ଏବଂ ଆଜି ଜଣେ ଆମ ସାଙ୍ଗରେ ଅତିଥି ଅଛନ୍ତି। ଅବଶ୍ୟ ଯଦିଓ ଆପଣ ତାକୁ ଅତିଥି ଭାବି ପାରନ୍ତି, କିନ୍ତୁ ସିଏ ଏକଧାରାରେ ଜଣେ ପ୍ରେମୀ, ଠକି ଯାଇଥିବା ପ୍ରେମୀ। ବିବାହର ପ୍ରତିଶ୍ରୁତି ଦେଇ ସାରିଲା ପରେ ମଧ୍ୟ ଲକ୍ଷାଧିକ ଟଙ୍କା ତାଙ୍କ ପାଖରୁ ଯାଇଛି ଏବଂ ତାଙ୍କ ବୃଦ୍ଧା ମା ଯିଏ ଅଛନ୍ତି, ପାଖାପାଖି 60 ରୁ 65 ବର୍ଷ ତାଙ୍କ ବୟସ ହବ, ସିଏ ମଧ୍ୟ ଯାଇକି ଥାନାକୁ ଦୌଡ଼ିଛନ୍ତି। ତେଣୁ ଏ ଭିତରେ ସେ ଅତିଥି ଅଛନ୍ତି। ସେ ଅତିଥି ଜଣଙ୍କର ନାଁ ହେଲା ଆପଣଙ୍କର ରାକେଶ ରଞ୍ଜନ ବିଶ୍ୱାସ। ରାକେଶ ବାବୁ, ଆପଣଙ୍କୁ ଉନ୍ମୋଚନର ଆମ୍ନା ସାମ୍ନାରେ ସ୍ୱାଗତ। କୋଉଠି ଭେଟ ହେଲେ ସେ ମାୟାବିନୀଙ୍କୁ? ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ମତେ ସୁଯୋଗ ଦେଲେ ମୋ ବିଷୟରେ କିଛି ଜଣେଇବା ପାଇଁ ଓଡ଼ିଶାବାସୀ ମାନଙ୍କୁ। ଆଉ ଏଇ ଭୁବନେଶ୍ୱର ହଉ କି ଓଡ଼ିଶାର ଯେତିକି ଭାଇ ଭଉଣୀ ମାନେ ଅଛନ୍ତି, ସେ ଜାଣିବା ଦରକାର କି ଲାଇଫରେ କେମିତି କ'ଣ ମାନେ ଏମିତି ଇନସିଡେଣ୍ଟ ହେଇପାରେ। ସେଥିପାଇଁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେବା ପାଇଁ ଚାହିଁବି, ଆଉ ଉନ୍ମୋଚନକୁ ବି ଦେବା ପାଇଁ ଚାହିଁବି କି ଆଜି ମତେ ଆପଣ ସେ ସୁଯୋଗ ଦେଲେ କି ସମସ୍ତ ଜନତାଙ୍କ ଆଗରେ ଏସବୁ ମାନେ ପ୍ରକାଶ କରିବା ପାଇଁ। ବୁଝିପାରିଲେ? ଭେଟ ହେଲା ଆଜ୍ଞା, ତାଙ୍କୁ ତ ମୁଁ ଆଗରୁ ଜାଣିଥିଲି, ବଟ୍ ସିଏ ମତେ ଫୋନ କଲେ କି ତାଙ୍କୁ ଚାକିରି ଦରକାର ଥିଲା। ଆଣ୍ଡ ମୁଁ ତାଙ୍କୁ କହିଲି ଠିକ୍ ଅଛି, ମୁଁ ବୁଝିକି ଆପଣଙ୍କୁ ଜଣେଇବି। ଦେନ୍ ଯେତେବେଳେ ମୋ କମ୍ପାନୀର ଭ୍ୟାକେନ୍ସି ବାହାରିଲା, ମୁଁ ତାଙ୍କୁ ଜଣେଇଥିଲି ଯେ ଆମ କମ୍ପାନୀର ଭ୍ୟାକେନ୍ସି ଅଛି ଆଣ୍ଡ ଆସିକି ତମେ ଇଣ୍ଟରଭ୍ୟୁ ଦେବା ପାଇଁ। ଯେତେବେଳେ ସେ ଇଣ୍ଟରଭ୍ୟୁ ଦେବା ପାଇଁ ଆସିଲେ, ସେଇଠୁ ଦେନ୍ ସବୁ ଜିନିଷ ଷ୍ଟାର୍ଟ ହେଲା। ମାନେ ଯେତେବେଳେ ଇଣ୍ଟରଭ୍ୟୁ ଦେବା ପାଇଁ ଆସିଲେ, ପ୍ରଥମେ ତ ହେଇପାରୁନଥିଲା, ବଟ୍ ତଥାପି 15-20 ଦିନ ପରେ ତାଙ୍କର ଯୋଉ ଯାହା ବି ଡକୁମେଣ୍ଟେସନ ଥିଲା ସେ ସବୁ ଜିନିଷ କଲା ପରେ ତାଙ୍କର ଯେତେବେଳେ ଜଏନିଂ ହେଇଗଲା, ତାର ଗୋଟେ ନଥାଏ କି ଯଦି ମୁଁ ଆପଣଙ୍କୁ ସାହାଯ୍ୟ କରୁଛି, ଆପଣଙ୍କ ମନରେ ବି କିଛି ଆସେ ଯେ ନାହିଁ ଲୋକଟା ମତେ ସାହାଯ୍ୟ କରିଛି, ମୁଁ ବି ତାକୁ କିଛି ଇଏ କରେ, ମାନେ ତା ପ୍ରତିବଦଳରେ କିଛି ତାକୁ ତାଙ୍କ ତ ମିଶିବା ଇଏ କରିବା। ତ ସେଇ ବାବଦକୁ ସିଏ କଣ କଲେ ନା, ମତେ ବହୁତ ଥର ଇନଭାଇଟ୍ କଲେ କି ଚାଲ ବାହାରକୁ ଯିବା, ରେଷ୍ଟୁରାଣ୍ଟ ଯିବା ଖାଇବା ପାଇଁ, କି ଏଠିକି ଯିବା, ଚାଲ ବୁଲିବାକୁ ଯିବା। ତ ମୁଁ ମନା କଲି, କାରଣ ମୁଁ ସେତେବେଳେ ମୋ କ୍ୟାରିୟରରେ ବହୁତ ଫୋକସରେ ଥିଲି। ବୁଝିପାରୁଛନ୍ତି ତ? ତା ଭିତରେ ତାଙ୍କ ମନରେ ମୋ ପ୍ରତି କିଛିଟା ଭଲ ପାଇବା କି ସେମିତି କିଛି ଆସିଯାଇଛି, ଯୋଉଥିପାଇଁ ସିଏ ମତେ ଆପ୍ରୋଚ୍ କଲେ କି ମୁଁ ତୁମକୁ ଭଲ ପାଉଛି। ବୁଝିପାରିଲ? ତ ମୁଁ କହିଲି ନାଇଁ, ସେସବୁ ଜିନିଷ ମୋର ଏବେ ବୟସ ନାହିଁ। ଯଦି ତୁମେ ଚାହୁଁଛ ତାହେଲେ ଯଦି ବାହା ହେବା ପାଇଁ ତୁମେ ମୋ ଘରକୁ ଆସ। ଘରକୁ ଆସିଲା ପରେ ମୋ ବାପା ମା ଯଦି ରାଜି, ଦେନ୍ ମୁଁ ଆଗକୁ ବଢିବି। ଯଦି ମୋ ବାପା ମା ରାଜି ନୁହନ୍ତି, ଦେନ୍ ମୁଁ ମନା କରିଦେବି, ଆଗକୁ ମୋର ବଢିବାର ନାହିଁ। ତ ସେଇଠୁ ହିଁ ସିଏ ଆସିଥିଲେ ମୋ ଘରକୁ। ଦେନ୍ ମୋ ବାବା ମା ଦେଖିଲା ପରେ ମତେ ଯେତେବେଳେ ସେ ଅନୁମତି ଦେଲେ, ଦେନ୍ ମୁଁ ଆଗକୁ ବଢିଥିଲି। ନହେଲେ ମୋର ଆଗକୁ ବଢିବାର କିଛି ଚାନ୍ସ ନଥିଲା ଆଜ୍ଞା। ସେ ଟାଇମରେ ଯଦି ମୁଁ ଭାବିଥାନ୍ତି, ଆଉ ମତେ ଯଦି କିଏ ଗୋଟେ ଗୁରୁଜନ ବି ଯଦି କିଏ ଗୋଟେ କହିଥାନ୍ତି କି ଇଏ ଯୋଉଟେ କାଳ ନାଗୁଣୀ ଆ ଫାସରେ ଜମା ପସ ନା, ମୁଁ ଟୋଟାଲି ଆଜ୍ଞା ସେଠୁ ବାହାରି ଯାଇଥାନ୍ତି। ନାଇଁ, ସେମିତି ତ ସେ ମାୟାବିନୀ ଯାହାଙ୍କ କଥା ମୁଁ କହୁଛି ଏଠି, ଅବଶ୍ୟ ଆପଣ କହୁଥିଲେ ଯେ ମାନସିକ ଯନ୍ତ୍ରଣାର ଏତେ ଶେଷ ସୀମା ହେଇଗଲା ଯେ ନାଇଁ, ଜୀବନ ହାରିଦେବାକୁ କିଛି ସମୟରେ ବି ଆପଣଙ୍କୁ ଚିନ୍ତା କରିବାକୁ ଆପଣ ବସିଲେ। ଏବଂ ଧନ୍ୟ କହିବି ଆପଣଙ୍କୁ, ବା ଯୋଉ ସମୟରେ ଆପଣ ତାକୁ ସେ ସମୟଟାକୁ ପାସ୍ କରିକି ପଳେଇ ଆସିଛନ୍ତି। ତେବେ କଥା ହେଲା, ଆପଣ ଭେଟିଲେ, ପ୍ରେମ ହେଲା, ଘରକୁ ସିଏ ଗଲେ, ଘରେ କଥାବାର୍ତ୍ତା ହେଲେ ଏବଂ ବାପା ମା ମାନେ ବି କହିଲେ ଯେ ହଁ, ଏ ଝିଅ ଆମ ଘରକୁ ବୋହୂ ହେଇକି ଆସିବ। ବୋହୂ ହେଲା ପରେ ମଧ୍ୟ ଆପଣଙ୍କ ମାଙ୍କୁ ନେଇକି ଥାନାକୁ ଗଲେ। କଣ ହେଇଥିଲା ସେ ଘଟଣା? ଦେଖନ୍ତୁ, ଘଟଣା ହେଲା ଏଇଆ କି ଆପଣ ଯେତେବେଳେ ଗୋଟେ ପରସ୍ପରକୁ ପ୍ରେମରେ ପଡନ୍ତି କି ପରସ୍ପର ସହିତ ଜାଣନ୍ତି, ସେତେବେଳେ କଣ ହୁଏ ନା, ସେ ଟାଇମରେ ଆପଣ ବହୁତ ଟାଇମ ସ୍ପେଣ୍ଡ କରନ୍ତି ଆପଣ। ବୁଝିପାରୁଛନ୍ତି? ଦେନ୍ 2-2.5 ବର୍ଷ ପାଖାପାଖି ଭଲ ଚାଲିଲା। ସିଏ ମୋ ଘରକୁ ଯିବା ଆସିବା କରନ୍ତି। ମୋର ପ୍ରତିଟି ଅକେଜନରେ ସିଏ ରୁହନ୍ତି। ମୋ ମାମୁଁ ମାଇଁ, ମୋ କକା ଖୁଡି ସବୁ ଜାଣିଥିଲେ ଯେ ଏଇ ଝିଅଟିକୁ ଆମର ମ୍ୟାରେଜ ହବ ବୋଲି। ବୁଝିପାରୁଛନ୍ତି? ଯେହେତୁ ମୋ ବଂଶରେ ମୁଁ ହଉଛି ସବୁଠୁ ବଡ। ବୁଝିପାରୁଛନ୍ତି? ତ ମୋ ପରେ ସବୁ ଆହୁରି ଭାଇ ମାନେ ସବୁ ଅଛନ୍ତି ଯିଏକି ମ୍ୟାରେଜ କରିବା ପାଇଁ, ମାନେ ମୋର ବାହାଘର ହେଲେ ଆପଣ ଜାଣିଥିବେ ସାଧାରଣତଃ ଫ୍ୟାମିଲିରେ କଣ ହୁଏ। ଆଜ୍ଞା, ଆପଣ ବିଲିଭ କରିବେନି, ସବୁ ଅକେଜନରେ ସବୁ ଇଏରେ ମୋ ଘରେ ସିଏ ପ୍ରେଜେଣ୍ଟ ରୁହନ୍ତି। ବୁଝିପାରୁଛନ୍ତି? ହଠାତ୍ ହେଲା କଣ, ସିଏ ହଉଛନ୍ତି ଜଣେ ଆମର ମାଷ୍ଟର କ୍ୟାଣ୍ଟିନ ଗୋଟେ ବ୍ୟାଙ୍କ ଅଛି। ମୁଁ ତ କହୁଥିଲି ଆପଣ ଯୋଉଠି ମୋ ଅଫିସରେ ଜବ କଲା ପରେ, ଦେନ୍ ତାପରେ ସିଏ ସେଇଠିକି ସୁଇଚ କରିଥିଲେ, ଯୋଉ ବ୍ୟାଙ୍କରେ ଚାକିରି କରିଥିଲେ ସିଏ ମାଷ୍ଟର କ୍ୟାଣ୍ଟିନ। ସେ ବ୍ୟାଙ୍କରେ ଚାକିରି କଲା ପରେ ସିଏ ଥରେ ଯାଇଛନ୍ତି ଜଣଙ୍କର ଆକାଉଣ୍ଟ ଖୋଲିବା ପାଇଁ। ବୁଝିପାରୁଛନ୍ତି? ସେଇ ମଝିରେ ତ ବହୁତ ସାରା ଜିନିଷ ହେଇଛି ଯୋଉଟା କି ଆଗକୁ ଆମେ ଡିସ୍କସନ କରିବା। ବୁଝିପାରିଲେ? ବଟ୍ କାହିଁକି ବିଚ୍ଛେଦଟା କାହିଁକି ହେଲା କାହିଁକିନା ସେ ଯାଇଛନ୍ତି ଜଣଙ୍କର ଆକାଉଣ୍ଟ ଖୋଲିବା ପାଇଁ। ଆଉ ଯୋଉ ଲୋକଟିର ଆକାଉଣ୍ଟ ଖୋଲିବା ପାଇଁ ଯାଇଥିଲେ, ବାଲିଅନ୍ତା ମେଟ୍ରୋ ସାଟେଲାଇଟ ପାଖାପାଖି। ବୁଝିପାରିଲେ? ବାଲିଅନ୍ତାରେ ତାଙ୍କର ଅଫିସ ଥିଲା, ବଟ୍ ସେ ତାଙ୍କ ଅଫିସକୁ ନ ଯାଇ ତାଙ୍କ ଘରକୁ ଯାଇଥିଲେ ତାଙ୍କ ୱାଇଫର ଆକାଉଣ୍ଟ ଖୋଲିବା ପାଇଁ। ତାଙ୍କ ୱାଇଫଙ୍କର ଆକାଉଣ୍ଟ ଖୋଲିବା ପରେ ଏଇ ଯୋଉ ବ୍ୟକ୍ତି ଜଣକ ଅଛନ୍ତି, ବାହା ହେଇଥିବା ଲୋକ, ମ୍ୟାରେଡ ଲୋକ, ସିଏ କଣ କଲେ, ତାଙ୍କ ନମ୍ବର ନେଲେ। ନମ୍ବର ନେଇକି ତାଙ୍କୁ ବାରମ୍ବାର କଲ୍ କଲେ, ମେସେଜ କଲେ। ସେ ଯୋଉ ମେସେଜ କଲେ ତାର ସ୍କ୍ରିନଶଟ ବି ମୋ ପାଖରେ ଅଛି। କାହିଁକିନା ଇଏ ମତେ ସ୍କ୍ରିନଶଟ ମାରିକି ପଠେଇଲେ କି ଦେଖ, ମତେ ଏଇ ଲୋକଟି ମତେ ଏମିତି ଫୋନ କରୁଛି, ମତେ ମେସେଜ କରୁଛି,
एंड ମୁଁ ତାଙ୍କୁ ସଜେସନ ଦେଲି ଯେ ତମେ ଯେହେତୁ ଆଜ ଏ କ୍ଲାଏଣ୍ଟ ତ ତମେ ଆଜ ଏ କଷ୍ଟମର ତମେ ସର୍ଭିସ ମାନେ 10ଟାରୁ 8ଟା ପର୍ଯ୍ୟନ୍ତ ଦେବା ତାପରେ ସେ ତମକୁ କାହିଁକି କଲ୍ କରୁଛନ୍ତି ହୁଁ। ତ ତମେ ତାକୁ ଆଭଏଡ କର ତମେ ତାକୁ ମନା ବି କରିଦିଅ ଦେନ୍ କିଛି ଇଏ ହେଲା ପରେ ଦେନ୍ ସିଏ ତାଙ୍କର 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 କଥାବାର୍ତ୍ତା ଚାଲିଲା ଦେନ୍ ସିଏ ମତେ ଜଣେଇଲେ ଯୋଉ ଯିଏ ମାୟାବିନୀ ସିଏ କହୁଛନ୍ତି ସିଏ ମତେ ଜଣେଇଲେ କି ନାଇଁ ସିଏ ତାଙ୍କ ୱାଇଫ ତାଙ୍କୁ ବହୁତ ପ୍ରତାରିତ କରୁଛନ୍ତି ଆଉ ସିଏ କହୁଛନ୍ତି ତାଙ୍କୁ ବିଷରେ ଖାଇବା ଦେଇଦେଇ ମାନେ ଖାଇବାରେ ବିଷ ଦେଇଦେଇ ମାରିଦେବେ ଆଉ ମୁଁ ତାଙ୍କୁ ହେଲ୍ପ କରୁଛି ମୁଁ କହିଲି, କୋଉ ଟାଇପ ର ହେଲ୍ପ? ହଁ ଠିକ କଥା ପଚାରିଲେ ଆପଣ କୋଉ ଟାଇପ ର ହେଲ୍ପ ନା ମୁଁ ଇମୋସନାଲି ତାଙ୍କୁ ସେଠୁ ବାହାର କରିବା ପାଇଁ ଚାହୁଁଛି ମୁଁ କହିଲି ସେସବୁ ଜିନିଷ ତମର କିଛି ଆବଶ୍ୟକ ନାହିଁ ଜଣେ ଯଦି ମ୍ୟାରେଡ ଲୋକର ଫ୍ୟାମିଲିରେ ଏମିତି ଡିଷ୍ଟର୍ବାନ୍ସ ହୁଏ ଆଉ ଏଇଟା ଗୋଟେ ଛୋଟ ମୋଟ କଥା ଏଇଟା ସେ ଠିକ ହେଇଯିବ ଦେନ୍ ମୁଁ ଜାଣିନଥିଲି ଯେ ଏମାନଙ୍କର କଥାବାର୍ତ୍ତା ଏତେ ଆଗକୁ ବଢିଯାଇଛି ଇଏ ତାଙ୍କର ଯୋଉ ମ୍ୟାରେଡ ଲୋକ ଅଛନ୍ତି ସେ ତାଙ୍କ ସ୍ତ୍ରୀକୁ ନେଇ ଥାନାରେ ଯାଇ କହିବା ଥାନା ବାଲା ଯେତେବେଳେ ଶୁଣିଲେନି ତାଙ୍କର ସିଏ ମାନେ ଏ ସବୁ ଜିନିଷରେ ଇଏ ଅଛନ୍ତି ତାଙ୍କ ସହିତ ବୁଝିପାରୁଛନ୍ତି ମତେ ଜଣାଉଥାନ୍ତି କି ମୁଁ ଏମିତି ତାଙ୍କୁ ସାହାଯ୍ୟ କଲି ମୁଁ ତାଙ୍କୁ ଏମିତି ହେଲ୍ପ କଲି ସେ ମତେ ଫୋନ କରିଥିଲେ ଆଉ ଏଇ ଯୋଉ ଲୋକଟି ଅଛନ୍ତି ଇଏ ମୁଁ ଜାଣିନି କି କାଇଣ୍ଡ ଅଫ ମାନେ ତାଙ୍କଠୁ ସିମ୍ପାଥି ଗେନ୍ କରିବା ପାଇଁ ହଉ କି କଣ ପାଇଁ ମୁଁ ଜାଣିନି ବଟ୍ ଇଏ ତାଙ୍କୁ ବାରମ୍ବାର ମେସେଜରେ ମୋ ସ୍ତ୍ରୀ ମତେ ମାରିଦବ ମତେ ବଞ୍ଚାଅ ଆଚ୍ଛା ଏଇ କଥା ଗୁଡାକ ଆପଣଙ୍କୁ ଯାହା ବାହାଘର ଆପଣଙ୍କର ଯାହା ସହିତ ଆଜ୍ଞା, ଠିକ ଆଜ୍ଞା, ହେଇଥିଲା ଯୋଉ ମାୟାବିନୀ କଥା ଆଜ୍ଞା ସିଏ ଆପଣଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଜଣାଉଥିଲେ ଆଜ୍ଞା ଇଚ୍ ଆଣ୍ଡ ଏଭ୍ରି ମେସେଜ ର ସ୍କ୍ରିନଶଟ ବି ମାନେ ମତେ ଦେଇଛନ୍ତି ଏକରେ ତ ମୁଁ ବ୍ୟାଙ୍କରେ ଚାକିରି କରିଛି ଆଜ୍ଞା ସାମ୍ନା ଲୋକଟି କଷ୍ଟମର ହେଲା ମୋର ଆଜ୍ଞା ତାଙ୍କ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଟି ଖୋଲା ହବ ଆଜ୍ଞା ସିଏ ବାରମ୍ବାର ଆଙ୍କୁ ଫୋନ କରୁଛନ୍ତି ଏବଂ ସେଇ ଫୋନ ର ସ୍କ୍ରିନଶଟ ଗୁଡା ଆପଣଙ୍କୁ ପଠାଉଛନ୍ତି କାହିଁକି ନା ଆପଣଙ୍କର ତାଙ୍କ ସହିତ ବାହାଘର ଠିକ ହେଇଛି ଯେ ଏଇ ଆଜ୍ଞା ଲୋକଟି ମତେ ଏୟା କରୁଛି ମୁଁ କରିବି କଣ ଯେତେବେଳେ ଆପଣ କହିଲେ ଯେ ନାଇଁ ଆଭଏଡ କରନ୍ତୁ ତାପରେ ସେ ଯାଇ କହୁଛନ୍ତି ଯେ ନାଇଁ ମୁଁ ତାଙ୍କୁ ଟିକେ ହେଲ୍ପ କରୁଛି ଆଜ୍ଞା ଆଚ୍ଛା ଏଇ ଯୋଉ ହେଲ୍ପ କରିବା ଭିତରେ ତାହେଲେ ଆପଣଙ୍କୁ ଏବଂ ଆପଣଙ୍କ ମାଙ୍କୁ ଥାନାକୁ ଯିବାକୁ କଣ ଦରକାର ପଡିଗଲା? ଡେଫିନେଟଲି ମୁଁ ସେଟା ସେଇ ଉପରକୁ ଆସୁଛି ଏବେ ଆପଣଙ୍କ ପାଖକୁ ତ ଇଏ ତଳେ ତାଙ୍କୁ ଏସବୁ ଜିନିଷ ହେଲା ତାଙ୍କ ସହିତ ସିଏ କଣ କଲେ ନା ଅଗଷ୍ଟ 15 2023 ସେ ଟାଇମରେ ସିଏ କଣ କଲେ ନା ତାଙ୍କୁ ନେଇକି ଯାଇଛନ୍ତି ମୁଭି ଦେଖିବା ପାଇଁ ଓ ମାଇ ଗଡ୍ ପାର୍ଟ 2 ବୁଝିପାରିଲେ ଆଚ୍ଛା ହେଲା ତ ମୋର କିଛି ଜଣ ଜାଣିଛନ୍ତି ଯେହେତୁ ତାଙ୍କୁ ମତେ ଜାଣିଥିଲେ ପାଖାପାଖି 400-500 ଲୋକ ଜାଣିଥିଲେ କି ୱେର୍ ଇନ୍ ଏ ରିଲେସନସିପ ବୁଝିପାରିଲେ ଆଉ ଆମର ମ୍ୟାରେଜ ହବାକୁ ବି ଯାଉଛି ତ ସେ ଜଣେ ବଡ ଭାଇ ଦେଖିକି ମତେ କହିଲେ ଜଣେଇଲେ କି ତୁମେ ଆଜି କାହିଁକି ଆସିନଥିଲ ତୁମର ଯିଏ କୋଉଠି ବି ହେବେ, ଅଛନ୍ତି ହଁ ଆଜ୍ଞା ସିଏ ଆଉ ଜଣଙ୍କ ସହିତ ଆସିଥିଲେ ବୁଝିପାରୁଛନ୍ତି ତ ମୁଁ ପ୍ରଥମେ ତ ତାକୁ ନେଲିନି ଏତେ ଲାଇଟଲି ନେଲି ମୁଁ ଯେହେତୁ ମୁଁ ଏତେ ସକି ମାଇଣ୍ଡର ନୁହଁ ମୁଁ କଣ କଲି ନା ମୁଁ ତାଙ୍କୁ ଫୋନ କଲି ମୁଁ କହିଲି ଯେ କାହା ସହିତ ଯାଇଥିଲ କି ନା ନାଇଁ ମୁଁ କାହା ସହିତ ଯାଇନଥିଲି ଏଇ ଯୋଉ ଭାଇ ଜଣ ଯେତେବେଳେ ମତେ ପଚାରିଲେ ମୁଁ କହିଲି ସେ ତାଙ୍କ ଭାଇଙ୍କ ସହିତ ଯାଇଥିବେ ସେଠୁ ମତେ ସେ ଯୋଉ ଭାଇ ଜଣ ଅଛନ୍ତି ବଡ ଭାଇ ସେ ମତେ ପୁରା ହସିକି କହିଲେ କି ରାକେଶ ଆଉ ଏଇଟା ଫ୍ୟାମିଲି ଶୋ ନୁହଁ ଆଉ ଯେ ଭାଇ ଭଉଣୀ ଦେଖିବା ପାଇଁ ଯିବେ ଦେନ୍ ବହୁତ ଜିନିଷ ହେଲା ସେ ସ୍କ୍ରିନଶଟ ବି ଅଛି ମୁଁ ଆପଣଙ୍କୁ ସେୟାର ବି କରିଦେବି ଯୋଉଥିରେ ସେ ମତେ ଲେଖିଛନ୍ତି ପୁରା ଯେ ନାଇଁ ମୁଁ ଯାଇନଥିଲି ମୁଁ ସାଙ୍ଗମାନଙ୍କ ସହିତ ଯାଇଥିଲି ମୁଁ ଆଉ ଟିକେ ପ୍ରେସରାଇଜ ଯେତେବେଳେ କଲି କହିଲେ କି ନାଇଁ ହଁ ସିଏ ସାରଙ୍କ ସହିତ ଯାଇଥିଲି ମୁଁ ତାଙ୍କ ୱାଇଫଙ୍କ ପାଇଁ ସେ ଟିକେଟ କାଟିଥିଲେ ୱାଇଫ ଲାଷ୍ଟ ମୋମେଣ୍ଟରେ ତାଙ୍କ ସହିତ ଝଗଡା କଲେ ଦ୍ୟାଟ୍ସ ୱାଇ ସେ ମତେ ଡାକିଲେ ମୁଁ ମନା କରିପାରିଲିନି ଆଚ୍ଛା ଏଇଟା ସିଏ ଆପଣଙ୍କୁ ଉତ୍ତର ଦେଲେ ଆଜ୍ଞା ମୁଁ ଓହୋ ସ୍କ୍ରିନଶଟ ଆପଣ ବି ଅଛି ଆପଣ ହଁ ଦେଖି ନାଇଁ ଭଲ କଥା ଆପଣ ସେଇଠି ଆଉ ଗୋଟେ କଥା ବି ମାନେ ମନେ ମନେ ଭାବିଥାନ୍ତେ ଆପଣ ତାଙ୍କୁ ଉତ୍ତର ଦେଇଥାନ୍ତେ ଆଜ୍ଞା ଓହୋ ବୁଝିଗଲି ତାହେଲେ ତମେ ତାଙ୍କୁ ହିଲିଂ କରିବା ପାଇଁ ନେଇଥିଲ ଆଜ୍ଞା ସିନେମା ଫିଲ୍ମ ଟିକେ ଦେଖିବା ସୁଇମିଂ ପୁଲରେ ନହେଲେ ଟିକେ ଗାଧେଇ ଦବା ଏଇଟା ଭଲ ହଁ ଗୋଟା ହେଲା ଠିକ ଅଛି ତାଙ୍କ ମାନେ କେୟାର ଟେକର ଭଳିଆ ସେ ତାଙ୍କୁ ଯତ୍ନ ନଉଥିଲେ କିନ୍ତୁ ଆପଣଙ୍କ ମା ଏବଂ ରାତିରେ ଯାଇକି ଥାନାରେ ହାଜିରା ଦବା ଆପଣ ଥାନାରେ ହାଜିରା ଦବା ପୁଣି ନିଜେ ଗୋଟେ ସୁଇସାଇଡ ପାଇଁ ଆଟେମ୍ପ୍ଟ କରିବା ଏଇଟା କାହିଁ ହଜମ କରିବୁନି ଆଜ୍ଞା? ନାଇଁ ଠିକ କଥା କହିଲେ ଆପଣ ହଜମ ତ କରିହବ ନାହିଁ କାହିଁକି ନା ଦେଖନ୍ତୁ ଯେତେବେଳେ ୟାଙ୍କର ଯେତେବେଳେ ମିଳାମିଶା ଷ୍ଟାର୍ଟ ହେଲା ଦେନ୍ ଜଣଠୁ ଦୂରେଇଲେ ତ ଜଣଙ୍କ ପାଖକୁ ଯିବେ ନହେଲେ କେମିତି ଯିବେ ବଢିଆ କଥା ବୁଝିପାରୁଛନ୍ତି କହିଲେ ମୁଁ ଆପଣଙ୍କ ସହିତ ମିଶୁଛି ଯଦି ଆପଣଠୁ ଟାଇମ ଟା କଟ ଅଫ୍ କଲେ ତ ମୁଁ ଆଉ ଜଣଙ୍କୁ ଦେଇପାରିବି ଠିକ କଥା ନହେଲେ ଦେଇପାରିବିନି ନା ଏଣ୍ଡ ସେ ଟାଇମରେ ସେଇ ମୋମେଣ୍ଟରେ ସେ ତାଙ୍କ ସ୍ତ୍ରୀକୁ ନେଇକି ଆଇ ଥିଙ୍କ 26 ଅଗଷ୍ଟରେ ସେ ତାଙ୍କ ସ୍ତ୍ରୀକୁ ନେଇକି ଛାଡିଦେଲେ ତାଙ୍କ ବାପା ଘରେ ଆଚ୍ଛା ଠିକ ଅଛି କହିଲେ ତାଙ୍କ ବାପା ଘରେ ଛାଡିଦେଇ ଏଠି ତାଙ୍କର ଆଙ୍କ ସହିତ ଆଗକୁ ବଢିବେ ବୋଲି ସେ ଯୋଜନା ତାଙ୍କର କରିସାରିଲେ ଯଜା କରିସାରିଲେଣି ବୁଝିପାରୁଛନ୍ତି ତ କିନ୍ତୁ ଏପଟେ ଆପଣଙ୍କୁ ବାହା ହବ ବୋଲି କଥା ଦିଆହେଇଛି ଆଜ୍ଞା ବୁଝିପାରୁଛନ୍ତି ଦେନ୍ ସେପ୍ଟେମ୍ବର 1ରେ ମତେ ମାନେ ମୋ ଘରକୁ ଆସିଲେ କହିଲେ ଯେ ଦେଖ ଆମ କମ୍ପାଟିବିଲିଟି ମ୍ୟାଚ୍ କରୁନି ଆଣ୍ଡ ଦ୍ୟାଟ୍ସ ୱାଇ ମୁଁ ଆଉ ଆଗକୁ ବଢିବାକୁ ଚାହୁଁନି ଆଣ୍ଡ ତମ ସହିତ ମୋର କିଛି ଫ୍ୟୁଚର ହିଁ ନାହିଁ ଆଚ୍ଛା ଦେନ୍ ମୁଁ ତାଙ୍କୁ କ୍ୱେଶ୍ଚିନ୍ କରିଥିଲି ଯେ ଯଦି ମୋ ସହିତ ଫ୍ୟୁଚର ନାହିଁ ତାହେଲେ 3 ଇୟର୍ସ କାହିଁକି ତମେ ମୋ ଟାଇମଟାକୁ ୱେଷ୍ଟ କଲ 3 ଇୟର୍ସ ତ ସମୟ ନେଲେ ପୁଣି ତାଙ୍କୁ ଆପଣଙ୍କ ଆଜ୍ଞା ରେଫରେନ୍ସରେ ଚାକିରି ବି ଚାକିରି ବି କରେଇଲେ କିନ୍ତୁ କରେଇଲି ସେଠି ଆପଣଙ୍କ ଫ୍ୟୁଚର ଦେଖାଗଲା ନାହିଁ ଆପଣ ବିଲିଭ କରିପାରିବେନି କି 6,000 ଟଙ୍କା ଦରମା ପାଉଥିଲେ ଆମର ବିଏମସି କଳ୍ପନା ବିଏମସି ଫ୍ରଣ୍ଟର ଗୋଟେ ଅଫିସ ଅଛି ସେ ବହୁତ ନାମୀ ଦାମୀ ମାନେ ନାମୀ ବି ଆଉ ଦାମୀ ବି ମାନେ ବହୁତ ତାଙ୍କ ନାଁ ବି ଅଛି ସେ ଯୋଉ ସାର୍ ଅଛନ୍ତି ତାଙ୍କ ନାଁ ତ ମୁଁ କହିବା ପାଇଁ ଚାହୁଁନି କି ଧରିବା ପାଇଁ ଚାହୁଁନି ସବୁ ଜାଣିଯିବେ କଳ୍ପନା ବିଏମସି ଫ୍ରଣ୍ଟର ତାଙ୍କର ପୁରା ବିଲ୍ଡିଂଟା ବୁଝିପାରୁଛନ୍ତି ସେଠି ସେ ଚାକିରି କରିଥିଲେ ଆଜ୍ଞା
6,000 ଟଙ୍କା ଚାକିରି କରିଥିଲେ, 6,000 କି 7,000 ଟଙ୍କା, ଯୋଉଠି ସାଲାରୀ ସ୍ଲିପ୍ ନଥିଲା, କିଛି ନଥିଲା। ଏଠି କେତେ କଷ୍ଟରେ ମୁଁ ତାଙ୍କୁ 6,000 ରୁ 29,000 ସାଲାରୀ, ଆପଣ ଜାଣିପାରୁଥିବେ ଗୋଟେ ଏମଏନସି କମ୍ପାନୀରେ ମାନେ ତାଙ୍କୁ ଚାକିରି କରିବା କେତେ କଷ୍ଟ ହେଇଥିବ। ହଁ 5 times ର ଇନକ୍ରିଜମେଣ୍ଟ କରିକି ଆପଣ ଆଣିଛନ୍ତି। ବୁଝିପାରୁଛନ୍ତି ତ? ତ ସେଇଟା କିଛି ମାନେ କିଛି ତାଙ୍କ ମୋର କିଛି ସେଥିରେ କିଛି ସ୍ୱାର୍ଥ ହିଁ ନଥିଲା, ଜଣେ ଚାକିରି ପାଇଯାଉ। ବୁଝିପାରୁଛନ୍ତି ତ? ବଟ୍ ସେଇଟାକୁ ସେ ମନେ ପକେଇଲେନି ଯେ ଜଣଙ୍କ ଯୋଗୁଁ ମୁଁ ଚାକିରି ପାଇଲି ଆଉ ମୋ ଘର ଚଳୁଛି। ତ ସେପ୍ଟେମ୍ବର ମାସରେ ଆସି କହିଲେ ଯେ ଆପଣ ତାଙ୍କ ସହିତ ଆଜ୍ଞା। ଆପଣଙ୍କ ଫ୍ୟୁଚର ଦେଖାଯାଉ ନାହିଁ, ଏ ବିଷୟରେ ଆଣିକି ଗୋଟେ ତର୍କ ଆଜ୍ଞା, ରଖିଲେ। ତର୍କ ରଖିଲେ। ରଖିଲା ପରେ ମୁଁ ତାଙ୍କୁ ପଚାରିଲି ଯେ କାହିଁକି, ରିଜନ କଣ? ନା ରିଜନ କିଛି ନାହିଁ, ମୋର ଆଉ ରହିବାର ନାହିଁ। ବୁଝିପାରୁଛନ୍ତି? ଦେନ୍ ସେପ୍ଟେମ୍ବର 4ରେ ତାଙ୍କରି ନିଜର ବଡ ଭଉଣୀ, ଯିଏ ଜଣେ ଏଇ ନ୍ୟୁଜ ଚ୍ୟାନେଲର ଅଗଧାଡିର ମାନେ ନମ୍ବର 2, ନମ୍ବର 3, ନମ୍ବର 4ରେ ଆସୁଛନ୍ତି ଚ୍ୟାନେଲ, ଯୋଉଥିରେ ସିଏ ଏଡିଟିଂ ଅଛନ୍ତି, ମାନେ ଯୋଉ ବୁଲେଟିନ ଏଡିଟର। ବୁଝିପାରିଲେ? ଆଚ୍ଛା, ଆଜ୍ଞା। ମାନେ ଆମ ଓଡିଶାର ଜଣେ ଜଣେ ନାମୀ ଦାମୀ ସେଟେଲାଇଟ ଚ୍ୟାନେଲ, ଆଜ୍ଞା। ନ୍ୟୁଜ ଚ୍ୟାନେଲର। ଆଚ୍ଛା, ସିଏ ମତେ କହିଲେ କି ଶୁଣ, ତମେ କଣ ଭାବୁଛ ମୁଁ ଜାଣିନାହିଁ, ଆଉ ସିଏ ତ ମାନେ ରାତିରେ ବି ବାଥରୁମ ଭିତରକୁ ମୋବାଇଲ ନେଇକି ପଳଉଛି, ଭିଡିଓ କଲରେ କଥା ହଉଛି, ମାମା ତା ଉପରେ ରାଗୁଛନ୍ତି, ଆଉ ତମେ କଣ କରୁଛ ମୁଁ ଜାଣିପାରୁନି, ତମେ ଟିକେ ଦେଖ କଣ ହଉଛି କଣ ନାହିଁ। ଦେନ୍ ମୁଁ ସେପ୍ଟେମ୍ବର 4ରେ ଆଜ୍ଞା ଧରିଲି, ମୋ ସେ ସ୍କ୍ରିନସଟ୍ ବି ଅଛି, ଆପଣଙ୍କୁ ଦେଖେଇବି, ଲେଖା ହେଇଛି ବି ସାର୍ ବୋଲି। ବୁଝିପାରୁଛନ୍ତି? ଭିଡିଓ କଲରେ କଥାବାର୍ତ୍ତା ଚାଲିଛି ତାଙ୍କର। ବୁଝିପାରୁଛନ୍ତି? ଦେନ୍ ସେପ୍ଟେମ୍ବର 8ରେ ଧରିଲି, ଛୁଟି ନେଇକି ଆଜ୍ଞା ଯାଇଛନ୍ତି ତାଙ୍କ ଘରକୁ। ବୁଝିପାରିଲେ? ମତେ କହୁଛନ୍ତି ମୁଁ ଛୁଟିରେ ଘରେ ଅଛି, ମୋ ଦେହ ଭଲ ନାହିଁ। ତ ସେପ୍ଟେମ୍ବର 8ରେ ଆଜ୍ଞା ଧରିଲି, ମୁଁ ତାଙ୍କ ଘର ପାଖରେ ଛାଡିବା ପାଇଁ ଆସିଥିଲେ, ବୁକେ ଫୁକେ ଦେଇ। ବୁଝିପାରୁଛନ୍ତି? ଯେତେବେଳେ ମୁଁ ତାଙ୍କୁ ପଚାରିଲି, ସେ ଯୋଉ ବ୍ୟକ୍ତି ଜଣଙ୍କୁ ପଚାରିଲି ଇଏ କଣ ସବୁ, ନା ମତେ ସେ କହିଲେ ଟିକେ ଛାଡିଦିଅ ଆଣି ଘରେ, ମୁଁ ସେଥିପାଇଁ ଆସିଥିଲି ଛାଡିବା ପାଇଁ। ବୁଝିପାରୁଛନ୍ତି? ଧରିଲା ପରେ ଦେନ୍ ସେପ୍ଟେମ୍ବର 16ରେ ତାଙ୍କରି ଯୋଉ ମେଟ୍ରୋ ସାଟେଲାଇଟ ଅଛି ଆମର ବାଲିଅନ୍ତାରେ, ସେ ଭିତରୁ ଧରିଲି। ବୁଝିପାରିଲେ? ଆଣ୍ଡ ସେପ୍ଟେମ୍ବର 30ରେ, ଯୋଉଥିପାଇଁ ମୁଁ ମାନେ ଯୋଉ ସେଟା କାହାକୁ ମୁଁ ସଜେସନ ଦେବି ନାହିଁ କି ସେ ବାଟକୁ ଯିବା ପାଇଁ, ମୁଁ ଯାଇଥିଲି ଆଉ ମୁଁ ପଳେଇ ଆସିଛି। ଆଉ ଆଜି କିଛି ନା କିଛି ଆସିଛି ବୋଲି, ଭଗବାନଙ୍କ ସେତିକି କୃପା ଥିଲା, ମୁଁ ଆସିଛି ବୋଲି ଆଜି ଆପଣଙ୍କ ଆଗରେ ବସିଛି। ସୁଇସାଇଡ କରିବାଟା ତ ବାଟ ନୁହେଁ। ସେଇଟା ତ ମୁଁ ସବୁ ଯେତିକି ଆଜିକା ଦିନରେ ଯୋଉ ୟଙ୍ଗ ଜେନେରେସନ ଅଛନ୍ତି, ସେ ଯଦି ଡିପ୍ରେସନରେ ଯାଉଛନ୍ତି, ଆପଣ ଏମିତି ଲୋକ ଖୋଜନ୍ତି ଯାହାକୁ ସବୁ ମନ କଥା ଖୋଲି କହିପାରିବେ। ଏମିତି ସିଚୁଏସନ ହେଇଯାଏ ଆଜ୍ଞା ସେ ଟାଇମରେ, କାହାକୁ ଆପଣ ନା କହିପାରୁଥିବେ ନା ନିଜେ ଭୁଲି ପାରୁଥିବେ। ନାଇଁ, ଆପଣ ଯୋଉ କହୁଥିଲେ ଯେ ଆପଣଙ୍କର ବଡିର ମାନେ ଓଜନ ବି ପାଖାପାଖି 8-10 କିଲୋ କମି ଯାଇଥିଲା, ନାଇଁ ଆଜ୍ଞା, ପାଖାପାଖି 19 କିଲୋ ଝଡି ଯାଇଥିଲା, ଡିପ୍ରେସନରେ ଆପଣ ପଳେଇଥିଲେ, ଏବଂ ଭଗବାନଙ୍କ ଆଶୀର୍ବାଦରୁ ଆପଣଙ୍କର ସେ ଗୁରୁତର ପଦକ୍ଷେପଟି ଆପଣ ନେଇନାହାନ୍ତି। ଆପଣ ବିଲିଭ କରିବେନି, ମୁଁ ଅଲରେଡି ଆଟେମ୍ପ୍ଟ କରିଛି, ବଟ୍ ମୋ ମାଙ୍କ ଆଶୀର୍ବାଦ କି ବାପା ମାଙ୍କ ଆଶୀର୍ବାଦ କି ମୁଁ କୋଉ ଜନ୍ମରେ କଣ ଭଲ କାମ କରିଥିଲି ବୋଧେ ମୁଁ ଫେରି ଆସିଛି। ସେଟା ରଖେ ହରି ମାରେ କିଏ କଥାକୁ ଆମେ ଯିବା। ଆପଣ ବିଲିଭ କରିବେନି, ଯେତେବେଳେ 30ରେ ମାନେ ସିଏ ତାଙ୍କୁ ମୁଁ ସେଇ ଯୋଉ ଲୋକଟି ଯିଏ ଅଛନ୍ତି ତାଙ୍କର ପୁରା ବେଡରୁମରୁ ଧରିଲି ମୁଁ। ଆଚ୍ଛା, ଏଟା ମାନେ ଶାରୀରିକ ସମ୍ପର୍କ ବି ତାଙ୍କ ସହିତ ଥିଲା? ଆଜ୍ଞା, ବେଡରୁମ ଯେତେବେଳେ ଧରିଲି ଆଜ୍ଞା, ମୁଁ ଆପଣଙ୍କୁ କହିପାରୁନି କି ସେ କୋଉ ସିଚୁଏସନ ଥିଲା। ବୁଝିପାରୁଛନ୍ତି? ମାନେ ସେତେବେଳେ ମାନେ ଜଣଙ୍କ ସହିତ ଆପଣ ଫ୍ୟୁଚର ଦେଖିଦେଇଥିବେ କି ମୁଁ ଆକୁ ନେଇକି ଘର ସଂସାର କରିବି, ମୁଁ ଆକୁ ନେଇକି ଆଗକୁ ବଢିବି, ଆଣ୍ଡ ବହୁତ ସାରା ଟାଇମ ସ୍ପେଣ୍ଡ କରିଥିବେ, ଫାଇନାନ୍ସିଆଲି ବି ଆପଣ ତାକୁ ହେଲ୍ପ କରିଥିବେ, ତା ଫ୍ୟାମିଲିକୁ, ତାକୁ। ତ ଯେତେବେଳେ ଏ ସିଚୁଏସନ ଦେଖିବେ ଆଜ୍ଞା, ଏଇଟା କୌଣସି ମୁଁ କଣ କେହି ବି ସହିପାରିବେନି। ବୁଝିପାରୁଛନ୍ତି? ଆଣ୍ଡ ଆପଣ ବିଲିଭ କରିବେନି, ମୁଁ ତ ଦେଖିଦେଲି ନା, ମୋ ମୁଣ୍ଡ କାମ କଲାନି। କାମ କରିବନି, କାମ କଲାନି। ସିଏ ମତେ ଦେଖିକି ପୁରା ମାନେ ସେ ଯୋଉ ଅବସ୍ଥାରେ ଥିଲେ, ମତେ ଦେଖିକି ସେ ପୁରା ଘୋଡେଇ ପଡିଲେ ପୁରା ଏମିତି। ହଁ, ଶରୀରରେ କିଛି କପଡା ହିଁ ନାହିଁ ଆଉ। ମାନେ ମୁଁ ଭାବିଲି ଯେ ନା ଏଇ ଟାଇମରେ ମୁଁ ମାନେ ପ୍ରୁଫ ନ ରଖିବି ନା, ଲୋକ କେହି କଥା ମୋ କଥା କେହି ବିଲିଭ କରିବେନି। ବୁଝିପାରୁଛନ୍ତି? ମୁଁ ସେଠୁ କଣ କଲି ନା, ମୁଁ 4 ମହଲା ଉପରେ ଥିଲା, ମୁଁ ତଳକୁ ଦୌଡ଼ି ସିଡିରେ ଆସିଲା ବେଳକୁ ସେ ଲୋକ ଦୌଡ଼ି ଯାଉଛି। ମୁଁ ତାର ଭିଡିଓ ବି ରଖିଛି, ସେ ଲୋକ ଯୋଉ ଦୌଡ଼ିକି ଯିବା, ମାନେ ସାର୍ଟ ପିନ୍ଧିକିରି ତାପରେ ଦୌଡ଼ିକି ଯୋଉ ଯିବା, ତାର ଭିଡିଓ ମୁଁ ରଖିଛି ଆଜ୍ଞା। ବୁଝୁଛନ୍ତି ତ? ସିଏ ଆଉ ଆସିଲାନି ଆଉ ଫେରିକି, ଆଉ ସେ ଦୌଡ଼ି ଚାଲିଲା। ଦେନ୍ ମୁଁ ଆଙ୍କ ଭାଇଙ୍କୁ ଫୋନ କଲି, ମାନେ କଣ କହିବି ଆଜ୍ଞା, ଏ ପୁରା ଫ୍ୟାମିଲିଟା ହିଁ ପୁରା ମାନେ ଗନ୍ କେସ୍। କାହିଁକି ଶୁଣନ୍ତୁ, ମୋର ଗୋଟେ ଭଉଣୀ ଅଛି ଆଜ୍ଞା, ମୁଁ କଣ ଚାହିଁ, ମୋ ଭଉଣୀର ଇଜ୍ଜତଟା ମାର୍କେଟ ନ ପଡୁ, କେହି ଖରାପ କରି ନ କୁହନ୍ତୁ। ବଟ ଯଦି ମୋ ଭଉଣୀ ବିଷୟରେ ଯଦି କୋଉ ବାହାର ଲୋକ ବି ହଉନା କାହିଁକି, ତାଙ୍କ ଭାଇ ପାଇଁ ମୁଁ ବାହାର ଲୋକ, ଯଦି ମୁଁ କହୁଛି ତାହେଲେ ତମେ ସେଠି ଆସି ଠିଆ ହେବା କଥା ନା ହବ ନାହିଁ? ନିହାତି ଛିଡା ହେବା କଥା ଯେ ମୋ ଭଉଣୀ ବିଷୟରେ କଣ ଲୋକଟି କହୁଛି, ତାପରେ ଇଏ ଆମ ଘରର ଜୋଇଁ ହବ, ବାହାଘର ଠିକ ହେଇଯାଇଥିଲା, ଠିକ ଅଛି, ଏବେ କଣ ଗଣ୍ଡଗୋଳ ହେଇଛି, କିନ୍ତୁ ଆଗକୁ ଠିକ ଅଛି, ତାକୁ ଆମେ ଦେଖିବା କହିছে, ଭାଇ ତ ନିଜେ ଦୌଡ଼ିକି ଆସିବା କଥା। ଆପଣ ବିଲିଭ କରିବେନି, ଯେତେବେଳେ ମୁଁ ତାଙ୍କୁ ଦେଖିଲି, ଆଉ କଣ କୌଣସି ଭାଇକୁ ତା ଭଉଣୀ ବିଷୟରେ କହିବି କି ଯେ ଆଜ୍ଞା ମୁଁ ଆପଣ ଭଉଣୀକୁ ଏଇ ଅବସ୍ଥାରେ ଦେଖିଲି ବୋଲି? କହିହବନି, ଏଟା କେବେ ବି ପସିବଲ ନୁହଁ ଆଜ୍ଞା, କହିହବନି। ଠିକ ଅଛି? ତ ମୁଁ ସେଠୁ କଣ କଲି, ତାଙ୍କ ଭାଇଙ୍କୁ ଫୋନ କଲି, ମୁଁ କହିଲି ଆଜ୍ଞା ମୁଁ ଆଜି ଧରିଛି, ଆପଣ ତ ମତେ କହିଥିଲେ, ଜଣେଇଥିଲେ କି ଆପଣ ଆସିବେ, ଆଉ ଯୋଉ ତମେ ଧରିକି ମତେ କୁହ, ଆଉ ମୁଁ ଯିବି, ଆଇଦର ତ ଏପଟ ନହେଲେ ତ ସେପଟ। ଠିକ ଅଛି? ତାଙ୍କ ଭାଇଙ୍କର ବି ଗୁଣ୍ଡା ବହୁତ ଚିହ୍ନା ଅଛନ୍ତି, ହେଲା, ତ ଯୋଉମାନେ କି ଝାରପଡା
ଏରିଆ ଅଞ୍ଚଳ ଝାରପଡା ଝାରପଡା ଏରିଆର ନୁହେଁ। ନା, ନା, ଶୁଣନ୍ତୁ, ସିଏ ମତେ କହିଥିଲେ, ହଁ, ଶୁଣନ୍ତୁ ନାଇଁ, ମୁଁ କହୁଛି ଝାରପଡା ଆପଣଙ୍କୁ, ଏରିଆରେ ବହୁତ ଭଲ ଲୋକ ଅଛନ୍ତି ଏବଂ ସେଠି ମୋର ସାଙ୍ଗ ସିନିୟର ମାନେ ବି ଶୁଣନ୍ତୁ ଆଜ୍ଞା, ଅଛନ୍ତି। ସମସ୍ତେ ଭଲ ଅଛନ୍ତି, ସମସ୍ତେ ହଁ, କିଛି ଲୋକ ତାଙ୍କର ଅସାମାଜିକ ତାଙ୍କର ଲୋକଙ୍କ ସହିତ ସମ୍ପର୍କ ଥିବ, କିନ୍ତୁ ଶୁଣନ୍ତୁ, ତାଙ୍କର ଏଇ ପର୍ଟିକୁଲାର ୱାର୍ଡ ଟା ତାଙ୍କର ଥିଲା, ମୁଁ ଆପଣଙ୍କୁ କହୁଛି ମୋ ୱାର୍ଡ ନୁହଁ ହଁ ଆଜ୍ଞା, ହେଲା, ସେ ଯେତେବେଳେ ଆପଣ ବୁଝିପାରିଲେ? କହିଥିଲେ ଯେ ନାଇଁ ଆଜ୍ଞା, ମୋର ଏମିତି ଅଛି, ମୋର ତେଣୁ ଏମିତି ତୁ ଚିହ୍ନା ମତେ ଅଛନ୍ତି, ଡାକିଦବୁ, ଆଜ୍ଞା କୋଉ ଲୋକଟି ଆସୁଛି କଣ କରୁଛି, ବାହାସାହା ହେଲା ଆଜ୍ଞା ପରେ ବି ଯଦି ଏମିତି ଆସିକି ମୋ ଭଉଣୀ ଆଜ୍ଞା ସହିତ ଏମିତି ସବୁ କରୁଛି, ତାହେଲେ ଆଜ୍ଞା ତୁ ମତେ ଜଣେଇବୁ। ଆଜ୍ଞା ତ ଆପଣ ଜଣେଇଲେ, ହଁ ସିଏ ସତରେ ଆସିଲେ, ନା, ସିଏ ବି ନୀରବ ରହିଲେ। ନୀରବ ନୁହଁ ସାର୍, ସେଇ ଯୋଉ ଆକ୍ସନ ଟା ସେ ଯୋଉ ନେଲେ, ତାପରେ ମୁଁ ଜାଣିଲି ଆଜ୍ଞା ଏଇ ଫ୍ୟାମିଲି ଟା ହିଁ ପୁରା, ସେ ପୁଣି କଣ ତାର ପ୍ରତିକାର କଣ କଲେ? ଆଜ୍ଞା ମୁଁ ଫୋନ କଲି, ଫୋନ କରି ମତେ କହିଲେ ତମେ କାହିଁ ସେଠିକି ଯାଇଛ, ଆଁ? ତମକୁ କିଏ କହିଥିଲା ସେଠିକି ଯିବା ଆରେ କିଏ କହିଥିଲା କଣ? ମୁଁ ପୁରା ତାକୁ ବାହା ହେବି ବୋଲି କଥାବାର୍ତ୍ତା ସରିଯାଇଛି, ଘରେ ଆମର ରାଜି ଅଛନ୍ତି, ଆପଣଙ୍କ ଘରେ ବି ରାଜି ଥିଲେ, ଆମ ଘରେ ରାଜି ଥିଲେ, ସେଠି ପୁଣି କିଏ କଣ କହିଥିଲା? ମାନେ ତା ପ୍ରଶ୍ନର ଉତ୍ତର କିଛି ବୁଝିହେଲାନି। ସେକେଣ୍ଡ କଥା ହେଲା, ଯେତେବେଳେ ସେକେଣ୍ଡ ମତେ କ୍ୱେଶ୍ଚିନ ପଚାରିଲେ କି ତୁମକୁ ତ ମୁଁ କହିଥିଲି ଚୋରକୁ ଚୋରି କରିବାକୁ ଦିଅ, ଖୁଲମ ଖୁଲା ଚୋରି କରିବାକୁ ଦିଅ, ତମେ କାହିଁକି ଯାଇଥିଲ? ଚୋରକୁ ଚୋରି କରିବାକୁ ଦିଆରି ହଁ, ଗୋଟେ ଅଦ୍ଭୁତ କଥା। ଥାର୍ଡ ମତେ ଆସିଲା ସେପଟ ପଟୁ ଯେ ଯଦି ଯାଇଛ ତାହେଲେ କଣ 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 ପାଇଁ ଯାଇଥିଲ ଆଉ କଣ ଦେଖିଲ? ହଁ, ମୁଁ କହିଲି ଦେଖିଲି ଆଜ୍ଞା, ସେଟା କହିଲି। ମୁଁ କହିଲି ଆଜ୍ଞା ଆପଣଙ୍କୁ କହିଥିଲି ଆସିବା ପାଇଁ, ଆପଣ ଆସିବେ ନା ଆସିବେନି? ମୁଁ ଏଇ ୱାର୍ଡରେ କହିଲି ଆପଣ ଆସିବେ ନା ଆସିବେନି? ସେଠୁ ଫୋନ ଟା କାଟିଲେ, ତାଙ୍କୁ ଫୋନ କରିଛନ୍ତି, ତାଙ୍କ ଭଉଣୀକୁ। ତାଙ୍କ ଭଉଣୀକୁ ଫୋନ କଲେ। ତାଙ୍କ ଭଉଣୀ ମତେ ଫୋନ କରୁଛନ୍ତି, ତା ରେକର୍ଡିଂ ବି ମୁଁ ଆପଣଙ୍କୁ ଦେଇଦେବି। ତାଙ୍କ ଭଉଣୀ ମତେ ଫୋନ କରି କହୁଛନ୍ତି, ଆଉ ତୁମେ ମୋ ଭାଇକୁ କାହିଁ ଫୋନ କରିଥିଲ? ହୁଁ, ତୁମ ସାହସ କେମିତି ହେଲା ମୋ ଭାଇକୁ ଫୋନ କରିବା? ସାହସ। ହଁ, ମୁଁ ତ ତୁମ ସହିତ ରହିବା ପାଇଁ ଚାହୁଁନି ନା, ହୁଁ, ମୁଁ ଯଦି ତୁମ ସହିତ ରହିବା ପାଇଁ ଚାହୁଁନି, ମୁଁ କାହା ସହିତ ଉଠେ ବସେ ଶୁଏ, ତମର କଣ ଯାଉଛି? ମାନେ ଭାବନ୍ତୁ। ହୁଁ, ସେଟା ସେ ମୁହଁରେ ଆପଣଙ୍କର ଆଜ୍ଞା କହୁଛନ୍ତି। ଆଜ୍ଞା ଆଚ୍ଛା, ମତେ ତ ଲାଗୁଛି ଇଏ ଆପଣ ବୋଧେ ତାଙ୍କୁ ବହୁତ ପରେ ଭେଟ ହେଇଛନ୍ତି, ତା ପୂର୍ବରୁ ତାଙ୍କର ବି ସେ ମାୟାବିନୀଙ୍କର ଆଗରୁ ଆହୁରି ଗୁଡାଏ ପ୍ରେମିକ ଥିବେ ନିହାତି ଏବଂ ଭାବରେ। ଆପଣଙ୍କ ପରେ ବର୍ତ୍ତମାନ ସିଏ ଭଗବାନଙ୍କୁ ମୁଁ ଡାକିବି ସେ ସୁସ୍ଥ ରୁହନ୍ତୁ, ଆଜ୍ଞା କାହିଁକିନା ଆଉ କିଛି ଯୋଉ ପ୍ରେମିକ ଆମର ଅଛନ୍ତି ଭୁବନେଶ୍ୱରରେ, ସିଏ ତାଙ୍କ ଜାଲରେ ପଡିକି ହେଲେ ସିଏ ତାଙ୍କର ହଜମ ହୁଅନ୍ତୁ। ନିହାତି ଭାବରେ। ନାଇଁ ଶୁଣନ୍ତୁ ଆଜ୍ଞା, ମୁଁ ଗୋଟେ ଜିନିଷ, ଥାନାକୁ ଯିବା କଥାଟା ମୁଁ ଆগে ଆପଣ ଯୋଉ ଏଇଠି ମନ ଦୁଃଖ ଶୁଣିଛନ୍ତି, କହୁଥିଲେ ଯେ ଏଇଠି ନାଇଁ ମୋ ମାଙ୍କୁ ବି ନେଇକି ଥାନାରେ ଛିଡା କରେଇଲେ, ସେଇଟା ବେଶୀ କଷ୍ଟଦାୟକ ହେଲା। ଆଉ ଆପଣ କହୁଥିଲେ ବି ଟଙ୍କା ପଇସା ଗୁଡାଏ ଆପଣଙ୍କର ଆକାଉଣ୍ଟରୁ ଆପଣ ସର୍ବଶାନ୍ତ ହେଇଯାଇଛନ୍ତି, ତାପରେ ମଧ୍ୟ ଥାନାରେ ଛିଡା ହେଲେ ଏବଂ ଭଗବାନଙ୍କ ଆଶୀର୍ବାଦରୁ ଏବଂ ଆପଣଙ୍କ ମା ବୋଧେ ଜୁତିଆ ଓଷା କରିଥିଲେ, ଆପଣ ବଞ୍ଚି ଯାଇଛନ୍ତି ଯେ ଆପଣ ଆତ୍ମହତ୍ୟା ଭଳି ଜଘନ୍ୟ ସେ ଯୋଉ ଷ୍ଟେପଟି ଆପଣ ନେଇନାହାନ୍ତି। କଣ କହିବେ ସେ ବିଷୟରେ? ନାଇଁ ଶୁଣନ୍ତୁ ଆଜ୍ଞା, ଏଇ ଯୋଉ 30 ତାରିଖ ମୁଁ ତାଙ୍କୁ ଦେଖିଲି, ଯୋଉ ଏଇ ତ ତାଙ୍କ ମନ, ଯେହେତୁ ସେ ଗୋଟେ ମ୍ୟାରେଡ ଲୋକ, ତାଙ୍କ ମନରେ କଣ ଆସିବ ଆଜ୍ଞା, ଯେ ମୋ ସ୍ତ୍ରୀ ପାଖରେ କାଳେ ଖବର ନ ପହଞ୍ଚାଉ? ଆଚ୍ଛା, ତ ଆପଣ ଡରେଇଥିବେ, ବୁଝିପାରିଲେ? ହଁ, ଡରିଛନ୍ତି। ଦେନ୍ ଏଇ ଯୋଉ, କାହିଁକିନା ରେକର୍ଡିଂ ଆପଣ ରଖିଛନ୍ତି। ଆଜ୍ଞା, ଏଇ ଯୋଉ ମାୟାବିନୀ ଯିଏ ଅଛନ୍ତି, ସିଏ ବି ମାନେ ତାଙ୍କର ବି ଡର ପଶିଗଲା ଯେ କାଳେ ଏଇଟା ପଦାକୁ ନ ଆସିଯାଉ, ଭାଇରାଲ ହେଇଯିବ। ଆଜ୍ଞା। ତ ସେପ୍ଟେମ୍ବର ଗଲା ଆଜ୍ଞା, ଅକ୍ଟୋବର 10ରେ ମତେ ଡାକିଲେ ମୀମାଂସା କରିବା ପାଇଁ। ତା ରେକର୍ଡିଂ ବି ଅଛି, ମୁଁ ଆପଣଙ୍କୁ ଶୁଣେଇବି ଯେ ଆସ ଦେଖା ହେବା ଏଟା ପାଇଁ। 2023 ଅକ୍ଟୋବର। ଆଜ୍ଞା, ଅକ୍ଟୋବର 10ରେ ମତେ ଡାକିଲେ ଆଜ୍ଞା, ଡାକିକି ଗାଡି ଭିତରେ ମାନେ ବସେଇଲେ ଯେ କଥା ଆମେ ହବା, ଆଚ୍ଛା, ଆମ ଭିତରେ ଛିଡେଇଦବା, ବୁଝିଲି। ଆମ ଭିତରେ ଆଉ ମନ ମାଳିନ୍ୟ ରହିବନି, ନା ତମର ମୋର ନା ତା ଭିତରେ, ମାନେ ଗୋଟେ ତ୍ରିକୋଣୀୟ ପ୍ରେମ ଆଜ୍ଞା, ବୁଝିପାରୁଛନ୍ତି ତ? ମାନେ ଏମିତି ହେଇଗଲା, ମାନେ ତ୍ରିକୋଣୀୟ ପ୍ରେମ। ସତେ ଯେମିତି ମୁଁ ଅଷ୍ଟମ ନବମ ଦଶମରେ ଆଜ୍ଞା ପଢୁଛି, ସ୍କୁଲରେ ପଢୁଛି ଏବଂ ସିଏ ଦାମିକିଆ ଘରର ଲୋକ, ମୁଁ ଗରିବ ଘରର ଲୋକ, ଠିକ ଅଛି, ମୁଁ ଏଠି ମୋ ପ୍ରେମକୁ ବଳିଦାନ ଦେଲି, ମାନେ ଏମିତି କଥା ହେଇଗଲା। ଆପଣଙ୍କୁ ଗାଡିରେ ବସେଇଲେ, ଆଜ୍ଞା, ତାପରେ ପୁଣି କଣ ନାଲି ହେଇକି ଡାକିଲେ, ଦେଖେଇଥିବେ? ବସେଇଲେ ଗାଡିରେ। ଇଏ ମ୍ୟାଡାମ ଯିଏ ଅଛନ୍ତି, ସିଏ ମତେ କହୁଛନ୍ତି, ମୋ ହାତକୁ ଧରିଦେଲେ ଆଗ। ନାଇଁ, ସେ ନା ନା, ମ୍ୟାଡାମଙ୍କର ତ ଯଦି ଆକ୍ଚୁଆଲି ମ୍ୟାଡାମ ଶୁଣନ୍ତୁ, ମ୍ୟାଡାମ ବସୁଛନ୍ତି ସାଇଡ ରେ, ମୁଁ ବସି ତାଙ୍କ ନେକ୍ସନ ଗାଡି, ବୁଝିପାରୁଛନ୍ତି? ବସ ମୋ ହାତକୁ ହିଁ ଧରି ପକେଇଲେ, କାହିଁକି ନା ତା ପୂର୍ବରୁ ସବୁ ରେକର୍ଡିଂ, ସବୁ ଭିଡିଓ, କାଳେ ଆପଣ କାଳେ ଆଉଥରେ ମୁଁ ରେକର୍ଡିଂ ଆଉଥରେ କରିଦେବେ, ରେକର୍ଡିଂ ନ କରିଦିଏ, ତେଣୁ ମୋବାଇଲ ଟାକୁ ସେ ଧରିଛନ୍ତି ହାତରେ, ଧରିଦେଲେ। ମୋ ଏଇ ପକେଟରେ ମୋବାଇଲ ଅଛି ନା ମୋର, ତ ଆପଣଙ୍କ ଡାହାଣ ପଟ ହାତଟାକୁ ସେ ଧରିଛନ୍ତି। ଧରିଛନ୍ତି, କାଳେ ମୁଁ ମୋବାଇଲ କାଢିକି ତା ରେକର୍ଡିଂ ନ କରିଦିଏ। ଦେନ୍ ମତେ ସେ କହୁଛନ୍ତି, ମୁଁ ତାଙ୍କୁ ଭଲ ପାଇଯାଇଛି, ମୁଁ କରିବି କଣ ଆଉ? ମାନେ ସେ ବାହା ହେଇଥିବା ଲୋକଟା କହୁଛି। ନା ନା, ଆଚ୍ଛା, ମ୍ୟାଡାମ ଇଏ କହୁଛନ୍ତି, ହଁ ଆପଣଙ୍କ ମାୟାବିନୀ କହୁଛନ୍ତି। ହଁ, ଆଚ୍ଛା, ମୁଁ ତାଙ୍କୁ ଭଲ ପାଇଯାଇଛି, ମୁଁ ଆଉ କରିବି କଣ? ତୁ ମୁଁ ଆଉ ମତେ କିଛି, ଯୋଉ ଭଲ ପାଉଥିଲି, ତାହେଲେ ତାର କଣ ହବ? ସେଇଟା କିଛି ମୁଁ ଭଲ ପାଉନଥିଲି। ସେଇଠି ପଚାରିଥାନ୍ତେ ଯେ ଆଗରୁ କେତୋଟି ପ୍ରେମ ଆଗରୁ ନା ନା, କରାହେଇଛି ନା ମୁଁ ଥିଲି ତମ ଭାଗ୍ୟରେ? ନା ନା, ସିଏ ତ ମତେ ଆଗରୁ କହିଥିଲେ ଯେ ତାଙ୍କର 2 ଜଣ ଥିଲେ ବୋଲି, ବୁଝିପାରୁଛନ୍ତି? ହେଁ? ହଁ, ଓ ସେ କହିଲା ପରେ ବି ଓ ଆପଣଙ୍କର ହଁ, ତାଙ୍କର ଟିକେ ନିବିଡତା ବଢି ଯାଇଥିଲା। ଆଜ୍ଞା। ସେଠୁ ଧରିଲା ପରେ ଦେନ୍ ମୁଁ କହିଲି ଏସବୁ ଜିନିଷ କଣ ଠିକ କଥା? ଭାଇ ତାକୁ ପଚାରୁଛି, ସେ ଯୋଉ ଅଛନ୍ତି, ମୁଁ କହିଲି ଭାଇ ତମେ କଣ ତାଙ୍କୁ ସତରେ ଭଲ ପାଉଛ? ଯଦି କୁହ, ନହେଲେ ମୁଁ ମୋର ସାଇଡ ହେଇଯିବି, କିଛି ଅସୁବିଧା ନାହିଁ। ତମେ ତ ଆଜି ପର୍ଯ୍ୟନ୍ତ କହୁଛ ନାଇଁ, ତାର ମୋର ସେମିତି କିଛି ନାହିଁ। ତାର ଉଗ୍ର ରୂପ ମତେ ସେ ଦେଖିବା ପାଇଁ ଚେଷ୍ଟା କଲେ ଯେ, କହିଲେ ସେଦିନ ଯୋଉ ଦେଖିଲୁ ଯାହା ଆମ ଭିତରେ, ଯାହା ବି ଯଦି ସେଟା ପଦାକୁ ଆସେ, ସାମ୍ନାକୁ ଆସେ, ଦେନ୍ ତୋର ସେଦିନ ଶେଷ ଦିନ, ମାନେ ମାରିଦେବେ। ଆଜ୍ଞା। ଆଚ୍ଛା, ମାରିବେ କେମିତି? ଡିଫରେଣ୍ଟ ତାଙ୍କର, ଆମର ଯୋଉ ଆପଣ ଜାଣିଥିବେ ଯୋଉ ଆରଡିସି ହେଲା, ଯୋଉ ରେଡିମିକ୍ସ କମ୍ପାନୀ ଗୁଡା ସବୁ ବୁଝିଲି, ଅଛନ୍ତି, ବୁଝିଲି, ସେଥିରେ ସେ ବୁଝିଲି, ଗାଡି ଲଗେଇଛନ୍ତି, ବୁଝିପାରୁଛନ୍ତି? ବୁଝିଲି। ଓ ସେଇଥିରେ କଣ ଆପଣଙ୍କୁ ମାରିକି ଗାଡି ଫେଣ୍ଟି ଦେଇକି? ଗାଡିରେ ଫେଣ୍ଟି, ସେ ସେଇ ୱାର୍ଡ ହିଁ କହିଲେ କି ପୁରେଇ ଦେବି,
ଫେଣ୍ଟି ଦେବି, ରାସ୍ତା କଡରେ ସିମେଣ୍ଟରେ ପୋତି ଦେବି, କେହି ଜାଣିପାରିବେନି କୁଆଡେ ଗଲୁ ବୋଲି। ହଁ ଏଟା 1980 ମସିହା ତ ଜାଣିପାରିନି କେହି ଆଉ। କେହି ଜାଣିପାରିବେନି କୁଆଡେ ଗଲୁ ବୋଲି, ମାନେ ଏଇ ୱାର୍ଡରେ ପୁରା। ଯଦି ବାହାରକୁ ଗଲା ଆଉ ତୁ ଚିହ୍ନିନୁ ମୁଁ କଣ, ତୁ ଜାଣିନୁ ବି ମୁଁ କଣ କରିପାରେ। ନାଇଁ ସେଇଠି ଗୋଟେ ବଢିଆ କଥାଟା ଆପଣ କରିପାରିଥାନ୍ତେ, ଅବଶ୍ୟ କରିପାରିନାହାନ୍ତି ଆପଣ। ହଁ। କହିଥାନ୍ତେ ମୁଁ ତ ପଛେ ମରିବି କିନ୍ତୁ ହୁଁ। ତୁମ ଦିଟା ପରିବାରକୁ ସାରା ସଂସାର ଆଗରେ ମାରି ଦେଇକି ଯିବି। ସେମିତି ଆମେ ନୁହନ୍ତି ଏ ନା ଆଜ୍ଞା। ଭିଡିଓଟି ଭାଇରାଲ ମୁଁ କରିବା କଥା କରିବି। ସେଇ କାଟାଗୋରୀ ଲୋକ ଆମେ ନୁହଁ ନା ଆଜ୍ଞା। ହଁ ଆପଣ ଟିକେ ସଂଯମତା ରକ୍ଷା କଲେ ଏବଂ କାହିଁକି ନା ଶୁଣନ୍ତୁ ଆଜ୍ଞା, ସେତିକି ଆପଣଙ୍କର ନୁହଁ, ସେତିକି ବି ନାଇଁ, ନୁହଁ। ଆପଣଙ୍କର ସିଏ ସ୍ତ୍ରୀ ହେଇ ପାରିଥାନ୍ତେ ହେଲେନି ଅଲଗା କଥା, ସିଏ କାହାର ନା କାହାର ଗୋଟେ ଭଉଣୀ ହେବେ, କାହାର ନା କାହାର ଝିଅ ହେବେ, ତ ଆପଣ ସେଟାକୁ ଗୁରୁତର ହିସାବରେ ନେଲେ। ଗୋଟେ ନାରୀର ସବୁଠୁ ବଡ ଅଳଙ୍କାର କଣ ଜାଣିଛନ୍ତି? ତାର ଲଜ୍ଜା, ଇଜ୍ଜତ। ହଁ ଲଜ୍ଜା, ତ ଇଜ୍ଜତ ସେଇଟା ମୋ ତାର। ଘରେ ଭଉଣୀ ନାହିଁ ବଟ ମୁଁ ଜାଣିଛି ଗୋଟେ ନାରୀର ଇଜ୍ଜତ କଣ, ହଁ ବୁଝିପାରୁଛନ୍ତି ତ? ମୋ ଘରେ ଭଉଣୀ ନାହିଁ ବଟ ମୁଁ ଜାଣିଛି କାହାର ଇଜ୍ଜତକୁ ଆମେ ମାଟିରେ କାହିଁ ପକେଇବୁ। ମୁଁ ସେଥିପାଇଁ ସେଠି ଚୁପ୍ ରହିଗଲି। ପରବର୍ତ୍ତୀ ଷ୍ଟେପ୍ ଯୋଉ ହେଲା, ସିଏ ଯୋଉ ଜଣ ଅଛନ୍ତି, ଯିଏ ବ୍ୟକ୍ତି ତାଙ୍କର ଯିଏ ଏବେ ପ୍ରେମିକ ଅଛନ୍ତି, ସିଏ କଣ କଲେ ନା ମତେ କହିଲେ ଦେଖିବୁ ଏକ୍ସାମ୍ପଲ ଦେଖିବୁ କଣ କରିବି। ମାନେ ତାଙ୍କ ଗାଡିର ଷ୍ଟେରିଂ ରେ ବସିଥିଲେ, ଡ୍ୟାସବୋର୍ଡରୁ ବନ୍ଧୁକଟା ବାହାର କଲେ, ମୋ ମୁଣ୍ଡରେ ଲଗେଇଲେ। ଆଜ୍ଞା ମୁଁ ତ ପ୍ରଥମ ଥର ବନ୍ଧୁକ ଦେଖିବା ଲୋକ। ତାହେଲେ ଆପଣଙ୍କୁ ମାନେ ବନ୍ଧୁକ ଦେଖେଇକି ପୁରା ମାରିବା। ମୁଣ୍ଡରେ ଲଗେଇଲେ, ମ୍ୟାଡାମ ବସୁଛନ୍ତି ସାଇଡ ରେ, ମ୍ୟାଡାମ ମୁରୁକି ମୁରୁକି ହସୁଛନ୍ତି, ବୁଝିପାରୁଛନ୍ତି? ମାନେ ମୋର ବଡି ପୁରା ସେଭରିଂ ହବା ଲାଗିଲାଣି, ମାନେ ଥରୁଛି, ମୋ ଗୋଡ ଥରୁଛି, ନିହାତି ଜଣେ ଯିଏ ସେ ଡରିବ। ବୁଝୁଛନ୍ତି? ମୁଁ ଭାବୁଛି ଯେ କାଳେ ମୋର ଏଟା ଆଜି ଲାଷ୍ଟ ଦିନ, ମୁଁ ଏଠି ମାରିଦେବେ କଣ ଆଜ୍ଞା ଅଛି। ଆପଣ ବାଲିଅନ୍ତା ରୋଡରେ ଯିବେ ସନ୍ଧ୍ୟାବେଳ ଟାଇମରେ, କିଏ ଯାଉ ସେପଟେ କହୁନାହାନ୍ତି? ଆପଣ ଯେତେବେଳେ ଅଟଳା ଯିବେ ଆଜ୍ଞା, ଦିଟା କେନାଲ ରୋଡ ଅଛି, ସେତେବେଳକୁ ସେ କେନାଲ ରୋଡ ନୂଆ କାମ ହଉଥିଲା, ସେଠି କେହି ନାହାନ୍ତି ଆଜ୍ଞା, ସନ୍ଧ୍ୟାବେଳ ହବ। ମୁଁ ସେ ରାସ୍ତା ବି ଦେଖିଛି, ମାନେ ପତଳା ରାସ୍ତା ଏବଂ ରାସ୍ତାରେ ଆଲୁଅ ବି ନାହିଁ, ଅନ୍ଧାର ଆଲୁଅ ରାସ୍ତା, ନାହିଁ, ପୁରା ଅନ୍ଧାର ରାସ୍ତା। ଏବଂ ଏପଟେ ନାଳ ଅଛି ଏବଂ ଯିଏ ନେଇ ସେ ଚାହିଁଲେ ବି ଜଣକୁ ମାରିକି ବି ମାରିକି କିଛି ନା ନାଳରେ କିଛି ପକେଇ ଦେଇପାରେ, କିଛି ନା କିଛି କରିଦେଇପାରେ। ଭଲ କଥା କହିଲେ। ତ ଆପଣ ବିଲିଭ କରନ୍ତୁ, ସେଠୁ ମତେ ଗାଡିରୁ ଓହ୍ଲେଇଲେ, ସେ ତାଙ୍କ ବାଟରେ ସିଏ ଗଲେ। ବାଟରେ ଗଲେ। ଗଲା ପରେ ସେଠୁ ସେମାନଙ୍କ ମନରେ ଆଜ୍ଞା, ଚୋର ଯିଏ ଚୋରି କରିଥିବ ତା ମନରେ ତ ସଦାବେଳେ ଆଜ୍ଞା କୋଶ୍ଚିନ୍ ଆସୁଥିବ ନା, ହଁ, କାରଣ ପ୍ରଶ୍ନ ପ୍ରମାଣଟା ଉଠୁଥିବ, ଆପଣଙ୍କ ପାଖରେ ମୋ ଅଛି। ପାଖରେ ପ୍ରମାଣ ଅଛି। ତ ସେଠୁ ସେ କଣ କଲେ ନା, ସେଠୁ ପ୍ଲାନିଂ କଲେ ଯେ ମତେ କେମିତି ଫସେଇବେ, ବୁଝିପାରୁଛନ୍ତି? ଆଚ୍ଛା, ଇଏ ତ ଗଲା ଆଜ୍ଞା, ଯୋଉ ଥାନାକୁ ଯିବା କଥାଟା ମୁଁ ଆପଣଙ୍କୁ କହିବି, ତା ପୂର୍ବରୁ ଆମେ ଟିକେ ଫ୍ଲାସବ୍ୟାକ୍ କୁ ପଳେଇ ଆସିବା, ବୁଝିପାରୁଛନ୍ତି? କାହିଁକିନା ସେତିକି ଭିତରେ ଆମେ ବହୁତ ସାରା ଡିସ୍କସନ ବି ଏପର୍ଯ୍ୟନ୍ତ କରିନାହାନ୍ତି। ମୋ ସହିତ ମିଶିବାର 2 ମାସ ପରଠୁ ତାଙ୍କଠୁ ମୋଠୁ ପଇସା ନବା ଷ୍ଟାର୍ଟ ହେଇଗଲା ଆଜ୍ଞା, ଆଚ୍ଛା, ବୁଝିପାରୁଛନ୍ତି? ସେ ବି ତ ଚାକିରି କରିଥିଲେ। ନା, ଚାକିରି କରିଥିଲେ ବଟ ସେତେବେଳକୁ ସେ ଚାକିରିର ଦରମାଟା ପାଇନଥିଲେ ନା। ଆଚ୍ଛା, ମାନେ ଦରମା ପାଇଥିଲେ ବଟ ଅଳ୍ପ ଅଳ୍ପ, ଯେମିତି ଆମର ଜଣେ ତାଙ୍କର ଜଏନିଂ ଯାହା ବି ହେଲା, ହଁ ଠିକ ଅଛି, ସେଇ ସମୟରେ ନେଇକି ଚଳୁଥିଲେ ଆଉ କଣ। ତାଙ୍କ ଘରକୁ ଦରକାର ହେଲା। ଠିକ ଅଛି। ହଁ, ଯୋଉ କୋଶ୍ଚିନ୍ ଟା ଆପଣ ମତେ କରିଥିଲେ କି ଯେ ଆପଣଙ୍କ ପୂର୍ବରୁ ବି ବହୁତ ସାରା ଥିବେ, ହଁ ଆଜ୍ଞା ମୋ ପୂର୍ବରୁ ବହୁତ ସାରା ଥିଲେ। ଆଜିକା ଡେଟରେ ଆଜ୍ଞା, ଯେତେବେଳେ ଆପଣ ଭଗବାନ ବି ଖୋଜୁଛନ୍ତି, ଭଗବାନ ପାଇ ଯାଉଛନ୍ତି। ବଟ ଯଦି ଗୋଟେ ଲୋକ ବିଷୟରେ ଆପଣ ଜାଣିବାର ଅଛି ନା, ଯଦି ଆପଣ ଡିପଲି ତା ପାଖକୁ, ମାନେ ତା ବିଷୟରେ ଜାଣିବା ପାଇଁ ଚାହିଁବେ, ସବୁ ଜାଣିଯିବେ। ହଁ ଜଣା ପଡିବ ଆଜ୍ଞା। ତ ମୁଁ ସେଇଠୁ ଯେତେବେଳେ ଏଇ ଯୋଉ ବନ୍ଧୁକ ଫନ୍ଧୁକ ମତେ ଦେଖେଇଲେ, ତାପରଠୁ ମୁଁ ଡିପଲି ଯିବା ଆରମ୍ଭ କଲି ଯେ ଇଏ ଆଙ୍କର ମୋ ସହିତ ଛାଡିକି ଆହୁରି କଣ କଣ ଅଛି। ଆଚ୍ଛା, ତ ଯୋଉମାନଙ୍କ ନାଁ କହିକି ମୋଠୁ ସବୁ ପଇସା ପତ୍ର ମାଗିଥିଲେ, ତାଙ୍କୁ ଦେବି ତାଙ୍କୁ ଦେବି ତାଙ୍କୁ ଦେବି, ତ ସେମାନଙ୍କୁ ଯାଇ ଆପଣ ଭେଟିଲେ। ଆଜ୍ଞା। ତାଙ୍କର ଭେଟିଲା ପରେ ଜାଣିବାକୁ ପାଇଲି ତାଙ୍କର ଯୋଉ ସ୍କୁଟିଟି ଅଛି ସୁଜୁକି ଆସେସ୍, ସେ ସ୍କୁଟିଟା ଆଜ୍ଞା କିଣିବା ପାଇଁ ତାଙ୍କ ଗାଁର ଗୋଟେ ବନ୍ଧୁ ତାଙ୍କୁ ଦେଇଥିଲେ 25,000 ଟଙ୍କା। ସେ 25,000 ଟଙ୍କାଟା ଆପଣଙ୍କଠୁ ନେଇକି ସେ ତାଙ୍କୁ ଦେଲେ। ନା, କହୁଛି ଆପଣଙ୍କୁ, ଖାଲି ସେଇ 25,000 ନୁହଁ ଆଜ୍ଞା, ତାଙ୍କ କ୍ରେଡିଟ କାର୍ଡ, ତାଙ୍କଠୁ ବାରମ୍ବାର ପଇସା ଆଣିବା, ତାଙ୍କ ଭଉଣୀ ବି ଜାଣିଛନ୍ତି, ଆଚ୍ଛା, ବୁଝିପାରିଲେ? ତାଙ୍କ ଭଉଣୀ ବି ଜାଣିଛନ୍ତି। ତ ଆଣିବା, ତାଙ୍କଠୁ ପାଖାପାଖି 1.5 ଲକ୍ଷ ଟଙ୍କା ଆଜ୍ଞା ଆଣିଥିଲେ, 1.5 ଲକ୍ଷରୁ 2 ଲକ୍ଷ ଟଙ୍କା, ବୁଝିପାରୁଛନ୍ତି? ଯେତେବେଳେ ମୋ ସହିତ ସେ ବୁଲିବା ପାଇଁ ଯାଆନ୍ତି, ସେତେବେଳେ ମତେ କହନ୍ତି, ମାନେ ସେ ପିଲାଟି ଫୋନ କରେ, ମତେ ପଇସା ଦରକାର ଅଛି, ତ ଇଏ ମତେ ମାଗନ୍ତି, ଦେଇଦବା ତାକୁ, ଦେଇଦବା, ମତେ ସେ ଏମିତି କହୁଛି ସେମିତି କହୁଛି, ଘରେ ଆସି ବସିବ କହୁଛି, କଣ କରିବି କଣ କରିବି। ତ ଯେହେତୁ ମୋର ତାଙ୍କ ସହିତ ଗୋଟେ ପ୍ରେମ ସମ୍ପର୍କ ନାଇଁ, ଅଛି। ବାହା ହେଇଥାନ୍ତି ମୁଁ ତାଙ୍କୁ, ହଁ, ହଁ। କହିବାକୁ ଗଲେ ମୋ ଘରକୁ ଆଜ୍ଞା ଜଣେ ଆସୁଛି, ମୋ ଘର ଲୋକ ଆପ୍ରୁଭାଲ ଦେଇ ସାରିଛନ୍ତି ବାହାଘର ପାଇଁ, ଫେବୃଆରୀ ମାସରେ ବାହାଘର ହବ, ଡିସେମ୍ବର ମାସରେ ଏଙ୍ଗେଜମେଣ୍ଟ ହବ, ତ ମୁଁ କାହିଁକି ମାନେ ସନ୍ଦେହ କାହିଁ କରିବ ବା କାହିଁକି ମନା କରିବ? ଠିକ ଅଛି, 25,000 ମାଗୁଛି, ଆମେ ତାକୁ ଦେଇଦବା। ମୋ ନିଜ ଲୋକ ଭାବିକି ଆଜ୍ଞା ଦେଲି, ବୁଝୁଛନ୍ତି ତ? 25,000 ନୁହଁ, ମୋଠୁ ସେ ତାକୁ ଦେବା ପାଇଁ ପାଖାପାଖି 83ରୁ 84,000 ଟଙ୍କା ନେଇଛନ୍ତି, ବୁଝିବେ? ତାକୁ ଦେବା ପାଇଁ, ବଟ ତାକୁ ଦେଇନାହାନ୍ତି। ତ ଆପଣ ଯାଇକି ପରେ ବୁଝିଲା ପରେ ଜାଣିଲେ, ତାଙ୍କ ଲୋକଙ୍କ ସାଙ୍ଗେ ଭେଟିଲା ପରେ ଯେ ସେ ଟଙ୍କା ବି ମିଳିନାହିଁ। ନା, ତାଙ୍କୁ ମିଳିନାହିଁ, ଇଏ ନେଇଛନ୍ତି ମୋଠୁ। ଆଚ୍ଛା, ଯୋଉଠି ଚାକିରି କରିଥିଲେ ଆଜ୍ଞା, କୋଭିଡ ଟାଇମରେ ତାଙ୍କର ଇଏ ଥିଲେ ମାର୍କେଟିଂ ମ୍ୟାନେଜର, ବୁଝିପାରିଲେ? ମାନେ ମାର୍କେଟରୁ ପଇସା ଆସେ, ୟାଙ୍କ ପାଖରେ ହ୍ୟାଣ୍ଡେଲ କରନ୍ତି। ସେଇ ଯୋଉ ବ୍ୟକ୍ତି ଜଣକୁ ଯଦି କେବେ ଯାଇକି କିଏ ପଚାରିବେ, ସେ ପଇସା ଡିପୋଜିଟ ହେଇନଥିବ ନା, କୋଭିଡରେ ତ ଇଏ ତାଙ୍କର ଖାଇଯାଇଛନ୍ତି ପଇସା, ବୁଝିଲି। ପ୍ରଥମ କୋଭିଡରେ, ବୁଝିପାରୁଛନ୍ତି? ତ ପାଖାପାଖି 160ରୁ 180,000 ଟଙ୍କା ତାଙ୍କର ବି ଖାଇଯାଇଛନ୍ତି, ବୁଝିପାରୁଛନ୍ତି? ନାଇଁ, ଆପଣ ଧୀରେ ଧୀରେ ଶୁଣନ୍ତୁ, ଆଉ ଆଖି ସେତିକି ନୁହଁ ଆଜ୍ଞା, ଚଞ୍ଚଳ ଆପଣଙ୍କର ହେଇଯାଉଥିଲା ଯେ ସେତିକି ଏତେ ନୁହଁ ଆଜ୍ଞା, ଗୁଡାକ କୋର୍ଟର ନୋଟିସ, ପଇସାର ଚିଠା, ଏ ତ କିଛି ବୁଝି ହଉନି ଆଜ୍ଞା। ସେତିକି ନୁହଁ ଆଜ୍ଞା, ଶୁଣନ୍ତୁ, ସିଏ ସେ ପଇସା ବି ସବୁ ଯାକ ନୋଟିସ, ଆଜ୍ଞା, 20,000, 25,000, 20,000, 25,000, 12,000, 6,000, 7,000, 15,000, 25,000, 10,000,
10,000 10,000 25,000 ଅକ୍ଟୋବର 4 2021 10,000 25,000 ତ ସବୁ ପଇସା ଆପଣଙ୍କ ଆକାଉଣ୍ଟରେ ହିଁ ଯାଇଛି। ଆପଣ ତ ଏଠି ଚିଠାଟା ଦେଇଛନ୍ତି ମତେ, ମୁଁ ତ ଦେଖି ମାନେ ଆଶ୍ଚର୍ଯ୍ୟ। ତା ମାନେ ତ ଶୁଣନ୍ତୁ। ଲକ୍ଷାଧିକ ଟଙ୍କା ହବ ଇଏ। ଶୁଣୁନାହାନ୍ତି କହୁଛି ଆପଣଙ୍କୁ, ସିଏ ତାପରେ ବି ଯାଇକି ମା ଆଉ ଆପଣ ଯାଇକି ଥାନାରେ ଠିଆ ହେଲେ। ଠିଆ ହେଲୁ କାହିଁକି ସେଇଟା ବି ଆପଣଙ୍କୁ କହୁଛି। ତାର ମାନେ ସେ ଯୋଉ ପଇସା ତାଙ୍କଠୁ ସେଇ ଯୋଉ ନେଇଛନ୍ତି ତାଙ୍କ ପାଇଁ ବି ମୋଠୁ ପଇସା ନବା ଏ ସବୁ ଯେତେବେଳେ ହେଲା, ଏଇ ଯୋଉ ମଝିରେ କଣ ହେଇଛି ନା, ସେ ଯୋଉ ଆପଣ ଜାଣିଥିବେ ଆମର ଚାଇନିଜ ଆପ୍ ସବୁ ଆସିଥିଲା କି 2,000 ଟଙ୍କା ଆପଣ ଉଠେଇବେ, 4,000 ସୁଝିବେ, 8,000 ଆଣିବେ, 16,000 ଦେବେ 7 ଦିନ ଭିତରେ, ନହେଲେ ଆପଣଙ୍କ ନାଁରେ ଆପଣଙ୍କୁ ସେ ଆପଣଙ୍କର କଣ୍ଟାକ୍ଟ, ଆପଣଙ୍କର ଡିଟେଲ୍ସ ସବୁ ହଁ, ସେ ସୋସିଆଲ ନେଇଯାନ୍ତି। ମିଡିଆ ଆଜ୍ଞା, ହ୍ୟାଣ୍ଡେଲ social ଗୁଡାକୁ media ସେ ମାନେ ନେଇଯାନ୍ତି। ଇଏ କରିକି ଆଜ୍ଞା, ବ୍ଲାକମେଲ କରନ୍ତି। ବ୍ଲାକମେଲ କରନ୍ତି। ତ ତାଙ୍କର ବି ସିଏ ସେଇଥିରେ ବି ଆଜ୍ଞା ମତେ ନୋମିନି ପକେଇଛନ୍ତି। ମାନେ ମୁଁ ପଢିଛି ତାଙ୍କ କପୁଲ ହିସାବରେ, ବୁଝିପାରୁଛନ୍ତି। ଆଚ୍ଛା, ମୁଁ ତାର ବି ସ୍କ୍ରିନଶଟ ଆପଣଙ୍କୁ ଦେଇଦେବି। ଏଠି ଆଉ ସେ କମ୍ପାନୀ ତରଫରୁ ଆପଣଙ୍କୁ ଫୋନ ଆସିଥିବ। ଆଜ୍ଞା ଡେଫିନେଟଲି ମତେ ମାସେ ସେମାନେ ଉଠେଇ ବସେଇ ଦେଇନାହାନ୍ତି, ଭାବନ୍ତୁ। ଆଚ୍ଛା, ହେଲା, ମାନେ ସେ ସେଠୁ ପଇସା ଆଣିଛନ୍ତି। ଯେ ତାଙ୍କର ଗୋଟେ ସାନ ଭଉଣୀ ଅଛି, ହେଲା, ସେ ଯୋଉ ସାନ ଭଉଣୀଟି ମାନେ କଣ ପାଇଁ କହୁଛି, ପୁରା ଫ୍ୟାମିଲିଟା ପୁରା ସେଇଭଳିଆ। କାହିଁକିନା ତାଙ୍କ ସାନ ଭଉଣୀ ଏଠିକି ସେତେବେଳେ ଆସେ ଯେତେବେଳେ ତାଙ୍କ ବୟଫ୍ରେଣ୍ଡ ସହିତ ଦେଖା କରିବାର ଥିବ ତାଙ୍କର, ବୁଝିପାରିଲେ। ଭୁବନେଶ୍ୱରରେ ସେ ଗୋଟେ ବୟଫ୍ରେଣ୍ଡ ରଖିଛନ୍ତି, ତାଙ୍କ ସାନ ଭଉଣୀ। ଆଜ୍ଞା, ତାଙ୍କ ମାଉସୀ ଝିଅ। ଆଚ୍ଛା, ତାଙ୍କର ସେଠୁ ମାଉସୀ ଝିଅ ତାଙ୍କ ଗାଁରୁ ଯେତେବେଳେ ଏଠିକି ଆସନ୍ତି, ସେ ତାଙ୍କର ଗୋଟେ ବୟଫ୍ରେଣ୍ଡ ରଖିଛନ୍ତି ବୋଲି ଏଠିକି ଆସନ୍ତି। ଆଚ୍ଛା, ଯେତେବେଳେ ତାଙ୍କ ବୟଫ୍ରେଣ୍ଡ ସହିତ ଦେଖା ଚାହାଁ ସବୁ ହେଇଯିବ, ଦେନ୍ ସେ ଯିବେ। କାହିଁକି କହୁଛି ଆଜ୍ଞା, କାହିଁକିନା ମତେ ବି ସେ ସେଥିରେ ବି ନେଇକି ଯାଇଛନ୍ତି ତାଙ୍କ ବୟଫ୍ରେଣ୍ଡ ସହିତ ଦେଖା କରିବା। ମାନେ ଭାବନ୍ତୁ, କିଛି କାମ ନଥିବ, ମୋ ମାନେ ଛୁଟି ଥିବ ରବିବାର ଦିନ, ତ ମୁଁ ବି ହବ ଯିବି। ଆପଣ ଏକାଧାରରେ କହିପାରିବେ ସେଟା ଗୋଟେ ପ୍ରେମୀ ପରିବାରଟିଏ। ଆଜ୍ଞା, ସେ ସମସ୍ତଙ୍କୁ ପ୍ରେମ କରନ୍ତି, ଆପଣ ତାକୁ ଗୋଟେ ଅଲଗା ଇଏରେ ନା ଅଛି। ନା କିନ୍ତୁ ପ୍ରେମ, ଥାନାକୁ ଯିବାଟା ମାନେ ଆପଣଙ୍କ ମାଙ୍କୁ ନେଇକି ଥାନାରେ ଛିଡା କରିବା ଏବଂ ଆପଣ ଆତ୍ମହତ୍ୟା ପ୍ରବଣ ଆପଣଙ୍କ ମୁଣ୍ଡ ଭିତରେ ପଶିବା, ଲକ୍ଷାଧିକ ଟଙ୍କାଟା ଦେଇଦବା, ସେ ପ୍ରେମୀ ପରିବାର ଭିତରେ ଆପଣ ବି ଦଳିମକଚି ହେଇଗଲେ। ଏବଂ ଯଦି କହିବାକୁ ଯିବେ, ଏଠି ତ ମୋ ପାଖରେ ଚିଠା ଅଛି, ଆପଣ ଗୁଡାଏ ପଇସା ବି ଦେଇଛନ୍ତି, ଗୁଡାଏ କୋର୍ଟରୁ ଥାନାରୁ ନୋଟିସ ଶୁଣୁନାହାନ୍ତି, ଆସିଛି, କୋର୍ଟରୁ ଶୁଣନ୍ତୁ ନୋଟିସ ଆସିଛି। ଶୁଣନ୍ତୁ ସିଏ କାହିଁକି ଏଇଟା ହେଲା, ଏଥିପାଇଁ ଏଇ ଯୋଉ କଥାଟା କହୁଥିଲି ଆପଣ, ସେ 3 ଲକ୍ଷ ଟଙ୍କା ସେଠୁ ଆଣିଛନ୍ତି। ଦେନ୍ ତାପରେ ତାଙ୍କ ଭାଇଙ୍କର ବାହାଘର ଠିକ ହେଲା, ବୁଝିଲେ, ଏଙ୍ଗେଜମେଣ୍ଟ ହବ। ଦେନ୍ ମ୍ୟାଡାମ ଆମର ଯାଇଥିଲେ ଏଠି ସେଇ 6 ନମ୍ବର ପାଖରେ କୋଉଠି ଗୋଟେ ଯାଇଥିଲେ, କାହା ସହିତ ମୁଁ ଜାଣିନି, କାହା ପାଖକୁ ଯାଇଛନ୍ତି। ଆଫଗାନିସ୍ତାନରୁ କିଛି ଲୋକ ଆସିଛନ୍ତି ଯୋଉମାନେ କି ଇଣ୍ଟରେଷ୍ଟ ଦଉଛନ୍ତି, ବୁଝିପାରିଲେ। ଆଫଗାନିସ୍ତାନରୁ ଭୁବନେଶ୍ୱର ଲୋକ ଇଣ୍ଟରେଷ୍ଟ ଆଜ୍ଞା ଦଉଛନ୍ତି। ଆଜ୍ଞା ଆଜ୍ଞା। ଆଚ୍ଛା, ତ ମତେ କହିଲେ କି ସିଏ ଆସିଛନ୍ତି ଆଉ ସେ ଇଣ୍ଟରେଷ୍ଟ ଦଉଛନ୍ତି। ମୁଁ ଯାଇଥିଲି, ମୋ ଦରକାର ଅଛି, କାହିଁକିନା ମୋର ଏମାନେ ମତେ ଉଠେଇ ବସି ଦଉନାହାନ୍ତି। ଆଚ୍ଛା, କୋଉମାନେ, ଯୋଉ ଏଇ ଯୋଉ ଲୋନ ବାଲା, ଚାଇନା ହଁ, ଯୋଉ କାହିଁକିନା ସିଏ ସମସ୍ତଙ୍କୁ ଅଲରେଡି ସ୍ପ୍ରେଡ କରି ଆରମ୍ଭ କଲେଣି। ବୁଝିଲି। ଇଏ ବି ମଝିରେ ତାଙ୍କୁ ହ୍ୱାଟ୍ସଆପ ରେ ତାଙ୍କର ଷ୍ଟୋରି ଦେଲେ କି ମୋର ହ୍ୱାଟ୍ସଆପ ହ୍ୟାକ୍ ହେଇଯାଇଛି, ମୋର କିଛିଟା ଫଟୋ ହ୍ୟାକ୍ ହେଇଯାଇଛି, ଲୋକ ମୋର ଫଟୋକୁ ମିସ୍ ୟୁଜ କରୁଛନ୍ତି। ଷ୍ଟୋରିରେ ପକେଇଲେ ବି ଲୋକ ଦେଖିଛେ, ଯୋଉମାନେ ବି ମୋ କଥା ଶୁଣୁଛନ୍ତି, ମତେ ଜାଣିଛନ୍ତି, ସେମାନେ ଜାଣିପାରିବେ କି ଏଇଟା ହେଇଛି, ବୁଝିପାରୁଛନ୍ତି। ଦେନ୍ ମୁଁ କହିଲି ହଉ ଠିକ ଅଛି, ଦେଖ ତମକୁ କଣ ସୁବିଧା ଲାଗୁଛି। ତ ସେମାନେ କହିଲେ ଯେ ଯେହେତୁ ଲେଡିଜ ଲୋକ, ଆଜ୍ଞା ଆମେ ଆପଣଙ୍କୁ ଦେଇପାରିବୁନି ପଇସା, ଆପଣଙ୍କର କିଛି ମର୍ଗେଜ ରଖିବା ପାଇଁ ଅଛି କି? ଆଚ୍ଛା, ସୁନା ହେଲା, ସୁନା ହେଲା, ଗାଡି ହେଲା କିଛି, ତ ଆଙ୍କ ମୁଣ୍ଡରେ ଭୂତ ପଶିଲା ଯେ ଗାଡି। ଆଚ୍ଛା, ମୁଁ ଆପଣଙ୍କୁ କହିବାକୁ ଭୁଲି ଯାଇଛି ଆଜ୍ଞା, କି ତାଙ୍କ ନାଁରେ ମୁଁ ଗୋଟେ ଗାଡି ବି କିଣିଥିଲି। ଗାଡି ବି କିଣି ଦେଇଥିଲେ? ଆଜ୍ଞା, ହଁ, 2 ହ୍ୱିଲର ହେଇଥିବ। ନାଇଁ, ଆଉ 2 ହ୍ୱିଲର ତ ସେ ଲୋକ ଦେଇଥିଲା ଯିଏ ପୂର୍ବରୁ ମୋର ଥିଲେ। ସେ ଯୋଉ 25,000 ଟଙ୍କା ବାଲା। ଆଚ୍ଛା, 4 ହ୍ୱିଲର ଦେଇଥିଲେ। ଆପଣ ଗୋଟେ କାର ବି ଦେଇ 4 ହ୍ୱିଲର। 4 ହ୍ୱିଲର କିଣା ହେଇଥିଲା ଏଥିପାଇଁ କି ହଁ, ଆପଣ ବାହା ହେବେ, ଠିକ ଅଛି, ତା ନାଁରେ କାରଟା କିଣିଦବା। ଆଉ ସେ କଥାଟା ଆପଣ ଭୁଲି ଯାଇଛନ୍ତି। ନା ଶୁଣନ୍ତୁ, ସେଇଟା ତ ମୋ ମୁଣ୍ଡ ନଥିଲା କି ତାଙ୍କ ନାଁରେ କିଣିବା ପାଇଁ। ମୁଁ ତାଙ୍କ ନାଁରେ କିଣିବାକୁ ଯିବି କାହିଁକି? ମତେ ତା ପାଇଁ ମାସେ ଖଣ୍ଡେ ସେ ମୋର ମାଇଣ୍ଡକୁ ପୁରା ୱାଶ କଲେ, ବ୍ରେନ ୱାଶ। ଯେତେବେଳେ ଆମେ ଭେଟୁ, ତମେ ଗୋଟେ କାମ କର, ମୋ ନାଁରେ ଗାଡି କିଣ, ଆମେ ବୁଲିବାକୁ ଯିବା, କିଛି ଅସୁବିଧା ହବନି। ଆଉ ମୁଁ ତ ତମକୁ ବାହା ହେବି ନା। ଆଚ୍ଛା, ତମକୁ ବାହା ହେବି, ମୁଁ ତ ତମର ହିଁ, ତାହେଲେ ତମେ ମୋ ନାଁରେ କିଣିଲେ ଅସୁବିଧା କଣ ଅଛି? ଆଚ୍ଛା, ତ ସେ ସମୟରେ ଆପଣ ମଧ୍ୟ ମୁଁ କହିଲି ଆଜ୍ଞା ଯେ ମୋ ପାଖରେ ପଇସା ନାହିଁ, ମୁଁ ଏବେ କିଣିପାରିବି ନାହିଁ। ଆପଣ ଭାବନ୍ତୁ କି ତାଙ୍କ ବାପା କାମ କରିବା ପାଇଁ ମୁଁ ଜଣଠୁ 3 ଲକ୍ଷ ଆଣିକି ଦେଲି, ବାପା ପୁଣି କାମ କରିବେ ବୋଲି 2 ଲକ୍ଷ ଆଣିକି ଦେଲି। ବାପା କାମ କରିଲେ ପଇସା, ବାପାଙ୍କର ପଇସା ଆସିଲା ନ ଆସିଲା, ତାଙ୍କ ବାପା ହଉଛନ୍ତି ଝିଁଟି ଶାସନ, ଜାଣିଛନ୍ତି, ସେଠି ରହୁଛନ୍ତି, ବୁଝିପାରିଲେ। ତାଙ୍କ ବାପା କୁଆଡେ କଣ୍ଟ୍ରାକ୍ଟର ଅଛନ୍ତି, ରୋଡ କଣ୍ଟ୍ରାକ୍ଟର। ହଁ, ଠିକ ଅଛି, ରୋଡ କାମରେ ସେୟା ହୁଏ, ଠିକ ଅଛି। ଆଜ୍ଞା ପଇସା ଦେଲେନି ତାଙ୍କୁ, ଓଲଟା ମୁଁ ଦେଲି ପଇସା। 3, 2, 5, 3, 8 ଲକ୍ଷ ଟଙ୍କା ଆପଣ ଦେଲେ। ହଁ, ମାନେ ଆହୁରି ବି ଦବାର ଅଛି। ଆଚ୍ଛା, ଯୋଉ ପ୍ରଥମ ବ୍ୟକ୍ତି ଜଣକ ଅଛନ୍ତି, ଆପଣ ଆଉ ସେ ସମ୍ପର୍କରେ ନାହାନ୍ତି। ନା ସିଏ ଠିକ ଅଛି, ମାନେ ତାଙ୍କୁ ନାହିଁ କଥା କହୁନାହିଁ ମୁଁ, ଯାହାଠୁ ଆଣିକି ମୁଁ ଦେଇଥିଲି, ସିଏ ଜାଣିଲେ କଣ ମୁଁ ଆଣିଛି, ମୁଁ ଦେବି, ଆପଣଙ୍କୁ ଧରି ସିଏ କଣ ଜାଣିଛନ୍ତି ତାକୁ ଦେବି ବୋଲି? ନା, ସିଏ ଏବେ ମତେ କହୁଛନ୍ତି ତମେ ନେଇକି କୋଉଠି ବୁଲିଲ, କୋଉଠି କଣ କଲ, ତମେ ଆମେ କାଇଁ ମୁଣ୍ଡ ଉପରେ, ତମେ ଆମକୁ ପଇସା ଦେଇଛ, ଆମକୁ ଦେଇଦିଅ, ଆମକୁ ଦେଇଦିଅ। ସେଟା ତ ଠିକ କଥା। ମୁଁ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଚାହିଁବି, ସେ ଯାହା ହଉ ଏତେ ମେଣ୍ଟାଲି ପ୍ରିପେୟାର ହେଇକି ଆଜି ପର୍ଯ୍ୟନ୍ତ ବି ସେ ୱେଟ୍ କରିଛନ୍ତି ମୁଁ ଦେବି ବୋଲି। ସେଟା ଆପଣଙ୍କର ମାର୍କେଟ କ୍ରେଡିବିଲିଟି ନେଇକି ସେ ଅପେକ୍ଷା କରୁଛନ୍ତି। ନା ମାର୍କେଟର ନାଁ ନାହିଁ ଆଜ୍ଞା ଆଉ, କାହିଁକିନା ଏଇ ଯୋଉ ମହିଳା ଜଣକ ଅଛନ୍ତି, ଆଉ ମାର୍କେଟର ନାଁ କଣ ଆଉ ରଖିଛନ୍ତି? ଠିକ ଅଛି, ଆପଣ ନାଇଁ ଶୁଣନ୍ତୁ କହୁଛି ଆପଣଙ୍କୁ,
ତ ମ୍ୟାଡାମ ଆମର ଗାଡିଟାକୁ ବନ୍ଧା ପକେଇଲେ ମୋରି ମାନେ ଜଣ ଗାଡିଟା ଆପଣଙ୍କୁ ଏମିତି କରାଗଲା ଯେ ବାଧ୍ୟ ଗାଡି ହେଇକି ମୁଁ ଆପଣ କିଣିଲି। ତାଙ୍କ ନାଁରେ କିଣିଲେ। ଆଜ୍ଞା ତାଙ୍କ ନାଁରେ କିଣିଲି। ଆଚ୍ଛା ମୋର ଟ୍ରଷ୍ଟ ଟା କେମିତି ହବ, ମୁଁ ପଇସା ଟା କେମିତି ତାଙ୍କୁ ଦେବି, ମାନେ ଦେଲି କେମିତି, ଟ୍ରଷ୍ଟ କେମିତି ହବ ନା ଆଜ୍ଞା ବାହା ନ ହେଇକି ବି ଆରଟିଓ ରେ ମୋ ନାଁ ପଡିଛି, ମାନେ ଆରସି କପିରେ, ଆପଣ ଆରସି କପି ଦେଇଛି ହଁ ଦେଖନ୍ତୁ ସେ ଆଜ୍ଞା। ମୁଁ ଦେଖୁଥିଲି ଯେ ସ୍ୱାମୀ ଆରସି କପିରେ ହଜବେଣ୍ଡ ଲେଖା ହଁ ହେଇଛି, ହଁ ଆପଣଙ୍କ ନାଁ ରାକେଶ ରଞ୍ଜନ ବିଶ୍ୱାସ ଲେଖା ହେଇଛି। ମନ ଲେଖା ହେଇଛି, ମାନେ ବାହା ନ ହେଇକି। ଭାବନ୍ତୁ ମୁଁ କହିଲି ଏଇଟା କଲ କେମିତି, ନା ଏଇଟା ଏଇଟା ଗୋଟେ ଛୋଟିଆ କଥା, ଏଥିରେ କଣ ଅସୁବିଧା ଅଛି। ନା ଏଇ କପିଟା ତ ମୁଁ ସରକାରଙ୍କୁ ଯଦି ଉନ୍ମୋଚନ ଦେଖୁଥିବେ ତାହେଲେ ମୁଁ ଅନୁରୋଧ କରିବି, ତାହେଲେ ତ ଏମିତି ଗୁଡାଇ ଭୁଲଭାଲ କାଗଜ ପତ୍ର ଓଡିଶାରେ ତିଆରି ହେଇଯାଉଛି। ଆଜ୍ଞା ମୁଁ ଜାଣିଲି କି ସବୁ କିଛି କରିପାରେ କେତେବେଳେ ନା ତାଙ୍କ ଭାଇ ଜଣେ ସପ୍ତମ ପାଠ ପଢିଛନ୍ତି, ତାଠୁ ଅଧିକା ପାଠ ପଢିନାହାନ୍ତି। ତାଙ୍କ ଦି ଭଉଣୀ ଯା ମତେ କହିଛନ୍ତି ଆମ ଭାଇ ସପ୍ତମ ପାଠ ପଢିଛି, ମୂର୍ଖଟା। ଆଜ୍ଞା ଗ୍ରାଜୁଏସନ ସାର୍ଟିଫିକେଟ ବାହାର କରିଦିଅନ୍ତୁ ତା ବାହାଘର କରିବା ପାଇଁ। ହୁଁ। ମୟୂରଭଞ୍ଜରେ ତାଙ୍କ ଭାଇ ବାହା ହେଇଛନ୍ତି, ମୟୂରଭଞ୍ଜରେ, ବୁଝିପାରୁଛନ୍ତି ତ। ବଟ୍ ତାଙ୍କ ଭାଇଙ୍କର ଗ୍ରାଜୁଏସନ ସାର୍ଟିଫିକେଟ ବାହାରି ଯାଇଛି କମର୍ସର। ଭାବନ୍ତୁ ଆପଣ କୋଉ ଲେବୁଲରେ ସିଏ ଅଛନ୍ତି, କାଗଜ ବୁଝିପାରିଲେ। ପତ୍ର ବହୁତ ଇଏ ଏବଂ ତାଙ୍କ ନାଁରେ ଆପଣ ଗାଡିଟି କିଣିଲେ। କିଣିଲା ପରେ ସେଠୁ ସିଏ ଯେତେବେଳେ ଏଇ ଯୋଉ ତାଙ୍କ ଭାଇଙ୍କର ଏଙ୍ଗେଜମେଣ୍ଟ ପାଇଁ ବନ୍ଧାଟା ପକେଇଲେ, ପକେଇଲା ପରେ ସେଠୁ ସେ ତାଙ୍କ ତ ପଇସା ନେଲେ, ତାଙ୍କ ଯାହା କରିବା କଲେ। ମୋ ଆକାଉଣ୍ଟକୁ ଆଜ୍ଞା ମାତ୍ର 10,000 କି 12,000 ଟଙ୍କା ମୋ ଆକାଉଣ୍ଟକୁ ଆସିଥିବ, ଯୋଉ ଲୋକଟି ମତେ ପଠେଇଥିଲା। ଆଉ ବାକି ଯାହା ପଇସା ଥିଲା ସେ ସବୁ ନେଇଗଲା, ବୁଝୁଛନ୍ତି ତ। ଆଚ୍ଛା ତା ଇଣ୍ଟରେଷ୍ଟ ବି ମୁଁ ଦେଲି ଆଚ୍ଛା। ତାଙ୍କୁ। ଇଣ୍ଟରେଷ୍ଟ ହଉ ଭାଇ ଠିକ ଅଛି ରହ ଭାଇ, ହଁ ଦବ ଦବ କହିକି ଇଣ୍ଟରେଷ୍ଟ ଟା ବି ମୁଁ ଦେଇଛି। ଆଫଗାନିସ୍ତାନ ଲୋକମାନଙ୍କୁ ଯୋଉ ନା 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 ସେମାନେ ତ ଗଲେ, ମୁଁ ମୋର ନିଜର ଗୋଟେ ସାଙ୍ଗର ସାଙ୍ଗ କୁ କହିକି, ଯେହେତୁ ଏଙ୍ଗେଜ ମାନେ ହଁ ନାଇଁ ଏଙ୍ଗେଜମେଣ୍ଟ ଖର୍ଚ୍ଚ ଅଛି ବାର୍ଚ୍ଚ ଅଛି, ଅଛି ଠିକ ଅଛି। ଦେଇଥାଅ, ତାଙ୍କୁ ଦରକାର ଅଛି। ତା ପାଇଁ ଆଜ୍ଞା 18 ଦିନ ଝଗଡା ହେଇଛି, ବୁଝିପାରୁଛନ୍ତି ତ। ମୁଁ ତଥାପି ତାକୁ କହିକି କରେଇଲି। କରେଇଲା ପରେ ଆଜ୍ଞା ଏମାନେ ଯେତେବେଳେ ଯୋଉ ଆଙ୍କୁ ଯୋଉ ଧରିଲି ମୁଁ 30 ତାରିଖରେ, ଇଏ ଭାବିଲେ ଯେ ଆକୁ କିଛି ନା କିଛି ଗୋଟେ କରି ଖାଲରେ ପକେଇବାର ଅଛି, ବୁଝିପାରୁଛନ୍ତି। ଯଦି ଗୋଟେ ଲୋକଟି ମୋ ପାଖରେ ନାହିଁ ଆଜ୍ଞା, ମୁଁ ତାଙ୍କ ନାଁରେ ଗାଡି କିଣିଥିଲି, ସେ ଗାଡିଟାକୁ ନେଇ ସେ ଅଲରେଡି ବନ୍ଧା ପକେଇ ଦେଇଛନ୍ତି। ମୁଁ କାହିଁକି ସେଥିରେ ଆଉ ପେମେଣ୍ଟ କରିବି, ମତେ ଦରକାର ନଥିଲା, ମୁଁ କାହିଁକି ତାର ଇଏମଆଇ ଦେବି। ଦରକାର ନାହିଁ, କାରଣ ଗାଡି ତାଙ୍କ ଆପଣଙ୍କୁ ନାଁରେ। ମୁଁ ଯୋଉଟା ପଠେଇ, ଆପଣ ଦେଖିପାରିବେ ପ୍ରତି ମାସର ଇଏମଆଇ ମୁଁ ହଁ ଦଉଥିଲି ସବୁ ତାଙ୍କୁ। ତ ଯାଇ କଟିଛି ତ। ନା ନା ମୁଁ ଦଉଥିଲି ତାଙ୍କୁ, ହଁ ତାଙ୍କ ଆକାଉଣ୍ଟରୁ ପଇସା କଟୁଥିଲା। ବୁଝିଲି, ଆପଣ ଆଜ୍ଞା ଏବେ ବି ଯଦି ସେଟା ଏସବିଆଇ, ଆପଣ ଭୁଲ କଲେ। ଶୁଣନ୍ତୁ ଆଜ୍ଞା ସେଟା ତ ମୁଁ ଭୁଲ କରୁଛି ମୁଁ ଜାଣିଛି, ଏବେ ନାଇଁ ନାଇଁ ସେଟା ବୁଝିପାରୁଛି ଯେହେତୁ ସେଟା ମୁଁ ଭୁଲ ପ୍ରେମରେ କରିଛି ଆଜ୍ଞା। ଥିଲେ, ଆପଣ ସେ ତ ହେଇଯିବ, ପ୍ରେମରେ ରହିଲା ମାନେ ଆପଣ ମଣିଷ ସେୟା ଆଜ୍ଞା କରିଦବ। ଏସବିଆଇ ରେ ଯାଇକି ଚେକ୍ କରିବେ, ହଁ ଏଟା ଏସବିଆଇ ଗୁଡାଏ ପଇସା ବ୍ୟାଙ୍କରେ, ଯାଇଛି। ଏସବିଆଇ ବ୍ୟାଙ୍କକୁ ଯିବେ, ଏସଏମଇ ଲୋନ ଡିପାର୍ଟମେଣ୍ଟ ଯିବେ, କି ଯୋଉ ବି ଲୋନ ଡିପାର୍ଟମେଣ୍ଟକୁ ଯିବେ, ଯୋଉ ଭେହିକିଲ ଲୋନ ଡିପାର୍ଟମେଣ୍ଟକୁ ଯିବେ, ସେତେବେଳେ ତାଙ୍କ ଲୋନ ଆଇଡି ଟା ମାରିବେ ନା ଆଜ୍ଞା, ଆପଣ ଦେଖିବେ ସେଠି ଲେଖା ହେଇଛି ଟ୍ରାନ୍ସପୋର୍ଟ ଟୁ ରାକେଶ ରଞ୍ଜନ ବିଶ୍ୱାସ, ବୁଝିପାରୁଛନ୍ତି, ବୁଝିଲି। ମାନେ ମୋ ନାଁ ଲେଖା ହେଇଛି ଆଜ୍ଞା, ବୁଝିପାରିଲେ। ଆଉ ଗାଡିର ଡିପି ସେଇଟା ବି ଦିଆଗଲା, ଗାଡିର ଇଏମଆଇ ବି ମୁଁ ପାଖାପାଖି 18 ମାସ ଖଣ୍ଡେ ବାନ୍ଧିଛି, ବୁଝିପାରୁଛନ୍ତି। 18 ମାସ ଖଣ୍ଡେ ବାନ୍ଧିଛନ୍ତି, ମାନେ ପାଖାପାଖି ଟଙ୍କା 16-17 ଲକ୍ଷ ଟଙ୍କା। ନାଇଁ ଶୁଣନ୍ତୁ 16-17 ଲକ୍ଷ ନୁହଁ, ମାନେ ଗାଡି ବାବଦକୁ ପାଖାପାଖି ମୋର 3.5 ଖଣ୍ଡେ ଯାଇଛି, ବୁଝିପାରୁଛନ୍ତି। ଆଚ୍ଛା ମାନେ ବୁଝିଲି। ଡିପି ସହିତ ଆଉ ଇଏ ସହିତ 3.5 ଉପରେ ଯାଇଛି ମୋର। ଏଇ ଯୋଉ କିଛି ମଝିରେ କିଛି ମାସ ସେ କଣ କଲେ, 3-4 ମାସ ଖଣ୍ଡେ ମୁଁ ତାଙ୍କୁ କ୍ୟାସ୍ ଦେଇଦିଏ, ସେ ତାଙ୍କ ଡିପୋଜିଟ୍ କରନ୍ତି, କାରଣ ସେ ବ୍ୟାଙ୍କରେ ଅଛନ୍ତି। ମୁଁ ତାଙ୍କୁ କ୍ୟାସ୍ ଦେଇ ଦେଖାଇକି ସେ ତାଙ୍କ ଯାଆନ୍ତି ଡିପୋଜିଟ୍ କରିଦିଅନ୍ତି, ଦେନ୍ ପଠେଇ ଦିଅନ୍ତି, ବୁଝିପାରିଲେ। ବୁଝିଲି। ଆଚ୍ଛା ଏଇ ଯୋଉ ଦି ଜଣ ଯୋଉ ବାହା ହେଇଥିବା ମ୍ୟାରେଡ୍ ଲୋକ, ଯୋଉ ବ୍ୟକ୍ତି ଜଣକ, ସିଏ ଭାବନ୍ତୁ କେତେ ବଡ ମାରାତ୍ମକ, ତାଙ୍କ ସ୍ତ୍ରୀକୁ ସିଏ 5 ବର୍ଷ ଭଲ ପାଇକି ବାହା ହେଇଛନ୍ତି। ତ ସିଏ ବି ଭଲ ପାଇକି ବାହା ହେଇଥିଲେ, ଆଜ୍ଞା ପୁଣି ଆଙ୍କୁ ବି ଭଲ ପାଇକି ବାହା ଆଜ୍ଞା ହେବେ। ତାଙ୍କୁ କୁଆଡେ ମୁଁ ଶୁଣିବାକୁ ପାଇଲି ଯେ ତାଙ୍କୁ ନେଇ ବି ଆସିଥିଲେ ଭୁବନେଶ୍ୱରକୁ, ବାଃ ବୁଝିପାରିଲେ। ତାଙ୍କ ଚମତ୍କାର। ଘରଟା ହଉଛି ଦାମରପୁର, ବୁଝିଲି। ଆଙ୍କ ଘରଟା ବି ଦାମରପୁର, କଟକର ଝିଅ ବୋଧେ ସିଏ। ନେଇକି ଆସିଥିଲେ। ଆସିଲା ପରେ ଆଜ୍ଞା ମାନେ ଆଙ୍କର ଦରକାର ଦେହ ସୁଖ, ଆଉ ମୋର ଯୋଉ ମହିଳା ଜଣକ ଯିଏ ଅଛନ୍ତି ତାଙ୍କୁ ତାଙ୍କ ଦରକାର ଦରକାର ସୁଖ। ଟଙ୍କା, ବୁଝିପାରୁଛନ୍ତି। ମତେ ତ ଲୁଟି ଦେଇଛନ୍ତି, ଆଉ ମୋ ପାଖରେ ନାହିଁ ଆଜ୍ଞା, ସରିଗଲା। ଏଠୁ ଇଏ ପ୍ଲାନ୍ କଲେ ଯେ ଆକୁ ଇଏ ଯଦି ରହିଲା, ଆକୁ ତ ଆମେ ମାରିଦେଲେ ଆମ ଉପରୁ କଥାଟା ଆସିବ, ତେଣୁ ମାରିବାନି, କିନ୍ତୁ ମାନସିକ ସ୍ତରରେ ଆକୁ ମାରିଦବା। ମାରିଦବା। ମାନେ ମତେ ଫୋନ କରି କହିବା ତମେ ମରିଯାଉନ, ତମେ ଟ୍ରେନ୍ ଲାଇନରେ ମୁଣ୍ଡ ଦେଖେଇ ଦଉନ, ତମେ କାହିଁ ବଞ୍ଚିଛ, ତମର ତ ସେ ଝିଅ ଆହୁରି ଭଲ, ଏ ଝିଅ ଆହୁରି ଭଲ, ସେମାନେ ଆହୁରି ଭଲ। ଆଜ୍ଞା ମୋର ମେଣ୍ଟାଲ କଣ୍ଡିସନ ଠିକ ନାହିଁ, ମୁଁ ମାନେ ଖାଇବା ଦେଖିଲେ ମତେ ଖାଇବାକୁ ଇଚ୍ଛା ହଉନି, ହବନି। ମତେ କାହାକୁ ଫୋନ କରିବାକୁ ଇଚ୍ଛା ହଉନି, ମତେ କାହା ସହିତ କଥା ହବାକୁ ଇଚ୍ଛା ହଉନି। ମୋ ଘର ଲୋକ ଆସି ମତେ ପଚାରୁଥିବେ, ମୁଁ ଅନଉଥିବି, ମାନେ ଗୋଟେ ମେଣ୍ଟାଲ ଟାଇପର ମୁଁ ହେଇଯାଇଥିଲି। ବୁଝିଲି। ମୋ ଭାଇ ମତେ କଣ କହିବ ମୁଁ ତାକୁ ଶୁଣିବିନି। ହଁ ଏତେ ସବୁ ହେଲା ପରେ ବି ଗୋଟେ ଲୋକ ମାନେ ସ୍ଥିର ରହିପାରିବନି। ଏତେ ମେଣ୍ଟାଲ ମତେ ମାନେ ହାରାସମେଣ୍ଟ କରିଦେଲେ ଦି ଜଣ ଯାକ ମିଶିକି, ମାନେ ଆପଣ ବିଲିଭ କରିବେନି। ସେ ଯୋଉ ବ୍ୟକ୍ତି ଜଣକ ଅଛନ୍ତି, ସିଏ ଆଉ ଇଏ ମିଶିକି ପ୍ଲାନ୍ କଲେ ଯେ ଆକୁ ଆମେ ଥାନାରେ ଦବା, ଆକୁ ଆମେ ଜେଲରେ ପୁରେଇ ଦବା, ଆଉ ଜେଲରେ ପୁରେଇ ଦେବା, ଆମ ରାସ୍ତା କ୍ଲିୟର ହେଇଗଲା, ଠିକ ଅଛି। ତ ସିଏ ହଉଛନ୍ତି ପର୍ଦା ପଛର ଖଳନାୟକ। ଆଙ୍କୁ ଶିଖେଇଲେ ତମେ ଯାଅ ତାଙ୍କ ନାଁରେ, ମୁଁ ଯେତେବେଳେ ଇଏମଆଇ ବାନ୍ଧିଲିନି ଆଉ, ଏସବିଆଇ ବାଲା ତାଙ୍କ ଘରକୁ ଗଲେ, ଯିବେ ତାଙ୍କ ଘରକୁ, ତାଙ୍କ ବ୍ୟାଙ୍କକୁ ଗଲେ, ତାଙ୍କ ନାଁରେ ଗାଡିଟା ଅଛି ମାନେ ତାଙ୍କ ଆଜ୍ଞା ଘରକୁ ଯିବେ। ଗଲେ। ତଥାପି ଆଜ୍ଞା ଦେଖନ୍ତୁ, ମୁଁ
ନ ଦେଇପାରେ ଅବଶ୍ୟ ମୁଁ ଦେଲିନି, ବଟ୍ ମୁଁ ସେଇ ଯୋଉ ବ୍ୟାଙ୍କର ବାଲାଙ୍କୁ ମୁଁ କହିଲି, ମୁଁ କହିଲି ଆଜ୍ଞା ଆପଣ ବ୍ୟସ୍ତ ହୁଅନ୍ତୁନି, ପଇସା ବନ୍ଧା ହେଇଯିବ, ଆପଣ ବ୍ୟସ୍ତ ହୁଅନ୍ତୁନି, ଯାଆନ୍ତୁନି, ବ୍ୟସ୍ତ ହୁଅନ୍ତୁନି, ମାନେ ମୁଁ କହୁଛି ଆହୁରି। ବୁଝିଲି। ବଟ୍ ହେଲେ ବି ସେମାନେ ନ ରହିକି ସେମାନେ ଗଲେ ଜାନୁଆରୀ କିମ୍ବା ଜାନୁଆରୀ ମାସରେ ସେମାନେ ତାଙ୍କ ବ୍ୟାଙ୍କକୁ ଗଲେ, ଘରକୁ ବି ନୋଟିସ୍ ପଠେଇଲେ, ତାଙ୍କ ଭାଇ ବି ମତେ ନୋଟିସ୍ ଟା ପଠେଇଲେ। ଇଏ କଣ ଇଏ କଣ ମାନେ କଣ ମୋ- ତମ ଭଉଣୀ ନାଁରେ ଗାଡିଟା କିଣା ହେଇଛି ତମେ କଣ ଜାଣିପାରୁନ? ହଁ, ଇଏ କଣ ଇଏ ଆପଣଙ୍କୁ କଣ ପଚାରିଲେ କଣଟା ହବ? ଇଏ କଣ? ମୁଁ କହିଲି ହଉ ଭାଇ ଆପଣ ବ୍ୟସ୍ତ ହୁଅନ୍ତୁନି, ମୁଁ କଥା ହେଇଯାଉଛି ବୋଲି ମୁଁ ତାଙ୍କୁ କହିଲି, ବୁଝିପାରୁଛନ୍ତି? ଆଚ୍ଛା, ମୁଁ ତାଙ୍କୁ କହିଛି, ମାନେ ସିମ୍ପାଥି ଆପଣ ରଖିଛନ୍ତି। ମୁଁ କହିଛି ଆପଣ ବ୍ୟସ୍ତ ହୁଅନ୍ତୁନି, ସେ ପଇସା ଦେଖିବା କେମିତି କଣ କରି ବାନ୍ଧିଦବା, ମାନେ ମୁଁ ଆହୁରି ଏପଟେ ମେଣ୍ଟାଲ କଣ୍ଡିସନ ଥାଇକି ବି ମୁଁ କହୁଛି ମୁଁ ପଇସା ବାନ୍ଧିଦେବି ବୋଲି, ବୁଝିପାରୁଛନ୍ତି ତ? କେମିତି କଣ ବାନ୍ଧିଦବା ଇଏ କରିବା, କାହିଁକିନା ମୁଁ ଆଜ୍ଞା ପ୍ରେମରେ ଥିଲି। ଏମିତିଆ ଲୋକକୁ ପ୍ରେମ କରୁଛି ବୋଲିକା ମାନେ ଏତେ ବଡ ଶାସ୍ତି ମିଳେ ମୁଁ ଜାଣିନଥିଲି। ପ୍ରେମରେ ଛାଡନ୍ତୁ ଆଜ୍ଞା, ମୋର ବୟସ ନାହିଁ ପ୍ରେମ କରିବା, ମୋର ଯୋଉ ବୟସ ଆଜ୍ଞା ବାହାଘର କରି ବାହା ହେଇକି ଘର ବୁଝିଲି। ସଂସାର କରିବା ବୟସ ମୋର। ମୋ ସବୁ ସାଙ୍ଗସାଥି ମାନେ ବାହା ହେଇକି ଘର ସଂସାର କଲେଣି। ମୁଁ ସେଇ ମେଣ୍ଟାଲିଟିରେ ନଥିଲି ଆଜ୍ଞା। ଧରିକି ବୁଲିବା, ଖାଇବା, ପିଇବା, ଏଞ୍ଜୟ କରିବା, ଟାଇମ ଟାକୁ ପୁରା ବର୍ବାଦ କରିବା, ସେ ଜିନିଷ ନୁହଁ। ବାହା ହେଇକି ଘରକୁ ଆଣିବା ବ୍ୟବସ୍ଥାରେ ମୁଁ ଥିଲି, ବୁଝିପାରୁଛନ୍ତି ତ? କିନ୍ତୁ ତାପରେ ଏଇସବୁ ଜିନିଷ ହଁ, ଗୁଡା ହେଇଗଲା। ସିଏ ଆଜ୍ଞା ଯେତେବେଳେ ଏଇ ଜିନିଷ ମତେ ଫସାଇବା ପାଇଁ ତ ଯାଇକି ଥାନାରେ ଠିଆ ହେଲେ, ଫେବୃଆରୀ 5, 24 2024ରେ ଠିଆ ହେଲେ, ଲେଖିଛନ୍ତି କି ସେ ଏଫଆଇଆର କପିରେ କି ଆଜ୍ଞା ମୁଁ ଗୋଟେ ପୁଅକୁ ବର୍ଷେ ହେଲା ଭଲ ପାଉଥିଲି, ମାନେ ଗାଡି କିଣା ହେଲାଣି 3 ବର୍ଷ ହେଲାଣି, 3 ବର୍ଷ ହେଲାଣି ତୁମେ ଲେଖା ଭଲ ହେଲା ସେଠି। ପାଉଥିଲ, ହଁ, ଆଚ୍ଛା, ବୁଝିଲି। ତୁମେ ଭଲ ପାଉଥିଲ ବର୍ଷେ ହେଲା। ବର୍ଷେ ହେଲା ମୁଁ ଆଜ୍ଞା ଗୋଟେ ପୁଅକୁ ଭଲ ପାଉଥିଲି, ସେ ପୁଅଟି ମୋର ଦିନେ ମୋ ଘରକୁ ଆସି ମୋ ନାଁରେ ଗୋଟେ ଗାଡି କିଣିଥିଲା, ଆଉ ସେଦିନ ମୋ ଘରକୁ ଆସି ମୋ ଗାଡିଟା ନେଇଯାଇଛି ଆଜ୍ଞା, କୋଉଠି ରଖିଛି ମୁଁ ପାଉନାହିଁ। ମତେ ମୁଁ ଯେତେବେଳେ ତାଙ୍କୁ ଫୋନ କରୁଛି ସେତେବେଳେ ସେ ମତେ ବହୁତ ଅଭଦ୍ର ଭାଷାରେ, ମାନେ ସେ ଅଭଦ୍ର ଭାଷା ତ ମୁଁ ଏଠି କହିପାରିବିନି, ଅଭଦ୍ର ଭାଷାରେ ମତେ ଗାଳି ତାମାନେ ଗୁଲଜ ତ ଏଟା କରୁଛନ୍ତି ଚୋରି କେସ୍ ହେଇଗଲା। ଆଜ୍ଞା, ଗାଳି ଗୁଲଜ କରୁଛନ୍ତି। ଆଉ ଆଜ୍ଞା ମୋ ମତେ ରାସ୍ତାରେ ଟଣା ଓଟରା କରୁଛନ୍ତି, ମତେ ଗାଳି ଗୁଲଜ କରୁଛନ୍ତି, ଆଉ ତା ସହିତ ଆଜ୍ଞା ମୋ ନମ୍ବରଟା ବ୍ଲକରେ ପକେଇ ଦେଇଛି। ମତେ ମୋର ଆଙ୍କଠୁ ମୋ ଗାଡିଟା ଆଣି ଦିଆଯାଉ। ଆଉ ଥାନା ଆଇଏସିଜି ଥିଲେ, ସେ ମତେ ଯେତେବେଳେ ପଚାରିଲେ, ମୁଁ କହିଲି ସାର୍ ପ୍ରଥମ କଥା ହେଲା ଆଙ୍କୁ ଯଦି ମୁଁ ଗାଳି ଗୁଲଜ କଲି, ମୁଁ ତ ଆଙ୍କୁ ବ୍ଲକ ମାରିଦେଇଛି। ହୁଁ। ସେତେବେଳେ ଏତେ ମେଣ୍ଟାଲ କଣ୍ଡିସନ ମୋର ଖରାପ ହେଇଥିଲା ଆଜ୍ଞା, କାହିଁକିନା ଇଏ ମତେ ଫୋନ କରି ମତେ ପଇସା ମାଗିବେ। ପୁଣି ଥରେ ହଁ, ନା ଆପଣ ମୋଠୁ ନେଇଥିବେ ଆଜ୍ଞା ପାଖାପାଖି 15-16 ଲକ୍ଷ ଟଙ୍କା, ଆପଣ କି 17 ଲକ୍ଷ ଟଙ୍କା ଆପଣ ଯଦି ନେଇଥିବେ, ତାହେଲେ ଆପଣ ମତେ ଆଜ୍ଞା ଗୋଟେ ଇଏ କରିକି ପର୍ସନାଲ ଲୋନ କରି ଯଦି 1.5 ଲକ୍ଷ ଟଙ୍କା ଦେଇଦେବେ, ତାହେଲେ ଆପଣ କଣ କହିବେ 1.5 ଲକ୍ଷ ଟଙ୍କା ମୁଁ ନେଇଛି ବୋଲି ଆପଣଙ୍କର? ନା, ସେଟା କେବେ ବି ନୁହଁ। କାହିଁକିନା ମୁଁ ନେଇଛି 17 ଲକ୍ଷ, ଗୋଟେ ପର୍ସନାଲ ଲୋନଟେ ହେଲା 1.5 ଲକ୍ଷ ଟଙ୍କା ସେଥିରେ ସାଂସନ ହେଲେ, ଯୋଉ ଆପ୍ରୁଭ ହେଲା, ତା ବୋଲି ମାନେ ନୁହଁ ଯେ 17 ଲକ୍ଷ ଇଏ ହେଇଗଲା। ଶୁଣନ୍ତୁ ଆଜ୍ଞା, ସିଏ ତ ମାନେ ସିଏ ମତେ ସେଠୁ ପଇସା ମାଗି ଆରମ୍ଭ କଲେ, ମତେ ମୋ ପଇସା ଫେରାଅ। ମାନେ ହୁଁ। ଭାବନ୍ତୁ, ମାନେ ସିଏ ଭାବିବା କଥା ମୁଁ କୋଉ କଣ୍ଡିସନରେ ଅଛି, ମୁଁ କୋଉ ମେଣ୍ଟାଲ କଣ୍ଡିସନ ତାପରେ ଅଛି, ବି ପଇସା ଫେରା। ସିଏ ମତେ କହୁଛନ୍ତି ତୁ ପଇସା ଫେରା। ଚାର୍ଟ ଆପଣଙ୍କୁ ମୁଁ ଦେଖେଇଦେବି, ସେ ମତେ ପୁରା ମୁଁ ପଠେଇଛନ୍ତି ତ ଯେ ପଇସା ଫେରା, ମୋ ପଇସା ଫେରା, ମୋ ପଇସା। ମୁଁ କଣ ତାଙ୍କୁ ଆନ୍ସର ଦେବି? ମୁଁ ଦେଖୁଥାଏ ମେସେଜ ଚୁପ୍ ରହୁଥାଏ, ମୁଁ ଦେଖୁଥାଏ ମେସେଜ ଚୁପ୍ ରହୁଥାଏ। ସେଇ ରାଗରେ ସେ ଗଲେ ଥାନାରେ ଗଲେ ଯେ ମତେ ଆଜ୍ଞା ଇଏ କରୁଛି, ମୋ ଫୋନ ହଁ, ଉଠଉନି। ଫୋନ ଉଠଉନି, ଇଏ କରୁନି, ମାନେ ବ୍ଲକ କରିଦେଇଛି, ଫୋନ ସୁଇଚ୍ ମାନେ ଅଫ୍ କରିଦଉଛି। ଚୋରି, ତାମାନେ ଆଉ ଗୋଟେ ଯୋଡି ଦେଇଥିବେ, ରେପ କେସ୍ ଗୋଟେ ଯୋଡି ଦେଇଥିବେ। ନା, ସେଇଟା ସେତେବେଳେ ନୁହଁ ଆଜ୍ଞା, ସେଇଟାକୁ ବି ଆସିବି। ସେଟା ବି ଅଛି। ହଁ, ସେଇଟା ବି ଅଛି ଆଜ୍ଞା, ମୁଁ ଆସିବି ଆପଣଙ୍କ ପାଖକୁ। ଶୁଣନ୍ତୁ, ସିଏ କଣ କଲେ ନା, ଯେତେବେଳେ ନେଇକି ଠିଆ କରେଇଲେ, ମତେ ଠିଆ କଲେ, ମୋ ମାଆଙ୍କୁ ଠିଆ କରେଇଲେ, ତ ଗୋଟେ ପୁଅଟା ଯାଇଛି ମାନେ ତା ମା ଯିବନି କି ଆଜ୍ଞା? ନା, ନିହାତି ଯିବ। କି ହଁ, କଥା, ମୋ ପୁଅଟା ପୁଅ ଯାଇଛି ପୋଲିସ ମାନେ ମା ବାଲା ଯିବନି? ଡାକିଛନ୍ତି ମାନେ ହଁ ଯିବା କଥା। ମୋ ମା ଯେତେବେଳେ ଆସିକି ପହଞ୍ଚିଲେ, ମାନେ ମୋ ମାଙ୍କ ଆଗରେ ଭାବନ୍ତୁ, ଯୋଉଠି ସିଏ ମାନେ ମୁଁ ସେଦିନ ଭାବିଲି, ରିୟଲାଇଜ କଲି କି ମଣିଷ କଣ କରିପାରେ, ମାନେ ପଇସା ପାଇଁ ଇଏ କଣ କରିପାରେ, ସେ ଦେହ ସୁଖ ପାଇଁ ସିଏ କଣ କରିପାରେ। ମାନେ ଭାବନ୍ତୁ, ମୋ ମୋ ମା ସେ ଘରକୁ ନ ଗଲେ, ମୋ ମା ଫୋନ କରି ମତେ ପଚାରେ ସେ ଘରକୁ ଗଲାଣି, ଖାଇଛି, ତାକୁ କହିବେ ତୁ ନହେଲେ ମୋ ଘରକୁ ପଳେଇ ଆସେ, ଖାଇଦେଇକି ଏଠୁ ପଳେଇବୁ ଅଫିସ ବୁଝିଲି ଟିକେ, ବୁଝିଲି। ବୁଝିପାରୁଛନ୍ତି? ମାନେ ମାସକୁ 15 ଦିନ ସେ ମୋ ଘରେ ଆସିବେ, ଖାଇକିରି ମୁଁ ଥିବି ଅଫିସରେ, ସେ ମୋ ଘରକୁ ଆସିବେ, ଖାଇବା ପିଇବା କରିବେ, ନିଜେ ରୋଷେଇବାସ କରିବେ, ଯିବେ। ସେଇଠି ମୋ ମାଆକୁ ଆଜ୍ଞା ଟାଣିଛି ଆଜ୍ଞା ଥାନାକୁ। ମାନେ ଭାବନ୍ତୁ, ଆପଣ ବିଲିଭ କରିବେନି, ଥାନା ବାଲା ମତେ ଯେତେବେଳେ କହିଲେ କି ତମ ବାପା ତା ଗାଡିଟା ଫେରେଇ ଦଉନ, ତମେ ତା ଗାଡିଟା କାହିଁ ରଖିଛ, ହେଲା, ମୁଁ କହିଲି ଆଜ୍ଞା ଗାଡି ସେ କୋଉଠି ବନ୍ଧା ପକେଇଛନ୍ତି, କଣ କରୁ ତାଙ୍କୁ ପଚାରୁନାହାନ୍ତି। ଯେମିତି ମୋ ପାଟିରୁ ବାହାରି ଗଲା ବନ୍ଧା ୱାର୍ଡଟା, ଆଜ୍ଞା ମତେ ବସେଇଲେ। କାହିଁକିନା ଇଏ ଆଗୁଆ ଯାଇକି କଥା ହେଇଛନ୍ତି ଥାନା ବାଲାଙ୍କ ସହିତ କି ଆଜ୍ଞା ମୁଁ ସବୁ କରିଛି, ବଟ୍ ମୁଁ କିଛି କରିନି। ବୁଝିଲି। ଏଇଟା ମୁଁ କେତେବେଳେ ଜାଣି, ତା ପରଦିନ ଥାନା 3 ଦିନ ମତେ ପୁରା ମେଣ୍ଟାଲ ଟର୍ଚର କରିଛନ୍ତି ନା, ମାନେ ବୁଝୁଛନ୍ତି? ଦୈନିକ ଆପଣ ଥାନାରେ ଯାଇକି ହାଜିରାଟା ଦେଲେ। ଆଜ୍ଞା, ତା ସେଦିନ ସିଏ ପଳେଇଲେ, ତାଙ୍କର ବନ୍ଧୁ, ତାଙ୍କର ଯିଏ ଅଛନ୍ତି ବାହା ହେଇଥିବା ଲୋକ, ବୁଝିପାରିଲେ, ମ୍ୟାରେଡ୍ ଲୋକ, ତାଙ୍କ ସହିତ ସେ 5ଟା ବେଳେ ଥାନାରୁ ବାହାରି ତାଙ୍କ ପାଖରେ ବ୍ୟାଙ୍କକୁ ଯିବି ବୋଲି କହିକି ଥାନାରୁ ଆସିଲେ। ଆଚ୍ଛା। ଆଜ୍ଞା ମୋ କାମ ଫାମ ଛାଡିକି ମୁଁ ଆଇଛି, ମୁଁ ଯାଉଛି ବ୍ୟାଙ୍କକୁ, ମୋ ମ୍ୟାନେଜର ଫୋନ କଲାଣି, ବଟ୍ ଯାଇକି ତାଙ୍କର ସେ ଯୋଉ ପୁରୁଷ ବନ୍ଧୁ ପାଖରେ, ବୁଝୁଛନ୍ତି, ବାହା ହେଇଥିବା ଲୋକ ପାଖରେ। ସେଇଟା ମୁଁ କେମିତି ଜାଣିଲି? କାରଣ ଥାନାକୁ ମୋର ଗୋଟେ ସାଙ୍ଗ ଆସିଥିଲା, ଯେହେତୁ ମୁଁ ଆସିଛି, ମୋ ସାଙ୍ଗ ଗୋଟେ ଆସିଥିଲା, ସେ ତାକୁ ଦେଖିକି ଯାଇଛି। ସେ ଦେଖିଲେ ତାକୁ ଆମର ଯୋଉଟା ମଞ୍ଚେଶ୍ୱରରେ ଗୋଟେ ସ୍କୁଲ ଅଛି, ସେଇ ସ୍କୁଲ ପାଖରେ ସେ ତ ଦେଖି ମତେ ଫୋନ କଲା, ଆରେ ଇଏ ତ ଏଇଠି ଅଛି, ଭାଇକୁ ଜଗେଇ ଦେଇ ଯାଇଛନ୍ତି, ଭାଇ ଥାନାରେ।
ଭାଇ ବି ଆଜ୍ଞା ଦେଖନ୍ତୁ କେମିତିଆ ଭାଇ ଭାଇ ଆପଣଙ୍କୁ ଜଗିଛି, ସିଏ ତାର ହଁ। ସେପଟେ ତାକୁ ଦେହ ସୁଖ ଦରକାର, ଆକୁ ଟଙ୍କା ସୁଖ ଦରକାର। ଥାନାରେ ଜଣେ ମ୍ୟାଡାମ ଥିଲେ, ସିଏ ମାନେ ତାଙ୍କ ଆଗରେ ମୁଁ ଠିଆ ହେଇଛି, ମୁଁ ପୁରା ମାନେ ଭାବୁଥାଏ ମୋ ମେଣ୍ଟାଲ କଣ୍ଡିସନ କଣ କି ଫାଷ୍ଟ ଟାଇମ ମୁଁ ଥାନାକୁ ଯାଇଛି। ଆପଣ ଭାବନ୍ତୁ, ସିଏ ଥାନାରେ ଆଗରେ କହୁଛନ୍ତି ତୁ ବାହାରକୁ ବାହାର, ତୋ ଗୋଡ ହାତ ନ ବାଡେଇ ଭାଙ୍ଗିଦେଇ ମତେ ଜାଣିବୁ। ମାନେ ସେ ଥାନାରେ ତାଙ୍କ ଭାଇ କହୁଛନ୍ତି, ହଁ, ଥାନା ପୁରା ଇଏ ଆଗରେ, ମାନେ ଥାନା ସେ ଯୋଉ ଭିତରେ। ଥାନା ଭିତରେ କ୍ୟାମେରା ବି ଲାଗିଛି, ତା ଆଗରେ କହୁଛନ୍ତି, ମାନେ ଭାବନ୍ତୁ ସାହସ କେତେ, ବୁଝୁଛନ୍ତି। ସେଠୁ ସେ ଯୋଉ ମ୍ୟାଡାମ ଯିଏ ଥିଲେ ତାଙ୍କୁ ଧନ୍ୟବାଦ କହିବା ପାଇଁ ଚାହିଁବି। ମ୍ୟାଡାମ କହିଲେ ତମେ କଣ ଗୁଣ୍ଡା, ହୁଁ ତମେ ଆମ ଆଗରେ କଥା କହୁଛ ବାଡେଇବ ବୋଲି, ଏ କ୍ୟାମ୍ପସ ରୁ ବାହାରକୁ ଯା, ହୁଁ ଏଠି ଠିଆ ହନା, କ୍ୟାମ୍ପସ ରୁ ବାହାରକୁ ଯା। ସତ କଥା। ମାନେ ବୁଝିପାରୁଛନ୍ତି? ଥାନାକୁ ବାହାର ଲୋକ ଗଲା ମାନେ ଚପଲ ଖୋଲିକି ଏଇଥିପାଇଁ ଯାଆନ୍ତି କାରଣ ମା କାଳୀକି ସେଠି ପୂଜା କରାଯାଏ। ଆଜ୍ଞା, ସେଠୁ ସିଏ ଏ ତ ଯାହା ହେଲା ହେଲା, ସେଥିରେ ମୁଁ ଅଣ୍ଡରଟେକିଂ ଲେଖିଲି କି ମୁଁ ଆଜ୍ଞା କାଲି ସକାଳୁ ପୁଣି ଆସି ପହଞ୍ଚିବି, 8ଟା 9ଟା ବେଳେ ପୁଣି ଆସି ପହଞ୍ଚିବି। ତ ମତେ ଛାଡିଲେ, ମୁଁ ଆସିଲି ପୁଣି ଆଉଥରେ, ପୁଣି ଥାନାରେ ବସିଲି ଆଜ୍ଞା, ପୁରା ପାଖାପାଖି 7ଟା 8ଟା ପର୍ଯ୍ୟନ୍ତ ପୁଣି ବସିଲି ହେଲା। ନ୍ୟାୟଟା ଗୋଟେ ଏମିତିଆ ନା ଆଜ୍ଞା, ପୁରୁଷ ପାଇଁ କିଛି ନାହିଁ। ଅବଶ୍ୟ ନାରୀ ମାନଙ୍କ ପାଇଁ ବହୁତ କିଛି ନିୟମ ଅଛି, ପୁରୁଷ ସେଇଟା ମାନଙ୍କ ପାଇଁ ହେଇଥିଲା ନାହିଁ। ଏଥିପାଇଁ କି ଆଜ୍ଞା, ବହୁତ ବହୁତ ଝିଅ, ବହୁତ ମା ମାନେ, ବହୁତ ଭଉଣୀ ମାନେ, ସେମାନେ ଆକ୍ଚୁଆଲି ପ୍ରତାରଣା ହଉଥିଲେ, ସେଥିପାଇଁ ହେଇଥିଲା। ବଟ୍ ଆଜିକାଲି ଯୋଉ ଜେନେରେସନ ହେଲାଣି ନା, ତାର ମିସ୍ ୟୁଜ କରିବା। ନାଇଁ, ଅବଶ୍ୟ ସୁପ୍ରିମକୋର୍ଟ ଗତକାଲି ପୋକ୍ସୋ ଆଇନ ଉପରେ ଏବେ ଗୋଟେ ନିୟମ ଆଣିଛନ୍ତି। ଆହ୍ଲାବାଦ ହାଇକୋର୍ଟ ଯାହା କହିଥିଲେ ୟୁପିର, ତା ଉପରେ ଗୋଟେ ସିଏ ଲଗେଇଛନ୍ତି ଯେ ସରକାର ଆ ବିଷୟରେ ନିୟମ ନୂଆ ତିଆରି କରନ୍ତୁ, ଯେ ଯଦି ଶାରୀରିକ ସମ୍ପର୍କ ରଖୁଛନ୍ତି ଆପଣଙ୍କ ସହମତିରେ ହଉଛି, ତ ତାକୁର ଦୁରୁପଯୋଗ ନ କରାଯାଉ ବୋଲି, ଯେ ମତେ ସିଏ ଧର୍ଷଣ କଲେ, ଏସବୁ କେସ୍ ଆଉ ହେଇପାରିବନି ବୋଲି ସୁପ୍ରିମକୋର୍ଟ ମଧ୍ୟ ନିଜର ରାୟରେ ମୁଁ ପ୍ରକାଶ ସେ ଥାନା କରିଛନ୍ତି। ଆଇଏଏସ୍ କୁ ବି ମାନେ ଆପଣଙ୍କୁ ଜଣେଇବା ପାଇଁ ଚାହିଁବି, ମାନେ ଆପଣଙ୍କ ଚ୍ୟାନେଲ ମାଧ୍ୟମରୁ ତାଙ୍କୁ ବି ଧନ୍ୟବାଦ ଦେବା ପାଇଁ ଚାହିଁବି ଆଜ୍ଞା, ଥାନା ଆଇଏଏସ୍ କୁ। କାହିଁକି ହଁ, କାହିଁକି ଶୁଣନ୍ତୁ, ମାନେ ଇଏ ବହୁତ ପ୍ରେସରାଇଜ ତାଙ୍କୁ କରିଥିଲେ ଯେ ମତେ ନେଇକି ମାନେ ମତେ କୋର୍ଟ ଫରୱାର୍ଡ କଣ କରିବା ପାଇଁ, ଗୋଟେ ଭୁଲଭାଲ କରି ଗୋଟେ କେସ୍ କୋର୍ଟ କରିକି ଫରୱାର୍ଡ କୋର୍ଟ କରିବା ଫରୱାର୍ଡ ପାଇଁ କରିବା ଆଜ୍ଞା। ପାଇଁ। ସେ ଜାଣିଛନ୍ତି ଯେ ମୋର କିଛି ଭୁଲ ନାହିଁ। ଯେତେବେଳେ ମୁଁ ଏକଥା କହିଲି 3 ଦିନ ପରେ ସେ ଯୋଉ ଲୋକଟି ପାଖରେ ଗାଡିଟା ବନ୍ଧା ପଡିଥିଲା, ସେ ଲୋକ ସବୁ ଆଜ୍ଞା ଧରିକି ଆସିଲା। ତା ଏଗ୍ରିମେଣ୍ଟ କପି ବି ମୁଁ ଆପଣଙ୍କୁ ଦେଇଛି, ଦେଖନ୍ତୁ। ମୁଁ ଦେଖିଲି ତ ଗାଡି ସବୁ ଜାଗା ଲେଖା ଏଗ୍ରିମେଣ୍ଟ ହେଇଛି। କପି ଦେଇଛି ମୁଁ ଆପଣଙ୍କୁ, ଦେଖନ୍ତୁ। ସେଥିରେ ବି ହଁ ଆଜ୍ଞା ମୋ ନାଁ ପଡିଛି ହଜବେଣ୍ଡ ବୋଲି, ହଁ, ଭାବନ୍ତୁ। 32 ସିଏ ସେଠୁ ବର୍ଷ। ଯେତେବେଳେ ଆସିଲେ, ଶୁଣନ୍ତୁ, ସେତେବେଳେ ସେ ଯେତେବେଳେ ଆସିଲେ, ସେତେବେଳେ ତାଙ୍କୁ ଦେଖିଲେ, ଫଟୋ ଦେଖିଲେ, କଣ ଆଜ୍ଞା ଦେଖିଲେ ଏ ଫଟୋରେ କିଏ ସିଗ୍ନେଚର କରୁଛି, ହଁ, ସିଏ କରିଛନ୍ତି, ସିଏ ସିଗ୍ନେଚର ତାଙ୍କର ହଁ, ହେଇଛି। ଫଟୋରେ କିଏ ସିଗ୍ନେଚର କରିଛି, ହଁ, ଏଇ ଯୋଉ ଷ୍ଟାମ୍ପ ପେପର କିଏ ସବୁ ଆଣିଛି, ସବୁ ଷ୍ଟାମ୍ପ ପେପର ବି ତାଙ୍କ ସାଇନ୍ ହେଇଛି। ବୁଝୁଛନ୍ତି ତ। ତ ହଁ, ସେଠି ମତେ ଥାନା ଯେତେବେଳେ ଜାଣିଲେ, ଥାନା ବାଲା କହିଲେ କି ଯେତେବେଳେ ଜଣେ ମାନେ ସତରେ ଅପରାଧୀ ଥାଏ, ତା ଯେତେବେଳେ ଶେଷ କାଳ ଆସେ ନା, ସିଏ କହେ ଯେ ହଁ। ଆଜ୍ଞା ମୁଁ କିଛି କରିନି, ମତେ ବଞ୍ଚାନ୍ତୁ। ବୁଝିପାରିଲେ? ସେଠୁ ମୁଁ ମୁକୁଳିଲି, ମାନେ ସେଇଠୁ ଯାଇକି ମୁଁ ମୁକୁଳିଲି ଯେ, ନାଇଁ ନାଇଁ, ମାନେ ପୋଲିସ ବି ଶୁଣନ୍ତୁ ଜାଣିପାରନ୍ତି ଯେ ଆଜ୍ଞା, କିଏ ଭୁଲ କରିଛି କିଏ ଠିକ କରିଛି। ଅବଶ୍ୟ ସେଥିପାଇଁ ଆଜ୍ଞା କିଛି ଥାନା ନେଇ ଠିଆ କରେଇଲେ। ନାଇଁ ନାଇଁ, ଥାନାରେ ଠିଆ କଲେ ଠିକ ଥାନା ଅଛି। ବାଲା ବୁଝିଲେନି, ମାନେ ଆମର ବଡଗଡ ଥାନା, ବୁଝିପାରିଲେ? ବଡ ଥାନାରେ ବୁଝିଲେନି ଯେମିତି, ସେଠୁ ସିଏ ଗଲେ ଚାରଛକ ଥାନା, ଯାହା ପାଖରେ ଗାଡିଟା ଥିଲା। ଆଚ୍ଛା, ଏଇ ଯୋଉ ରେପ କେସ୍ କଥା ମୁଁ ଯୋଉ ସେଟା କହୁଛନ୍ତି, 4 ଛକ ଥାନାରେ ହେଲା। ଚାରଛକ ଥାନା, ଆମ ନିମାପଡା 4ଛକ ଥାନା, ଆପଣ ଭାବନ୍ତୁ। ସେଠିକି ଗଲେ, ସେଠିକି ଗଲା ପରେ ସେଠି ମତେ ଡାକିଲେ ଆଜ୍ଞା, ମୁଁ ଗଲି। ତ ସିଏ ପୁରା ତାଙ୍କର ଭଦ୍ର ବ୍ୟକ୍ତି, 5-6 ଜଣ ଭଦ୍ର ବ୍ୟକ୍ତିକୁ ନେଇକି ଆସିଥାନ୍ତି, ଆଉ ଥାନା ବାଲା ବି ସବୁ ବସିଥାନ୍ତି। ମୁଁ ଯେତେବେଳେ ଗଲା ପରେ ମତେ କହିଲେ, ପୁଅ ତମେ ତାଙ୍କ ଗାଡିଟା ନେଇଛ, ଆଉ ପଇସା ବି ନେଇଛ, ଗାଡି ବି ନେଇଛ, ପଇସା ବି ନେଇଛ, ଆଉ ତମେ ପଇସା ଫେରାଅ। ମୁଁ ପଇସା କହିଲି, ମୁଁ ଦେଲି, ଗାଡି ମୁଁ ଦେଇଛି, ହଁ, ତା ପାଇଁ ପଇସା, ତାଙ୍କ ମୁଁ ନାଁରେ ଗାଡି କହିଲି, କିଣେଇଲି। ମାନେ ଭାବନ୍ତୁ, ସିଏ ମତେ ବହୁତ ପ୍ରେସରାଇଜ ସେଠି କଲେ, ଭଗବାନଙ୍କ ରାଣ, ଭଗବାନଙ୍କ ଇଏ ଦେଇକି, ମାନେ ଭଲରେ ମନ୍ଦରେ ଯୋଉ ସାମ ଦାମ ଦଣ୍ଡଭେଦ କୁହନ୍ତିନି, ସେଇ ଭଳିଆରେ ମତେ କହିବା ପାଇଁ ଚାଲେ ଯେ ତମେ ନିଜେ କୁହ ଯେ ତମେ ନିଜେ ରଖିଛ, ତମେ ନିଜେ ଇଏ କରୁଛ। କାହିଁକିନା ବରଗଡ ଥାନା ସେ ସେଇ ପ୍ରପୋଜାଲ ସେ କରିଥିଲେ ଟ୍ରିକ୍ ଟାକୁ ଲଗେଇଥିଲେ କିନ୍ତୁ ହେଇପାରିଲାନି, ନା, କାରଣ ସେ ଲେଡି ଅଫିସର ଜଣେ ଜାଣିଲେ ଜିନିଷଟା ଯେ ତାଙ୍କ ଭାଇ ସିଏ ଆଉ ତାଙ୍କ ଓକିଲ, ଏମାନେ ସମସ୍ତେ ମତେ ପ୍ରେସରାଇଜ କଲେ ଲେଖିବା ପାଇଁ। ମୁଁ ସେଠି ବି ଲେଖିଲିନି। ମୋର ଗୋଟେ ସାଙ୍ଗ ଥିଲା, ଯିଏକି ମତେ ମୋ ସେ ଟାଇମରେ ମୋ ପାଖରେ ଠିଆ ହେଲା, ବୁଝିପାରୁଛନ୍ତି ତ, ବିପଦ ଟାଇମରେ ସେ ଠିଆ ହେଲା। ସିଏ ଥିଲା ବୋଲି ମୋ ସାହସ ବଢିଲା, କି ନହେଲେ ମୁଁ ତ ଲେଖି ଦେଇଥାନ୍ତି। ବୁଝିଲି। ସିଏ ମତେ ଏମିତି ପ୍ରେସରାଇଜ କଲେ, ଆମ ମେଣ୍ଟାଲ କଣ୍ଡିସନ ଏମିତି ଥିଲା, ମୁଁ ଲେଖି ଦେଇଥାନ୍ତି ଆଜ୍ଞା, ଯାହା ହଁ, ହଉଛି ହଉ ପଛେ। ଦୈନିକ କିଏ ଥାନାକୁ ଯିବ, ହେ ଲେଖିତ ଯାହା ହବ ଦେଖାଯିବ। ହଁ, ସେଠୁ ଭାବନ୍ତୁ, ସେଠି ବି ଏମିତି କହିଲେ, ମାନେ ମୁଁ ତ ମାନିଲିନି। ଯୋଉମାନେ ଥିଲେ, ଯୋଉମାନଙ୍କ ପାଖରେ ଗାଡି ବି ଥିଲା, ସେମାନେ ବି ଆସିଥିଲେ, ସିଏ ବି ମାନିଲେନି, ସିଏ ବି ଦେଖେଇଲେ, ପ୍ରୁଫ୍ ଦେଖେଇଲେ ସବୁ। ମତେ ଏଇ ଯୋଉ 1 ଷ୍ଟାର ଯିଏ ଅଛନ୍ତି, ଏଏସ୍ଆଇ ଯିଏ ଅଛନ୍ତି ଥାନା, ସିଏ କହୁଛନ୍ତି ତାଙ୍କୁ, ଆଉ ମା ତୁ ଗୋଟେ କାମ କର, ତୁ ଏ ପିଲା ନା ରେପ୍ କେସ୍ ପକେଇଲୁ, ଏ ରେପ୍ କେସ୍ ଟା ଲେଖ, ମୁଁ ଏଇନେ ତାକୁ ନ ପୁରେଇ ଦେଇ ମତେ କହିବୁ। ମୁଁ ଆଜ୍ଞା ଜୋତା ଖୋଲି ଭିତରକୁ ଯାଉଥିଲି, ଜୋତା ପିନ୍ଧି ଆସିଲି। ମୁଁ କହିଲି, ଆଜ୍ଞା କଣ କହିଲେ? ରେପ୍ କେସ୍? ହଉ ମା ଲେଖ, ତୁ ରେପ୍ କେସ୍ ଲେଖ, ମୁଁ ଯିବି, ଆଉ ଥାନା ଯିବି, ଜେଲ ଯିବି, ଆସିବି ଆଜ୍ଞା। ହ୍ୟୁମାନ ରାଇଟ୍ସ ନାଁ ଶୁଣିଛନ୍ତି ଆପଣ? ନାଁଟା ଆସିଲେ ତାପରେ ବୁଝାବୁଝି ହବ, ଆଉ ନାଇଁ ନାଇଁ, ସେଇଥିରେ ବୁଝିଲେ? କହିଲେନି କି ମା ରେପ୍ କେସ୍ ଟା ଏଠି ଲେଖିଦିଅ ହୁଁ, ବୋଲି। ଆପଣ ବି ସେ ଯୋଉ ଥାନାର ଯିଏ ଥିଲେ ଏଏସ୍ଆଇ ଯାହା କହୁଛନ୍ତି 1 ଷ୍ଟାର ବୋଲି, ସେ ଅଧିକାରୀ କହିଥାନ୍ତେ ଆପଣ ରେପ୍ କେସ୍ ଦିଅନ୍ତୁ,
ଆଇନ ଆଗରେ ଆଜି ଲାଇଭ ରେପ୍ ହବ ଏବଂ ଆପଣ ସେଟା ଦେଖିବେ। ମୁଁ ଜାଣିବି ଯେ ମୁଁ ରେପ୍ କରିକି ହିଁ ଜେଲ ଗଲି। ମିଛରେ ରେପ୍ ଯିବାଠୁ ଭଲ ସତରେ ରେପ୍ କରିକି ଯିବି। ଏବଂ ମୋର ତ ତା ସହିତ ବାହାଘର ହେଇଥାନ୍ତା। ଏକରେ ତ ଗାଡି ଥାନାରେ କିଣି ଦେଇଥିଲି, ଲକ୍ଷାଧିକ ଟଙ୍କା ବି ଦେଇଦେଇଛି। ମାନସିକ ପ୍ରେସରରେ ବର୍ତ୍ତମାନ ହଉଛି। ମୋ ବୋଉ ବର୍ତ୍ତମାନ ଥାନାରେ ଆସିକି ଛିଡା ହେଲାଣି, ମୁଁ ଥାନାକୁ ଆସୁଛି। ଏବଂ ଏଭଳିଆ ପରିସ୍ଥିତିରେ ଯଦି ପୁଣି ଥରେ ମତେ ମିଛ ଦୋଷରେ ରେପ୍ କେସ୍ କରାଇକି ମତେ ଯଦି ଜେଲ ପଠାଯିବା ପାଇଁ ଯୋଜନା ଚାଲିଲାଣି, ସତକୁ ସତ ରେପ୍ କରିକି କାହିଁକି ବା ନ ଯିବି? ସେଇଟା ଠିକ କଥା କହିଲେ ଆଜ୍ଞା, ବଟ୍ ଆମେ ସେମିତିଆ କିନ୍ତୁ କରିପାରିବେ ନୁହଁ ଯେ ଆମେ ତାଙ୍କୁ ଜବାବ ସେ ଦେଇପାରିବୁ। ଆପଣ ହୁଅନ୍ତୁ କି ମୁଁ ବୁଝିପାରୁଛନ୍ତି? ହୁଅନ୍ତୁ, ସେ 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 କଣ୍ଡିସନରେ କିଛି ସେ କଣ୍ଡିସନରେ କହିହବନି। କିଛି କରିହବନି ଆଜ୍ଞା, ବୁଝିପାରୁଛନ୍ତି ତ? କାହିଁକି ନା ଲ ତ ଝିଅଙ୍କ ସପୋର୍ଟରେ। ନିଶ୍ଚିତ ଝିଅ ପିଲାଟି ମିଛ କଥା କହୁ ପଛେ ବି ପୋଲିସ ଆଗ ତାଙ୍କ କଥା ଶୁଣିବେ। କାହିଁକି ନା ସେଠି ଆପଣ ଭାବନ୍ତୁ, ସେ ଯେତେବେଳେ ଗଲେ ଖାଇବା ପାଇଁ, ମତେ ପୋଲିସ ବାଲା ନିଜେ କହୁଛନ୍ତି ଆଜ୍ଞା ଆମେ ବା ନିଜେ ଝିଅକୁ ଡରୁଛୁ। କାଲି ଡେଟରେ ନାଇଁ, ଶୁଣ ସତ କଥା, ମତେ ଏହା ହିଁ କହିଲେ ତାଙ୍କର। କହିଲେ ଆକୁ ଆପଣ କୋଉଠୁ ପାଇଲେ? କୋଉଠୁ ପାଇଲେ ଆକୁ? ଆପଣ ଆକୁ ଏଇଭଳିଆ ଲୋକକୁ ଭଲ ପାଇଥିଲେ? କୋଉଠୁ ପାଇଲେ ଆପଣ ଆକୁ? ହଁ ଆଁ? ହଁ ନା ଆମେ ବା ଝିଅ ମାନଙ୍କୁ ଡରୁଛୁ। ଆଉ ତମ କଥା କଣ କହିବ? ନାଇଁ, ଆମ ନାଁରେ ଝିଅ ପିଲା, ଆମ ନାଁରେ ବି ଗୋଟେ କଣ, ଆମେ ତାଙ୍କୁ କହିଲେ ଆମ ନାଁରେ ବି ଗୋଟେ ଫଲ୍ସ କେସ୍ ଦେଇଦେବେ। ନାଇଁ, ଆମ ଆଗରୁ ନିୟମଟା ଏଇଭଳିଆ। ନିୟମ ଇଏ ହେଇଯାଇଛି। ଆଗରୁ ଆଇପିସି ଥିଲା, ବର୍ତ୍ତମାନ ତ ବିଏନଏସ୍ ବିଏନଏସ୍ ହେଇଯାଇଛି ଆଜ୍ଞା, ଭାରତୀୟ ନ୍ୟାୟ ନିୟମ ସଂହିତା। ଅବଶ୍ୟ ସ୍ତ୍ରୀ ଲୋକମାନଙ୍କ ପାଇଁ ବା ନାରୀଟିଏ ପାଇଁ ବହୁତ କିଛି ନିୟମ କଡାକଡି ଅଛି। ଧୀରେ ଧୀରେ ସେଟାକୁ ଲୋକ ବୁଝିଲେଣି, ଜାଣିଲେଣି ଆପଣ ଏବଂ ଥାନାର ଅଧିକାରୀ ମାନେ ବି ସେଠୁ ବୁଝୁଛନ୍ତି। ଆପଣ ସେଠୁ ଶୁଣନ୍ତୁ, ସେ ସେଇଠୁ ଆସିନଥାନ୍ତେ। ସେଠୁ ଆସିଲେ କାହିଁକି, ଯିଏ ଏଏସ୍ଆଇ ଯିଏ ଥିଲେ, ସେ ତାଙ୍କୁ କହିଲେ କି ମା ତମେ ଯୋଉ ସିଗ୍ନେଚର କରିଛ, ଆପଣ ମତେ ଗୋଟେ କଥା କୁହନ୍ତୁ, ଚେକ୍ ଯଦି ବାଉନ୍ସ ହୁଏ, ଚେକ୍ ବାଉନ୍ସ ରେ ଯଦି ମୁଁ ଜାଲି ସିଗ୍ନେଚର କରିଦେଇଛି, ତାହେଲେ ସେଥିରେ କଣ ଆସିବ? ଯେ ଏଇଟା ସିଗ୍ନେଚର ମିସମ୍ୟାଚ, ସିଗ୍ନେଚର ବିଶ୍ୱାସ ନିହାତି ଦ୍ୟାଟ୍ସ ହ୍ୱାଇ ବାଉନ୍ସ ହେଇଛି। ବାଉନ୍ସ ହେଇଛି। ବଟ୍ ଭାବନ୍ତୁ, ସେଠି ଆସିଲା ତାଙ୍କର କି ଇନସଫିସିଏଣ୍ଟ ବାଲାନ୍ସ, ହଁ 2 to 3 times ଆସିଲା ଇନସଫିସିଏଣ୍ଟ ବାଲାନ୍ସ ଆଣ୍ଡ ଡିଫରେଣ୍ଟ ଚେକ୍ରେ, ଯୋଉ ଚେକ୍ ସେ ପ୍ରୋଭାଇଡ କରିଥିଲେ। ବୁଝିପାରୁଛନ୍ତି? ସେଠି ଆପଣ ବିଲିଭ କରିବେନି, ଥାନା ବାଲା ତାଙ୍କୁ କହିଲେ କି ସିଗ୍ନେଚର ଯଦି ତମେ ନ କରିଛ, ଦେନ୍ ତମେ ଗ୍ରୋଥ୍ ଆଗକୁ ବଢ, ତମେ ତମର କେସ୍ କର, ଯୋଉଠି ପଇସା ଦବା ନବା ହେଇଥିଲା ସେଠି ଯାଅ, ସେଠି ତମେ କେସ୍ କୋର୍ଟରେ କର। ଯଦି ତମେ ସତରେ ସିଗ୍ନେଚର କରିଛ, ତାହେଲେ ମା ସାଇଣ୍ଟିଫିକ ପାଖକୁ ଯୋଉ ଯିବ ତମ ସିଗ୍ନେଚର ହଁ ମ୍ୟାଚ୍ ହବା ପାଇଁ। ଆଉ ଯଦି ତମେ ସତରେ କରିଛ, ତାହେଲେ ତମେ ଫସିବ ତମେ ଦୋଷୀ ଆଜ୍ଞା, ଆଉ ତମକୁ 3 ବର୍ଷ ଜେଲ ହବ, ହବ। ନନ୍ ବେଲରେ। ବୁଝୁଛନ୍ତି ତ? ଆପଣ ବିଲିଭ କରିବେନି, ଏଇ କଥା ଶୁଣିଛନ୍ତି ନା ନାଇଁ ତାଙ୍କ ମୁହଁରୁ 5 ମିନିଟରେ ଗାୟବ। ସିଏ, ତାଙ୍କ ସାନ ଭାଇ, ଆଉ ତାଙ୍କ ଓକିଲ, ଆଉ ତାଙ୍କ ଡ୍ରାଇଭର। ସେ ଯୋଉ ପୁରୁଷ ବନ୍ଧୁ ନା ସିଏ ଯାଇନଥିଲେ, ସିଏ ଯାଇନଥିଲେ। ତାଙ୍କର ଯୋଉ 5 ଜଣ ଯୋଉ ଭଦ୍ର ବ୍ୟକ୍ତି ଥିଲେ। ବୁଝୁଛନ୍ତି? ସିଏ ପୁରା ଗାଡି ଫାଡି ମେଣ୍ଟେନ କରିକି ବୁଲୁଛନ୍ତି। ଆଜ୍ଞା, ପୁରା ସବୁ ଗାୟବ, ସେଠୁ ଆଉ ନାହାନ୍ତି। ଆଉ ତ ଦୂରରେ ରହିକି ଆମେ ଦେଖୁଥିଲୁ। ମୁଁ ଯାଇ ପଚାରିଲି, ମୁଁ ସାର୍ କଣ ପଢେଇଲେ? ଆମେ କଣ ସାର୍ ଏଠି ଠିଆ ହବୁ? ଆମେ କିଛି କରୁନୁ। ମୁଁ ଆଜ୍ଞା ସେଠି ପଢିଛି, ମାନେ ଭଦ୍ର ବ୍ୟକ୍ତି, ୱିଟନେସ୍। ମୁଁ ଆସିବି ଥାନାକୁ, ତ ସିଏ କାହିଁ ପଳେଇଲେ? ମୁଁ ଯଦି ଠିଆ ଭିତରେ, ସିଏ କାହିଁ ପଳେଇଲେ? ମୁଁ ତ ୱିଟନେସ୍ ଅଛି, ଆପଣ ନିଜେ ବି ଦେଖିପାରିବେ। ହଁ ମୁଁ ସେ ସେଠି ୱିଟନେସ୍, ମୁଁ ପ୍ରଥମ ଅଛି, ପକ୍ଷ ଅଛନ୍ତି, ମୁଁ ଆପଣ ଅଛି। ନା ଅଛନ୍ତି। ନା, ହଁ ସରି, ଆପଣ ଅଛନ୍ତି ପ୍ରଥମ। ୱିଟନେସ୍ ରେ, ଫାଷ୍ଟ ୱିଟନେସ୍ ହଁ ମୁଁ ଅଛନ୍ତି ଅଛି। ଏଠି। ବୁଝିପାରିଲେ? ତ କହିଲା ପରେ, ନୋଟିସ୍ ତ ଗୁଡେ ଅଛି। ଆପଣ ଶୁଣନ୍ତୁ, ହଁ ଆପଣ ସେ କହିଲା ପରେ ସେ ତ ପଳେଇଲେ। ସେ କହିଲେ ଆଜ୍ଞା ମୁଁ ଏଇ ପଦଟି କହିବାରୁ ସେ ପଳେଇଲେ। ଯଦି ଆଚ୍ଛା। ତମେ ସତରେ, ତମେ ଯଦି ମୋ ନାଁରେ କେସ୍ କରିବା ପାଇଁ ଯାଇଥିଲ, ଆଉ ତମେ ଯଦି ସତରେ ଅଛ, ଠିକରେ ଅଛ, ତାହେଲେ ତମେ କାହିଁ ପଳେଇ ଆସିଲ, ରହିଲନି? ଟୋଟାଲି ସେ କରିନାହାନ୍ତି, ମିଛ କଥା। ବୁଝୁଛନ୍ତି ତ? ଗଲା ମଝିରେ ଆଜ୍ଞା, ଯେତେବେଳେ ଏଠି ବରଗଡ଼ ଥାନା କିଛି ହେଲାନି, ମୋ ନାଁରେ ଆଜ୍ଞା ନୋଟିସ୍ ପଠେଇଲେ। ମୁଁ ହଉଛି ଗୋଟେ ଇଞ୍ଜିନିୟର, ଆଚ୍ଛା, ମୁଁ ତାଙ୍କୁ ପ୍ରେମ ଜାଲରେ ଝାଂସା ଦେଇକି ତାଙ୍କୁ ମାନେ ପ୍ରେମ ଜାଲରେ ଫସେଇଥିଲି। ମାନେ ଆପଣଙ୍କ ନାଁରେ ନୋଟିସ୍ ଟା ଆସିଲା ଆଜ୍ଞା, ଯେ ଆପଣ ତାଙ୍କୁ ଫସେଇ ଦେଇଛନ୍ତି। ହଁ, ମୁଁ ହଉଛି ଗୋଟେ ଇଞ୍ଜିନିୟର ଆଜ୍ଞା। କିନ୍ତୁ ଆପଣ ତ ମୁଁ ଇଞ୍ଜିନିୟର ନୁହଁ। ନା, ମାନେ ଭାବନ୍ତୁ, ମୁଁ ହଉଛି ଗୋଟେ ଇଞ୍ଜିନିୟର, ମୁଁ ତାଙ୍କୁ ଫସେଇ ଦେଇଛି। ସେ ନୋଟିସ୍ ଟା ପଢିବେ ବି ଆପଣ ଜାଣିପାରିବେ ଯେ ମୁଁ ତାଙ୍କୁ କହିଥିଲି ଯେ ମୁଁ ଗୋଟେ ଇଞ୍ଜିନିୟର। ଆଉ ସେତେବେଳେ ମୋ ସହିତ ମିଶିଲା ପରେ ଜାଣିଲେ ଯେ ମୁଁ ହଉଛି ଗୋଟେ ଆଜ୍ଞା ବେକାରୀ। ସେ ନୋଟିସ୍ ଲେଖା ହେଇଛି, ଆପଣ ଦେଖନ୍ତୁ। ମାନେ ବେକାରୀ ବଡ ଅଦ୍ଭୁତ କଥା। ହଁ, ମୁଁ ହଉଛି ଗୋଟେ, 2021 ମସିହାରେ ନିଜେ ମୁଁ ଗୋଟେ ଚାକିରି କରିଛି। ମୁଁ ସେଥିପାଇଁ ତ ଆପଣଙ୍କୁ ମୋ ସାଲାରୀ ସ୍ଲିପ୍, ମୋ ଜଏନିଂ ହଁ ଲେଟର, ହଁ, ତାଙ୍କ ସବୁ ତ ଜଏନିଂ ମୁଁ ଲେଟର, ଦେଖୁଛି ତାଙ୍କ ତ ସାଲାରୀ ସ୍ଲିପ୍ ସବୁ ଦେଇଛି ଆପଣଙ୍କୁ। ସବୁ ତ ଦେଖୁଛି ମୁଁ ବୁଝିପାରୁଛନ୍ତି? ଏଠି। ଗୋଟେ ଆଜ୍ଞା, ଅଦ୍ଭୁତ କଥା ଆଜ୍ଞା। ମୁଁ ଯୋଉ କମ୍ପାନୀ ଚାକିରି କଲି 2020ରେ, ହଁ, ସିଏ ତାଙ୍କୁ ଚାକିରି କଲେ 2021ରେ। 21ରେ ମୁଁ, ଆଉ ସେ କିନ୍ତୁ ମତେ ବେକାର ଥିଲେ ଆପଣ। ନୋଟିସ୍ କରିଛନ୍ତି ଯେ ମୁଁ ବର୍ଷ ତଳେ ବେକାର ଥିଲି। ଆଜ୍ଞା, ମୁଁ ବେକାରୀ ଥିଲି। ଗାଡି କିଣା ହେଇଥିଲା। ମୁଁ ଗାଡି କିଣିଲା ବେଳେ ମୋ ବାପା ମା ତାଙ୍କୁ କମିଟମେଣ୍ଟ କରିଥିଲେ ଯେ ଆମ ପୁଅ ଏ ଗାଡି ଚଲେଇକି ରୋଜଗାର କରିବ, ପେଟ ପୋଷିବ, ଆଉ ସେଥିପାଇଁ ତମେ ଟିକେ ଗାଡିଟା ତମ ନାଁରେ ଆମେ କିଣୁଛୁ। ଆଉ 3 ମାସ ପରେ ଗାଡିକୁ ସେ ନିଜ ନାଁକୁ ନେଇ ଆସିବ। ବଡ ଅଦ୍ଭୁତ କଥା। ଆରେ ମୋ ଆଜ୍ଞା, ପୁଅ ଗାଡି ଚଲେଇବ, ମୁଁ ମୋର ଇଏ କରିଥାନ୍ତି। ଯଦି ଆଜ୍ଞା ଗାଡିର ଫଟୋ ବି ତ ମୁଁ ଆପଣଙ୍କୁ ଦେଇଛି, ହେଲା, ଆପଣ ତ ଦେଖିପାରିବେ। ହଁ ହଁ, ଅଛି, ମୁଁ ଗାଡି ଦେଖୁଛି। ୟେଲୋ ନମ୍ବର ପ୍ଲେଟ୍ ହବା କଥା ଯେ ମୁଁ ଗାଡି ଚଲେଇ, ହଁ, କମର୍ସିଆଲ ଯଦି ହେଇଥାନ୍ତା କମର୍ସିଆଲ। ଆଜ୍ଞା, ବଟ୍ ଆଜ୍ଞା ପ୍ରାଇଭେଟ ଗାଡିରେ ମୁଁ କଣ ପେଟ ପୋଷିବି? ନା, ଦରକାର ନାହିଁ, ସେ ହୁଏନି ସେମିତିଆ। ତାପରେ ତାଙ୍କ ବୁଝିପାରିଲେ? ଓକିଲଙ୍କୁ ବି ମାନିବାକୁ ପଡିବ ହଁ, ଯେ ସିଏ ଏଭଳିଆ ଓକିଲ ବୁଦ୍ଧିଟା ଅଛି। କାହିଁକିନା ମୁଁ ତ ଓକିଲ ନୁହେଁ। ମୁଁ ସିଏ ଶୁଣନ୍ତୁ ଯଦି ଆଜ୍ଞା, ଓକିଲ ସେତିକି ବି ତାଙ୍କ ନୁହଁ, ଆଗରେ ମୁଁ ଥାନ୍ତି, ମୁଁ କହିନଥାନ୍ତି ଯେ ଏମିତି କର ବୋଲି। ସେତିକି ବି ନୁହଁ। ସିଏ ସେଥିରେ ମୋ ବାପାଙ୍କୁ 7 ଦିନ ଭିତରେ 15 ଲକ୍ଷ ମାଗିଛନ୍ତି।
ଯେହେତୁ ମୋ ବାପା କୁଆଡେ ତାଙ୍କୁ କମିଟମେଣ୍ଟ କରିଥିଲେ ଗାଡି କିଣିଲା ବେଳେ, ଆଉ ସେ ତାଙ୍କର ଆଉ ତାଙ୍କ ହଁ ସେଥିରେ ବି ଆହୁରି ଗୋଟେ ଜିନିଷ ମେନସନ କରିଛନ୍ତି ଆଜ୍ଞା, କି ମୋର ପ୍ରଥମ ନୋଟିସରେ ମୋର ଗୋଟେ ଚେକ୍ କପି ଆଙ୍କ ପାଖରେ ଥିଲା, ଯୋଉଟା ସେ ଦେଇକି ଆଙ୍କ ସହିତ ମିଶିକି ମୋ ଏଗେନଷ୍ଟରେ ପ୍ଲାନ୍ କରି ଗାଡିଟାକୁ ନେଇଯାଇଛନ୍ତି। ବୁଝିପାରିଲେ? ଚକ୍ରବ୍ୟୂହ ଲମ୍ବା ହେଇଯାଇଛି। ଆଉ ଗୋଟେ ବି ଲେଖିଛନ୍ତି ସେଥିରେ, ମାନେ ଆଉ ଗୋଟେ ନୋଟିସ ବି ଆପଣଙ୍କୁ ଦେଇଛି, ଯୋଉଟା ଦେଖିବେ ସେଥିରେ ବି ମେନସନ ହେଇଛି ଯେ ମୋର ପୁରା ଚେକ୍ ବୁକ୍ ପାସବୁକ୍ ସବୁ ନେଇଯାଇଛନ୍ତି। ଆଚ୍ଛା। ପ୍ରଥମ ନୋଟିସରେ ଆଜ୍ଞା ପୋଲିସ କିଛି ବୁଝିଲେନି, ଲେଖା ହେଇନି। ସେକେଣ୍ଡ ନୋଟିସରେ ଲେଖା ହେଇଛି ପୋଲିସ କିଛି ବୁଝିଲେନି। ପ୍ରଥମ ନୋଟିସରେ ଲେଖା ହେଇନି ଆଜ୍ଞା କି ମତେ ମାରିବା ପାଇଁ ଧମକ ଦଉଛନ୍ତି। ସେକେଣ୍ଡ ନୋଟିସ ଲେଖା ହେଇଛି ମତେ ମାରିବା ପାଇଁ ଧମକ ଦଉଛନ୍ତି। ତମେ ଯଦି ଠିକ ଲେଖିଛ, ଠିକ କରିଛ, ତାହେଲେ ଗୋଟେ ନୋଟିସ ଦେଇଥାନ। ଆଜି ଗୋଟେ ନୋଟିସ, କାଲି ଗୋଟେ ନୋଟିସ। ନୋଟିସର ରିପ୍ଲାଏ ନଦେଲେ ତମେ ଆଉ ଗୋଟେ ନୋଟିସ ପଠେଇବା କଥା। ତମେ ଦିଟା ନୋଟିସ ମତେ ପଠଉଛ ମୋ ଘରକୁ, ପୁଣି ଡିଫରେଣ୍ଟ କ୍ଲଜ ୟୁଜ କରିକି। ବୁଝିପାରୁଛନ୍ତି? ହଁ ହେଇଗଲା ଏକାଥରେ, କାହିଁକିନା ଆପଣ ଚୋରି କରିଦେଲେ ଗାଡି, ହଁ, ତାପରେ ଆପଣ rape ଯେତେବେଳେ ମୁଁ କରିଦେଇଛନ୍ତି। ପରାମର୍ଶ ନେଲି ମୋ ଓକିଲଙ୍କର, ଓକିଲ କହିଲେ ଯେ ଏଥିରେ ସେ ନିଜେ ହିଁ ଫସୁଛନ୍ତି, ଆଉ କିଛି ନୁହଁ, ତମେ ହଁ କିଛି ତାର ରିପ୍ଲାଏ ଦେବା ଦରକାର ନାହିଁ। କିଛି ଦରକାର ନାହିଁ। ମୁଁ ଦେଲି ହିଁ ନାହିଁ। ଭାବନ୍ତୁ, ସେଇଥିପାଇଁ ସେଠିକି ଗଲେ। ଦେନ୍ ତାପରେ ସେ ତାଙ୍କର ଗାଡିର ମାନେ ଯୋଉ କୁହନ୍ତିନି କାନମୁଣ୍ଡି, ମାନେ କାନମୁଣ୍ଡ ଆଉଁସିକିରି, ମାନେ ଯେତେ କଲେ ଫସେଇବା। କାହିଁକି ଦେଖନ୍ତୁ ଆଜ୍ଞା, ଭଗବାନ ବୋଲି ଜଣେ ଉପରେ ଅଛନ୍ତି ଆଜ୍ଞା। ଯୋଉଟା ଠିକ ସେଟା ଠିକ, ମୁଁ ଯୋଉଟା ଆଜ୍ଞା ଭୁଲ ଠିକରେ ଅଛି ବୋଲି ମୁଁ ବଞ୍ଚିଗଲି। ଆପଣ ନହେଲେ ଭାବନ୍ତୁ ଯେ ଆଜିକା ଡେଟରେ ଫଲ୍ସ କେସ୍ ଦେଇକି ବି କେତେ ଲୋକଙ୍କ ଜୀବନ କଣ ବର୍ବାଦ ହେଲାଣି। ବହୁତ ଲୋକଙ୍କ ଜୀବନ ମୁଁ ବି ଜାଣିଛି, ବହୁତ ବୁଝୁଛନ୍ତି କିଛି ତ? ଲୋକଙ୍କୁ, ଏବଂ ସେମାନେ ମାନେ ହଇରାଣ ଆପଣ ହେଇଛନ୍ତି। ବିଲିଭ କରିବେନି, ସେତେବେଳେ ମୋର ଜଣେ ଦାଦା ଥିଲେ, ସେ ମତେ ବହୁତ ହେଲ୍ପ କରିଛନ୍ତି। ଦାଦା ଜଣେ ଥିଲେ, ସେ ମତେ ମାନେ ଥାନାରେ ପାଇଁ ବୋଲି ବହୁତ ହେଲ୍ପ କରିଛନ୍ତି। ଏବେ ରିସେଣ୍ଟଲି ଆଜ୍ଞା ମୋ ନାଁରେ ପୁଣି ଆଉ ଯାଇକି ଦେଇଥିଲେ ଥାନାରେ। ହୁଁ। ଆପଣ ବିଲିଭ କରିବେନି, ମୋ ଦେହ ଖରାପ, ମୋର କିଡନୀରେ ଷ୍ଟୋନ ହେଇଛି 10 mm ର। ମୁଁ ରାତିରେ ଶୋଇପାରୁନି, ସକାଳୁ ଉଠି ପାରୁନି, ମେଡିସିନ ଖାଉଛି। ଆଜ୍ଞା ତାଙ୍କ ଭଉଣୀ ଯିଏ ଏବେ ଯୋଉ କହୁଥିଲି, ଯୋଉ ସାଟେଲାଇଟ ଚ୍ୟାନେଲ, ଯୋଉ ସାଟେଲାଇଟ ନ୍ୟୁଜ ଚ୍ୟାନେଲ ଚ୍ୟାନେଲ, ଯୋଉ ଓଡିଶାର ଆଜ୍ଞା ଗୋଟେ ଆଗ ଧାଡିର। ଆଗ ଧାଡିର ବୁଲେଟିନ ଏଡିଟର ଅଛନ୍ତି, ତାଙ୍କ ଭଉଣୀଙ୍କର ଏବେ ବାହାଘର ହଉଛି। ଆଚ୍ଛା, ଏଇ ବଢିଆ କଥା। 21 ତାରିଖରେ ବାହାଘର। ବହୁତ ଭଲ, ଘର ସଂସାର କରନ୍ତୁ, କିଛି ଅସୁବିଧା ନାହିଁ ହେଲା। ତ ତମେ ଘର ସଂସାର କରିବ ବୋଲି ଆଉ ଜଣଙ୍କୁ ତମେ ବଳି ପକେଇଦବ? ଆଉ ଜଣଙ୍କୁ ନୁହଁ, ଏ ତ ଆପଣ ତ ବହୁତ ପରେ ଆସିଥିବେ, ତା ପୂର୍ବରୁ ନା ବହୁତ ନା ନା ଥିବେ। ନା, ଶୁଣନ୍ତୁ, ସିଏ ତ ତାଙ୍କ କଥା ମୁଁ କହିବି, ମୁଁ ଭଉଣୀଙ୍କ କଥା କହୁଛି। ହୁଁ। ଭଉଣୀ ତାଙ୍କର ମ୍ୟାରେଜ ଏବେ କରୁଛନ୍ତି। ତାଙ୍କ ଭଉଣୀ ତାଙ୍କ ମାଉସୀ ପୁଅଙ୍କୁ ଭଲ ପାଉଥିଲେ ଆଜିକି ପାଖାପାଖି 12-13 ବର୍ଷ ହବ। ମାଉସୀ ପୁଅ, ନିଜ ମାଉସୀ ପୁଅକୁ, ବୁଝିପାରିଲେ? ତାଙ୍କ ସହିତ ପଳେଇ ବି ଥିଲେ, ସେ ଚ୍ୟାନେଲ ଛାଡିକି ପଳେଇଥିଲେ ବର୍ଷେ। ବାህ, ଚମତ୍କାର। ହଁ, ବର୍ଷେ ତାଙ୍କ ଚ୍ୟାନେଲ ଛାଡିକି ପଳେଇଥିଲେ। ପଳେଇଲା ପରେ ତାଙ୍କୁ ବହୁତ କଷ୍ଟ ତାଙ୍କ ପରିବାର ଲୋକ ଆଣିଲେ। ତାଙ୍କ ନିଜ ମାଉସୀ ପୁଅ, ତାଙ୍କ ମାଉସୀ ସେଠି ତାଙ୍କର ବୁଲେଟ ବି ଗୋଟେ କିଣିଛନ୍ତି, ତାଙ୍କ ନାଁରେ ତାଙ୍କୁ କିଣିକି ଦେଇଛନ୍ତି। ବୁଲେଟ ଗୋଟେ ଗାଡି ବି କିଣି ଦେଇଛନ୍ତି ତାଙ୍କ ଭଉଣୀ। ବୁଝିପାରୁଛନ୍ତି? ତ ତାଙ୍କ ଲେଖାପଢା ସବୁ ହେଲା ଯେ ଆମର ଆଉ ଆଙ୍କ ପାଖକୁ ଯିବା ନାହିଁ, କିଛି ନାହିଁ, ଇଏ ମୋ ବାଟକୁ ଆସିବେନି, ସେ ମୋ ବାଟକୁ ଆସିବେନି। ବଢିଆ କଥା। ଠିକ ଅଛି, ମୁଁ କାହିଁକି ଏଟା ଆସିଲି ମୁଁ କହୁଛି ଆପଣଙ୍କୁ। ତାଙ୍କ ବିଷୟରେ ମୁଁ ତ କହିବାର କିଛି ମୋର ଆବଶ୍ୟକ ନାହିଁ, କାହିଁକିନା ସିଏ ଗୋଟେ ମତେ ଗୋଟେ ରାକ୍ଷୀ ପିନ୍ଧେଇଥିଲେ ମୋ ହାତରେ। ବଟ୍ କଣ କରିବା ଆଜ୍ଞା, ମୁଁ ତ ମରିଯାଉଛି, ମୋର ତ ପାଣି ଆସିକି ନାକରେ ମାଇଲାଣି, ମୁଁ ତ ମରିଯାଉଛି, ମୁଁ ତାଙ୍କୁ କାହିଁ ବଞ୍ଚେଇବି? ସେଇ ଯୋଉ ଭଉଣୀ ଜଣକ, ତାଙ୍କ ଭଉଣୀ ଯିଏ ହେବେ, ତାଙ୍କର ଏବେ ଏଙ୍ଗେଜମେଣ୍ଟ ହେଲା। ଏଙ୍ଗେଜମେଣ୍ଟ ହବ ବୋଲି ବାହାଘର ଠିକ ହେଇଛି। ଲକ୍ଷ୍ମୀ ସାଗରରେ ସେ ପୁଅଟି ତାଙ୍କ ହେଲା। ସେ କଣ ଏୟାରଲାଇନରେ ନା କଣ ଗୋଟେ କାମ କରୁଛି, ବୁଝିପାରିଲେ? ବିମାନ, ମାନେ ଯୋଉ ଏୟାରଲାଇନ୍ସ ରେ କାମ କଣ କରୁଛି, ଏୟାରପୋର୍ଟରେ। ତ ଯଦି ତମର ବାହାଘର ହେଲା, ସିଏ ଜାଣିଛନ୍ତି, ମୁଁ ଜାଣିଛି କି ଆଙ୍କ ଭଉଣୀ ପଳେଇଥିଲେ ବୋଲି। ସେ ଚୋର, ବା ଚୋରଙ୍କ ମନରେ ନଥାଏ କି ଡର? ଆଜ୍ଞା, ପର୍ଦା ପଛର ଯିଏ ଖଳନାୟକ ଥିଲେ ଏବେ ଆସିଲେ ସାମ୍ନାକୁ। ଆଚ୍ଛା, ଜାଣିପାରିଲେ ତ କିଏ? ବୁଝିଲି। ହଁ, ଯିଏ ଯାହାକୁ ସେ ଭଲ ପାଉଛନ୍ତି, ବାହା ହେଇଥିବା ଲୋକ। ବାହା ହେଇଥିବା ଲୋକ, ବନ୍ଧୁକ ଯୋଉ ହଁ, ଲୋକଟି ଦେଖେଇଥିଲେ। ଆପଣଙ୍କୁ ଆଜ୍ଞା ଦେଖେଇଥିଲେ ଆଜ୍ଞା ଯିଏ। ଆଜ୍ଞା 6 ତାରିଖରେ ମୋ ନାଁରେ ଯାଇକି ବରଗଡ଼ ଥାନାରେ ପୁଣି କେସଟା ଦେଇଛନ୍ତି। ବରଗଡ଼ ସେସନ ଥାନା ଡାଏରୀ ପୁରା ମେନ୍ସନ। କେଷ୍ଟ ଦିଆଯାଇଥିଲା, ପୁଣି ଆଉଥରେ ଗୋଟେ ସେ ତ 2023-24 ଦେଇଥିଲା, ପୁଣି ଏବେକାର କଥା କହୁଛି 2025 ରେ। 25 ସେପ୍ଟେମ୍ବର 6ରେ। ଆଚ୍ଛା, ରିଜନ କଣ? ଆଜ୍ଞା ତାଙ୍କ ଗାଡି କୁଆଡେ ମୁଁ 12:30 ରାତିରେ, ଆପଣ ମୁଁ ଗୋଟେ ବସିଛି, ଆଉ ମୁଁ ମାନେ ଯୋଉମାନେ ବି ମତେ ଦେଖୁଛନ୍ତି, ଆପଣ ନିଜେ ଚିନ୍ତା କରନ୍ତୁ, ମୁଁ ଗୋଟେ ଆଜ୍ଞା ଦାଦା ବଟି ଆଦାୟ କରିବା ଲୋକ ଦେଖାଉଛି। ଓହୋ, ସେ ଥାନାରେ ଯାଇକି ଏଫଆଇଆର ଦେଲେ ଯେ ରାକେଶ ଲେଖା ରଞ୍ଜନ ହେଇଛି ବିଶ୍ୱାସ। ଆଜ୍ଞା, ଏଇ ଲୋକଟି ମୋ ଗାଡିକୁ ହାଇଟେକ ଛକ ପାଖରେ ରାତି 12:30ରେ ମୋ ଗାଡିକୁ ଅଟକେଇ ମୋ ଡ୍ରାଇଭରକୁ ତଳକୁ ଓହ୍ଲାଇ ତାକୁ ବହୁତ ମାଡ ମାରିଛନ୍ତି। ମାଡ ମାରିକି ତାଠୁ 50 ଆଦାୟ କରିଛନ୍ତି। ଆଉ ତା ଯୋଗୁଁ ମୋ ଗାଡିଟାକୁ ଓଲଟେଇ ଦେଲେ, ଆଉ ଯୋଉଠି ମୋର କଂକ୍ରିଟ ଗୁଡା ଲସ୍ ହେଇଯାଇଛି, 2 ଲାକ୍ସ ମୋର ଲସ୍ ହେଇଯାଇଛି। ଆଜ୍ଞା ମାନେ ଟ୍ରେକରେ ମୋ ଗାଡି ଦେହ ଖରାପ। କଂକ୍ରିଟ, ମାନେ ସେ ଯୋଉ ଟ୍ରକ ଯୋଉ ରେଡି ମିକ୍ସ କହୁଛନ୍ତି, ଆପଣ ସେ ଗାଡିଟାକୁ ଓଲଟେଇ ଦେଲେ। ସେଥିରେ ପାଖାପାଖି ତାଙ୍କର 2.5 ରୁ 3 ଲକ୍ଷ ନଷ୍ଟ ହେଲା। ପ୍ଲସ ଡ୍ରାଇଭରକୁ 50,000 ଟଙ୍କା ବଟି ମାଗିଲେ, ବାଡେଇଛି ବି, ବାଡେଇ ଦେଲେ ବି। ତା ମାନେ ଇଏ ତ 2-3ଟା ବିଏନଏସ ଧାରା ଲାଗିଗଲା। ଆଜ୍ଞା, ସେଠୁ ଜେଲ ଗଲେ ତ ଆଜ୍ଞା, ତ ପୁଣି ଏମାନଙ୍କର ପୁଣି ରାସ୍ତାଟା କ୍ଲିୟର ହବ। କଥାଟା ବୁଝି ପାରୁନାହାନ୍ତି? ମାନେ ତ ସେଠିକି ଗଲେ, ପ୍ରମାଣ ଦେଲେ। ଶୁଣନ୍ତୁ, ସେଠୁ ସିଏ କଣ କରିଛନ୍ତି ନା, ଯେତେବେଳେ ଏଇ ସବୁ ଜିନିଷ ଲେଖିଛନ୍ତି, ଦେଇଛନ୍ତି, ମୁଁ 6 ତାରିଖ ଦିନ, ମତେ 7 ତାରିଖ ଦିନ ଫୋନ ଆସିଲା, ମୋ ଦେହ ଖରାପ। ମୁଁ ତାଙ୍କୁ କହିଲି ବି, ଜଣେଇଲି, ମୁଁ କହିଲି ସାର୍ ମୋ ଦେହ ଖରାପ, ମୋର କିଡନୀରେ ଗୋଟେ ଷ୍ଟୋନ ହେଇଛି,
ମୁଁ ବେଶୀ ସମୟ ଚାଲି ପାରୁନି କି ମୁଁ ବସି ପାରୁନି, ଆଉ ମୁଁ ସାର୍ ଯିବି। 8 ତାରିଖ ଦିନ ମୁଁ ଗଲି, ମତେ କହିଲେ ଆଜି ସେ ଲୋକ ଆଭେଲେବୁଲ ନାହାନ୍ତି। ସେ ଏତେ ବିଜି ଲୋକ କୋଉଥିରେ କହିଲେ, ଗାଡି ତ ଲାଗିଛି, ଝିଅଙ୍କୁ ଧରି ବୁଲିବା ସେଥିରେ ବିଜି। ସିଏ ଏତେ ବିଜି, ସିଏ କୁଆଡେ ପୁରୀ ଯାଇଥିଲେ ବୁଲିବା ପାଇଁ ତାଙ୍କ ଭଉଣୀ ମାନଙ୍କୁ ଧରିକି। ଓହୋ, ପଇସା ଅଛି ହେଲା। ବୁଲିବାକୁ ଗଲେ। ହଁ, ସେ ତ କହିଲେ 6 ତାରିଖରେ ଏଫଆଇଆର ଦିଆଗଲା, ଆଜ୍ଞା 7 ତାରିଖରେ ମୋ ପାଖକୁ ଫୋନ ଆସିଲା। ଆପଣଙ୍କୁ ଫୋନ କଲେ ପୋଲିସରେ ଯିଏ ଆଜ୍ଞା ଭାରପ୍ରାପ୍ତ ଅଧିକାରୀ ଆଜ୍ଞା ଅଛନ୍ତି। 8 ତାରିଖରେ ଆପଣ ମୁଁ ପହଞ୍ଚିଲେ ଯେ ଗଲି। ମୋ ଦେହ ଖରାପ ଅଛି, ମୁଁ ଯାଇ ପହଞ୍ଚିବି। ହଁ ପହଞ୍ଚିଲେ କିନ୍ତୁ ହୁଁ। ସେଦିନ ସିଏ ଆସି ନଥିଲେ। ନା, ମୁଁ ଯେତେବେଳେ ଫୋନ କଲି ତାଙ୍କୁ, ଯୋଉ ସାରଙ୍କୁ, ଯୋଉ ସାର୍ ମୋର ନେଇଥିଲେ ଏସ୍ଆଇ ଜଣଙ୍କ, ତାଙ୍କୁ ଯେତେବେଳେ ଫୋନ କଲି, ସେ କହିଲେ ଆଜି ତ ସିଏ ଆସିବେନି ହେଲେ ମନା କରୁଛନ୍ତି, ମୁଁ ବି ନାହିଁ, ତମେ କାଲି ଆସ। ତ ଠିକ ଅଛି। ମୁଁ 9 ତାରିଖ ଦିନ ଗଲି। 9 ତାରିଖ ଦିନ ଯେତେବେଳେ ଗଲି, ମୁଁ ମାନେ ଭାବନ୍ତୁ କେତେ ଥର ମତେ ଥାନାକୁ ଘୋଷଣା ହଉଛି, ମାନେ ସିଏ ପଇସା ପାଇଁ, ଇଏ ଦେହ ସୁଖ ପାଇଁ। ବୁଝିଲି। ସେଠୁ ମୁଁ ଯେତେବେଳେ ଗଲି, ଆଜ୍ଞା ଗଲା ପରେ ସେଠୁ ମୁଁ କହିଲି ଆଜ୍ଞା ହଁ ଏଫଆଇଆର କଣ ଅଛି ନା, ସିଏ ତୁ ବାବା ତୁ କଣ ଦାଦା ପଟିଆ ଦେହ ମାଗୁଛୁ, ଏକ୍ସଟର୍ସନ କେସ୍ ତୋ ନାଁରେ ପଡିଛି, ଇଏ କରିଛି। ମୁଁ କହିଲି ଆଜ୍ଞା ମୁଁ ଦେଖାଯାଉଛି, ଆମେ ପୋଷ୍ଟ ଗ୍ରାଜୁଏଟ, ମୁଁ ଦେଖାଯାଉଛି ସାର୍ ମୁଁ ସେଇଭଳିଆ କରିବା ପାଇଁ। ନା କେବେ ଦୋଷୀ କେବେ କଣ କହେ କି ମୁଁ ଦୋଷ କରିଛି ବୋଲି, ନା କ୍ରିମିନାଲ କେବେ ଦେଖାଯାଏ ଯେ ମୁହଁରୁ ସେ ଗୋଟେ କ୍ରିମିନାଲ ଭଳିଆ। ଥାନା ବାଲା ମତେ କହୁଛନ୍ତି, ସେ ଥାନା ବାବୁ ଯିଏ ଥିଲେ, ସିଏ ହଁ ଜାଣି ପାରୁନଥିଲେ ଯେ ଏ ଲୋକଟି କରିଥିବ କି ନ କରିଥିବ। କରିଥିବ ନ କରିଥିବ। ହେଲା ନା, ହଉ ହଉ ବାବୁ ହଉ, ଦେଖିବା କଣ ହଉଛି, ତୁ ସେ ଆସନ୍ତୁ। ଆଇଲେ ବାବୁ ଆମର ମହାରାଜା ଆସିଲେ। ମହାରାଜା କେମିତି ଆସନ୍ତି, ପୁରା ସୈନ୍ୟ ସାମନ୍ତ ଧରିକି। ସନେ ସାମନ୍ତ ଧରିକି, ଆଉ 5-7 ଜଣ ତାଙ୍କ ସାଙ୍ଗରେ ଥିବେ। 5-7 ଜଣ ନୁହଁ ଆଜ୍ଞା, 15-20 ଜଣ। ଆଚ୍ଛା। ତାଙ୍କର ନେକ୍ସନ ଗାଡି, ଟ୍ୟୁବି ଗାଡି। ଏଇଟା ମୁଁ ପରେ ଜାଣିଲି କି ଏତେ ଲୋକ ଆସିଥିଲେ ବୋଲି, ବଟ୍ ପଶିଲେ ଥାନା ଭିତରେ 7 ଜଣ ତାଙ୍କ ଆଗରେ। ତାଙ୍କର 2 ଜଣ ବନ୍ଧୁ, ଆଉ ତାଙ୍କର ଯୋଉ ଡ୍ରାଇଭର। ସେ ଯୋଉ ଡ୍ରାଇଭର, ମୁଁ ଠିଆ ହେଲେ ଆଜ୍ଞା ମୁଁ ତାଙ୍କୁ ଏମିତି ଅନଉଛି। ତାମାନେ ଆପଣଙ୍କ ହାଇଟ୍ ହେଲା 5 ଫୁଟ 8 ଇଞ୍ଚ, ମାନେ ତାଙ୍କ ହାଇଟ୍ ନା, ମୋର 5 ଫୁଟ 5, 5 ଫୁଟ ସେ 5। 5 ଫୁଟ 7 କି 8 ହେବେ, 8 ହେବେ, ଆଉ ହଟ୍ଟା କଟ୍ଟା ପୁରା ବଡି ବିଲ୍ଡର ଭଳିଆ। ଧରିନିଅନ୍ତୁ 5 ଫୁଟ 10 ଇଞ୍ଚ। ହଁ, ସେ ହଁ, ମୁଁ ତାଙ୍କୁ ଏମିତି ଅନଉଛି। ମୁଁ ତାଙ୍କୁ ପଚାରୁଛି, ଭାଇ ତମକୁ ମୁଁ କୋଉଠି ଧମକେଇଲି? ନା ନା ହାଇଟେକ୍ ଛକ ପାଖରେ। ମୁଁ କହିଲି କେବେ? ନା କେବେ କଣ ମୋର ମନେ ଅଛି? ସିଏ କହୁ ଥାନା ଆଗରେ କହୁছে କେବେ କଣ ମୋର ମନେ ଅଛି? ଗୋଟେ ଗାଡିର ଡ୍ରାଇଭର ଯାଇଛି, ମାଲିକର 3 ଲକ୍ଷ ଟଙ୍କା ଲସ୍ ହେଇଗଲା, ଏବଂ ମତେ ଜଣେ ଲୋକ ଧମକେଇକି ଗଲା, ବାଡେଇ ଦବ ବୋଲି କହିଲା, ଏବଂ 50,000 ଟଙ୍କା ଗାଡିରୁ ଛଡେଇକି ବି ନେଇଗଲା। ସେ ଲୋକଟାକୁ ମୁଁ ସେଠି ଚିହ୍ନି ପାରୁନି କି ଡେଟ୍ ମନେ ରଖିନି। ମୁଁ ନା, ଡେଟ୍ ମନେ ନାହିଁ, ଦିନ ବି ମନେ ନାହିଁ। ଥାନା ବାଲାଙ୍କ ଆଗରେ ସେ ଆଗରେ ହେଲା। ସିଏ ଯେ ବାବୁ ଆମର ପୁରା ଗୋଡଟାକୁ ଏମିତି ପକେଇ, ଥାନା ଭାବନ୍ତୁ ସମସ୍ତେ ଆମେ ଠିଆ ହେଇଛୁ, ସିଏ ପୁରା ଚିଆର ଭିଡି ଆଣି ଗୋଡ ଉପରେ ଗୋଡ ପକେଇ ବସି, ଖାଲି ମାନେ ଯେମିତି ମାନେ ପାଇଲେ ଯେମିତି ମତେ ଖାଇଯିବ, ବୁଝିପାରୁଛନ୍ତି। ମୁଁ ମୋର ଠିଆ ହେଇ ଚୁପଚାପ। ସେଠୁ ପଚାରିଲେ କଣ ବାବା? ମୁଁ କହିଲି ଆଜ୍ଞା ପ୍ରଥମ ତ କଥା ପଚାରନ୍ତି ଯେ ମୁଁ କୋଉଠି ତାଙ୍କୁ ଧରିଲି, ହାଇଟେକ୍ ଛକ ପାଖରେ 12:30 ରାତିରେ। ମୋ ଦେହ ଖରାପ, ମୁଁ ଆପଣଙ୍କୁ କହୁଛି, ମୁଁ ଆପଣଙ୍କୁ ମେଡିକାଲ ରିପୋର୍ଟ ବି ଦେଇଦେବି। ଆଉ ମୋ ଦେହ ଖରାପରେ ମୁଁ ଯିବି ଆଜ୍ଞା 12:30 ରାତିରେ କେବେ? ଆପଣ ନିଜେ ଭାବନ୍ତୁ। ଆଉ ଯଦି ବି ମୁଁ ତାଙ୍କୁ ଓହ୍ଲେଇଲି ଆଜ୍ଞା, ତାଙ୍କ ଫିଜିକ୍ସ ଦେଖନ୍ତୁ, ମୋ ଫିଜିକ୍ସ ଦେଖନ୍ତୁ, ସେ 2ଟା ଚାପଡ଼ା ମାରିଲେ ମୁଁ ସେଇଠି ପଡିବି। ହଁ ଗଲା। ସେକେଣ୍ଡ ଡ୍ରାଇଭରକୁ ଯୋଉ ଆଣିଛନ୍ତି ତାଙ୍କୁ ପଚାରେ ତମେ କୋଉଠି? ମୁଁ କହିଲି ଆଜ୍ଞା ଆପଣ ମତେ କୋଉଠି ଦେଖିଲେ? ନା ଆଜ୍ଞା SBI କଲୋନୀ ପାଖରେ ଆପଣଙ୍କୁ ଦେଖିଲି। ମୁଁ କହିଲି ଆଜ୍ଞା ମୁଁ କଣ ପିନ୍ଧିଥିଲି? ନା ତମେ ହେଲମେଟ ପିନ୍ଧିଥିଲ। ଆଜ୍ଞା ମୋ ଘର ପାଖରେ ମୁଁ କାହିଁ ହେଲମେଟ ପିନ୍ଧିବି? ଓହୋ, ଠିକ ଅଛି। ବୁଝିପାରିଲେ? ଓକିଲ ପରାମର୍ଶ ନେଇ ସେ ସବୁ ଶିକ୍ଷା ଶିଖେଇକି ଆସିଛନ୍ତି ଯେ ଏଇଆ କହିବା, ଏବଂ ଏ ଲୋକଟିକି ଯୋଉ ରାକେଶ ରଞ୍ଜନ ବିଶ୍ୱାସଟି ଯୋଉ ଭିଡିଓଟି ରଖିଛି, କାଳେ ସିଏ ବାହାରେ ପରିପ୍ରକାଶ କରିଦବ, ପ୍ରକଟ କରିଦବ, ତ ଆକୁ ଡରେ ଆଇଦର ଆକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତେଇବା। ଗଣି ଶୁଣନ୍ତୁ, ଗଣି ସେ 9 ଥର କହିଲେ ଥାନାରେ କି ଆକୁ ଆଜ୍ଞା ଆପଣ ଜେଲ ପଠେଇବେ ନା ପଠେଇବେନି? ଆଚ୍ଛା, ସେ ଥାନା ବାଲା ପ୍ରେସର କରୁଛନ୍ତି। ହଁ, ଆପଣ ପଠେଇବେ ନା ପଠେଇବେନି? ଥାନାରେ ଯିଏ ଥିଲେ କହିଲେ ଆଜ୍ଞା ଦେଖନ୍ତୁ ମତେ ଡିଜି ଅଫିସ ଯିବାକୁ ପଡିବ, କାହିଁକିନା ମୋର ପ୍ରମୋସନ ଟା ଅଛି। ମୁଁ ଯିବି ବୋଲି ଡିଜି ମତେ ଅନେଇ ବସିନି। ଆପଣ ଚିଡେଇ ଦିଅନ୍ତୁ ନା, କାହିଁକି? ସେ ତ କହୁଛି କରିନି, ଆପଣ କାହିଁକି ପ୍ରେସରାଇଜ କରୁଛନ୍ତି? ନା ନାଇଁ ସାର୍ ଆପଣ ଗୋଟେ କାମ କର, ଆଜି ଯାଆନ୍ତୁ, କିଛି ଅସୁବିଧା ନାହିଁ, ମୁଁ ଆଉ 3 ଦିନ ୱେଟ୍ କରିଯିବି। ମୁଁ ଅଲରେଡି ହାଇକୋର୍ଟ ଓକିଲ ସହିତ କଥା ହେଇଯାଇଛି ଆକୁ କେମିତି ଫସେଇ ବୋଲି। ଆପଣ ଏଠି ଆକୁ ଏ କେସଟାକୁ ଫରୱାର୍ଡ କଲେ, ଏ କେସଟାକୁ ମୋର ଫରୱାର୍ଡ କରନ୍ତୁ। ସେଠୁ ସେ କହିଲେ ଯେ 9 ଥର କହିଲେ। ତାପରେ ସେଠି ଥାନା ସେ ଯିଏ ଅଛନ୍ତି ଅଧିକାରୀ, ସେ କହିଲେ ଯେ ଆରେ ବାବୁ ତମେ ତ ଭିଡିଓ ରଖିଛ କି? ତମେ ରେକର୍ଡିଂ ରଖିଛ କି? ଯଦି ରଖିନ ମୁଁ କୋଉ ବେସିସ ରେ ଆକୁ ପୁରେଇବି? ପୁରେଇ ତ ପାରିବିନି। କିନ୍ତୁ ଆପଣଙ୍କ ପାଖରେ ଭିଡିଓଟା ଅଛି, କିନ୍ତୁ ସେ ଦାଦାଗିରିର ଭିଡିଓଟା ସିଏ ରଖିନାହାନ୍ତି। ନା, ସିଏ ସେଠୁ ମତେ କଣ କଲେ ନା, ମତେ କହିଲେ ବାବା ତୁ ଗୋଟେ କାମ କର, ତାଙ୍କୁ କ୍ଷମା ମାଗିଦେ, ଆଉ ତୁ ଯା। ମୁଁ କହିଲି ଠିକ ଅଛି ସାର୍, ମୁଁ ତ କିଛି କରିନାହିଁ, ମୁଁ କ୍ଷମା କାହିଁ ମାଗିବି? ତ ସେଠୁ ସେ ଯୋଉ ମହାନ ବ୍ୟକ୍ତି ଜଣକ ଅଛନ୍ତି କହୁଛନ୍ତି, କାହିଁ ଦେଖନ୍ତୁ ଆଜ୍ଞା, ଯିଏ ଆଗରୁ ଦେଖିନି ସେ ତ ସବୁ କିଛି ପାଇଯାଏ ନା। ସେ ଭାବେ ଯେ ମୁଁ ସବୁଠୁ ବଡ, ବୁଝୁଛନ୍ତି ତ। 25,000 ଟଙ୍କା ଦରମା ପାଉଥିଲା ଆଜ୍ଞା, ଡେଲ୍ଟା ଇଞ୍ଜିନିୟର ଚାକିରି କଥା, 25,000 ଟଙ୍କା ଦରମା ପାଉଥିଲା। ତ ଏବେ 21ଟା ଗାଡି କରିଦେଇଛି ତ, ଆଠୁ ମାରିକି। ସେଥିପାଇଁ ସେ ଭାବୁଛି ସେ ଗୋଟେ ବହୁତ ବଡ ଲୋକ, ବୁଝିପାରୁଛନ୍ତି ତ। ପଇସା ଆସୁଛି, ବୁଝିପାରୁଛନ୍ତି ତ। କହିଲେ ଆଜ୍ଞା ମୋ ଡ୍ରାଇଭର ମାନଙ୍କ ଗୋଡ ତଳେ ପଡିକି ଭୁଲ ମାଗିବ। ଡ୍ରାଇଭରଙ୍କ ଗୋଡ ତଳେ? ଏ ତ ତେଲୁଗୁ ସିନେମା ହେଇଗଲା। ହଁ, କାହିଁକି ନା ମୁଁ ହଉଛି ମୋ ଡ୍ରାଇଭର ପାଇଁ ଭଗବାନ। ଆଚ୍ଛା।
ଆମ ଡ୍ରାଇଭର ମାନଙ୍କୁ ଗୋଡ ଏଥିପାଇଁ ଧରିବ କାହିଁକି ମୋ ଡ୍ରାଇଭର ମାନେ ସକାଳୁ ଉଠିଲେ ମତେ ଫୋନ କରି ବାବୁ ଆମେ କଣ ଖାଇବୁ ଆମେ କଣ ପିନ୍ଧିବୁ ମାନେ ଆପଣ ନଥିଲେ ଆମେ ମରିଯିବୁ ବାବୁ ଆପଣ ମତେ ମାନେ ଇଏ କରନ୍ତୁ। ଡ୍ରାଇଭର ମାନେ ଫୋନ କରନ୍ତି, ଆଜ୍ଞା ଇଏ ତ ବିରଳ ମାଲିକ। ତ ସେଠୁ ଗୋଡ ଧରିବା ପାଇଁ କହିଲେ ମୁଁ କହିଲି ଆଜ୍ଞା ମୁଁ ଆଙ୍କୁ ଚିହ୍ନି ଜାଣିନି ମୁଁ କାହିଁ ଆଙ୍କୁ ଗୋଡ ଧରିବି। ଥାନା ବାଲା ବି କହିଲେ ଆଜ୍ଞା ନା ନା ସେ ଗୋଟେ କଣ ଗୋଡ ଧରିବା କଥା କଣ କହୁଛନ୍ତି ସେ ଯୋଉ ଥିଲେ ନା ସେ ମୋ ଗୋଡ ତଳେ ପଡିବ କହିଲେ ଆଜ୍ଞା ମୋର ଭୁଲ ହେଇଛି ମୋ ନାଁ ଧରି କହିବେ ମୋର ଭୁଲ ହେଇଛି ମୁଁ ଆଉ ଆଜ୍ଞା ଆପଣଙ୍କୁ ସେମିତି କିଛି ହଇରାଣ କରିବିନି କି ଇଏ କରିବିନି ହେଲା। ମାନେ ଭାବନ୍ତୁ ମୁଁ କହିଲି ଆଜ୍ଞା ମୁଁ ଭୁଲ ମାଗି ପାରିବିନି ଆପଣ ଆଉ କଣ କୁହନ୍ତୁ। ତଥାପି ବି ଭୁଲ ମାଗିଲେ ଆଜ୍ଞା ଭୁଲ ମାଗିଲେ କଣ ହେଇଯାଉଛି ମୁଁ କହିଲି ଆଜ୍ଞା ମୋର ଭୁଲ ହେଇଗଲା ଗୋଡ ଧରିକି ନୁହଁ ମୁଁ କହିଲି ମୋର ଭୁଲ ହେଇଗଲା ମୁଁ ଆଜ୍ଞା ଆପଣଙ୍କ ବାଟକୁ ଯାଇନାହିଁ କି କେବେ ଯିବାକୁ ବି ଚେଷ୍ଟା କରିବିନି ବୁଝୁଛନ୍ତି ତ। ତଥାପି ମୁଁ ଅଣ୍ଡରଟେକିଂ ଲେଖିକି ଆଜ୍ଞା ଦେଲି ଅଣ୍ଡରଟେକିଂ ଲେଟରଟା ଆପଣଙ୍କ ପାଖରେ ଅଛି ଆପଣ ଦେଖିଦେଇ ପାରିବେ। ତଥାପି ଆପଣ ଦେଇକି ଆସିଲେ, ଆଜ୍ଞା ଦେଇକି ତେବେ ଆସିଲି। ମୋଟାମୋଟି ଆସିଲା ପରେ ଶୁଣନ୍ତୁ ଆସିଲା ପରେ ଯଦି ତୁମେ ଠିକରେ ଅଛ ତାହେଲେ ତୁମେ କାହିଁକି ମତେ 15 ମିନିଟ୍ ୱେଟ୍ କରୁଥିଲ ଥାନା ବାହାରେ ଥାନାର ବୁଝିଲି। ପାଚେରୀ ବାହାରେ ତୁମେ ମତେ 15 ମିନିଟ୍ ୱେଟ୍ କରି ୱେଟ୍ କରିକି ମାନେ ଆଉ ଯୋଉ 15-20 ଜଣ ତାଙ୍କ ସାଙ୍ଗରେ ଆସିଥିଲେ ସମସ୍ତେ ସମସ୍ତେ ବାଡେଇ ଦେଇକି ମାରିଦବାକୁ ଆଉ କଣ? ହଁ ନା ବାଡେଇ ମାରିଆ ନୁହଁ ମତେ ସେଠି ଧମକ ଦବା ଧମକ କଣ ଯେ ଏଇଟା ତ କେବଳ ଟ୍ରେଲର ଥିଲା ହୁଁ। ଯଦି ମୋର ଯିଏ ମାୟାବିନୀ, ହଁ, ହଁ। ହଁ, ତା ଉପରେ ଯଦି କିଛି ଆଞ୍ଚ ଆସେ କି ତା ଫ୍ୟାମିଲି ଉପରୁ କିଛି ଆଞ୍ଚ ଆସେ ତାହେଲେ ସେଦିନ ତୁ ଚିହ୍ନିବୁ ମୁଁ କିଏ। କିନ୍ତୁ ସେ ଲୋକଟି ପୁଣି ବାହା ହେଇଛି ତାଙ୍କର ସ୍ତ୍ରୀ ଅଛି। ସ୍ତ୍ରୀ ଅଛି। ବାଃ ଚମତ୍କାର। ଠିକ ସେମିତି ଆପଣ ଯଦି ଦେଖୁଥିବେ ଯଦି ପ୍ରେମ କଲେ ଟଙ୍କା ଦେଲେ ସମୟ ଦେଲେ ନିଜର ବୃଦ୍ଧା ମାଙ୍କୁ ନେଇକି ନିଜ ସହିତ ଥାନାରେ ଛିଡା ହେଲେ ନିଜର ମାନସିକ ନିଜର ଶାରୀରିକ ସବୁ ପ୍ରକାର କ୍ଷତି କଲେ ଏବଂ ଯଦି କହିବା ପାଇଁ ଯିବେ କଣ ବା କହିବେ ଆର ଉତ୍ତର ମୁଁ ଏଠି ବସିଛି ଆମ୍ନା ସାମ୍ନାରେ ଉନ୍ମୋଚନରେ କିନ୍ତୁ ମୁଁ କହିପାରୁନି ଯେ ମୁଁ ସାନ୍ତ୍ୱନା କଣ ଦେବି ରାକେଶ ବାବୁଙ୍କୁ ଯେ ଏତେ ସବୁ ହେଲା ପରେ ମଧ୍ୟ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସ୍କେଇବା। ଆପଣ ଗୋଟେ କାମ କରିପାରିବେ ଆପଣ ହାଇକୋର୍ଟର ଜଣେ ଭଲ ଓକିଲ ଅଛନ୍ତି ତାଙ୍କୁ ମୁଁ ଆପଣଙ୍କ ନମ୍ବର ତାଙ୍କୁ ଦେଇଦେବି ବା ବ୍ୟୋମକେଶ ତ୍ରିପାଠୀ ଯିଏ ଅଛନ୍ତି ତାଙ୍କ ସହିତ ମୁଁ ପରାମର୍ଶ କରେଇ ପାରିବି ଆପଣଙ୍କୁ ଆପଣ ତାଙ୍କ ପାଖରେ ଯିବେ ସବୁ ଯାକ କାଗଜ ନେଇକି ଯିବେ ପ୍ରମାଣ ନେଇକି ଯିବେ ଭିଡିଓ ଯାହା ଅଛି ଆପଣଙ୍କ ପାଖରେ ନେଇକି ଯିବେ। ଗୋଟିଏ ଭିଡିଓ ପାଇଁ ଯୋଉ ଭିଡିଓଟିର ଆନ୍ତରିକ ଯୋଉ ମୁହୂର୍ତ୍ତ ଯୋଉ ଆପଣ ଭିଡିଓ କରିଥିଲେ ତାରି ପାଇଁ ଏତକ ନାଟକ ହେଇଛି। ତେଣୁ ଓଡିଆରେ ଗୋଟେ କଥା ଅଛି ମୂଳୁ ମାରିଲେ ଯିବ ସରି ଦେବଙ୍କ ସାଙ୍ଗେ କିମ୍ପା କଳି ଆରି ଏଇ ମର୍ମରେ ବୁଝିବା ପାଇଁ ଗଲେ ସେ ଭିଡିଓଟି ଭାଇରାଲ ଅବଶ୍ୟ ମୁଁ ଚାହୁଁନି ଭାଇରାଲ କରିବା ପାଇଁ ବା ଆପଣ ବି ଚାହୁଁନାହାନ୍ତି ଭାଇରାଲ କରିବା ପାଇଁ ଭିଡିଓଟି କୋର୍ଟରେ ପ୍ରଡ୍ୟୁସ କରନ୍ତୁ ପ୍ରମାଣ ଯାହା ଅଛି ମୁଁ ତାଙ୍କ ନାଁରେ କାହିଁକି ଗାଡି କିଣିଲି ଏଟାକୁ ହାଇକୋର୍ଟରେ ଗୋଟେ ଇଏ କରନ୍ତୁ ଗୋଟେ ପିଆଇଏଲ ଦିଅନ୍ତୁ ନଚେତ ନିଜ ତରଫରୁ ଗୋଟେ କେସଟେ କରନ୍ତୁ ଏବଂ ଦେଖିବେ ଆଜି ନହେଲେ କାଲି ଆପଣଙ୍କୁ ନ୍ୟାୟ ମିଳିବ। ସେମାନେ ବି କୋର୍ଟର ଇଏରେ ଟଣା ହେବେ ବନ୍ଧୁକ ତାଙ୍କର ଲାଇସେନ୍ସ ଅଛି କି ନାହିଁ ସେଟା ବି ଖୋଳତାଡ ହବ। ଯୋଉ 3ଟାରୁ 4ଟା ଥାନାର ଅଧିକାରୀ ମାନେ ଆପଣଙ୍କୁ ସେ ସମୟରେ ଇଣ୍ଟରଗେଟ କରିଥିଲେ ବା ଆପଣଙ୍କୁ ହାରାସ କରିଥିଲେ ଆପଣଙ୍କ ମାଙ୍କୁ ଜାଣିକି ମଧ୍ୟ ଯେ ନାଇଁ ଏ କିଛି ଭୁଲ କରିନାହିଁ ତାପରେ ମଧ୍ୟ ଆପଣଙ୍କୁ ଥାନାକୁ ଡକା ହେଲା ବାରମ୍ବାର ଡକା ହେଲା ସେମାନେ ଜାଣିଛନ୍ତି ଆପଣ କହିଛନ୍ତି ଯେ ମୋର କିଡନୀରେ ଷ୍ଟୋନ ଅଛି ମେଡିକାଲ ରିପୋର୍ଟ ବି ଅଛି ତାପରେ ମଧ୍ୟ ଆପଣ ଥାନାକୁ ଗଲେ ଏ ସବୁ ଶେଷ ତଥ୍ୟ ଯଦି ଆପଣ କୋର୍ଟରେ ଯାଇକି ନିଜ ଆଡୁ ଗୋଟେ କରୁଛନ୍ତି ନୋ ଡାଉଟ ଆଇନ ଭାରି ଆମର ଷ୍ଟ୍ରଙ୍ଗ ଅଛି ସରକାର ହୁଅନ୍ତୁ ବା ଆଇନ ପ୍ରଶାସନ ବ୍ୟବସ୍ଥା ହଉ ଏବେ ବି ଷ୍ଟ୍ରଙ୍ଗ ଅଛି। ଏତିକି ନୁହଁ ଆଜ୍ଞା ଆପଣ ଯୋଉଟା କହିଲେ ଏତିକି ବି ନୁହଁ ତାଙ୍କର ଯେ ଭାଇ ଅଛନ୍ତି ସୋକଲ୍ଡ ଭାଇ ତୁମେ ତ ତମ ଭଉଣୀକୁ ତିଆରି ପାରୁନ ତୁମେ ଆସିଲ ଅଲଗା ଲୋକ ଉପରେ ରାଗ ସୁଝାଇବା ପାଇଁ ତୁମେ ତମ ଭଉଣୀକୁ ତିଆରି ପାରୁନ ତୁମ ଘର ଲୋକଟାକୁ ତମେ ତିଆରି କରିପାରୁନ କି ତମେ ତାକୁ ଶାସନରେ ରଖିପାରୁନ। ଶାସନ ମୁଁ କେମିତି ରଖିବି ଆରେ ବାବୁ ମୁଁ ବାହା ପାଇଁ କଥା ଦେଇଥିଲି ତୁମର ସିଏ ଭଉଣୀ ତୁମେ ଶାସନ ମୁଁ ରଖିବ ନା ଶାସନ ମୁଁ ରଖିବା କଥା ମୁଁ କହୁନାହିଁ ଆଜ୍ଞା ମୁଁ କହିବା କଥା ହେଲା କି ତୁମେ ତାକୁ ଶାସନ ନ ରଖିକି ତୁମେ ଓଲଟା ଆସୁଛ କାହାକୁ 10,000 ଦବା କାହାକୁ 15,000 ଦବା ଗୋଡ ବାଡେଇ ଭାଙ୍ଗି ଦିଅ ଆକୁ ଗୋଟେ ହାଣି ଦିଅ ଆକୁ ମାନେ ଧମକ ଦବା ଇଏ କରିବା ଏଗୁଡା ସବୁ ତମକୁ ଭଲ ଆସୁଛି। ନାଇଁ ମୃତ୍ୟୁ ତ ଗୋଟିଏ ଦିନ ଶୁଣନ୍ତୁ ଆସିବ ଆଜ୍ଞା ମୁଁ ମରିବାକୁ ଡରୁନି ଆଜ୍ଞା ମଣିଷ ଜନ୍ମ ହେଇଛି ମାନେ ମରିବ ମରିବ। ଦିନେ ଦିନେ ମରିବ କାହା ହାତରେ ମରିବାର ଥିବ ସେଟା କିଛି ସିଏ କହିହବନି ମରିବ ଏଇଠି ବସି ଆଜ୍ଞା ଏଇଠି ହାର୍ଟ ଷ୍ଟ୍ରୋକ ହେଇଯିବ ହଁ ମୁଁ ଏଠି ବସିଛି ମୁଁ ଆଉ ପଦେ କହିପାରିବି ନାହିଁ ତା ବି ମୋ ପାଖରେ କିଛି ନାହିଁ। ନାହିଁ ଆଜ୍ଞା ଗୋଟେ ଭାବନ୍ତୁ କି ସିଏ ଯୋଉ ତାଙ୍କ ଭାଇ ସେ କୋଉ ଧାତୁରେ ଗଢା କୋଉ ତାଙ୍କ ଦେହରେ ରକ୍ତ ମାଂସ ଅଛି କି ନାହିଁ ମୁଁ ଜାଣିନାହିଁ ଆଜ୍ଞା ସିଏ ଗୋଟେ ଲୋକ ମାନେ ଖାଲି ସ୍ପେଶାଲ ଗାଡି ନେବେ ବୋଲି ଥାନାରେ ଠିଆ ହେଲେ ମାନେ ଗାଡିଟା ଟିକେ ଚଲେଇବେ ବୋଲି ବୁଝିପାରୁଛନ୍ତି ତ ଏବେ ଗାଡିଟାକୁ ସେଇ ଗାଡିଟାକୁ ଧରିକି ବୁଲୁଛନ୍ତି ମାର୍କେଟରେ ପୁରା ବୁଲୁଛନ୍ତି ମାନେ ଆପଣଙ୍କ ପଇସାରେ ଯୋଉ ଗାଡିଟି କିଣା ହେଇଛି ଅବଶ୍ୟ ସେ ଇଏମଆଇ ଗୁଡାକ ଏବେ ସିଏ ଦଉଛନ୍ତି କି ତାଙ୍କ ଭଉଣୀ ଦଉଛନ୍ତି ବଟ୍ ଗାଡିଟା ଆସିଥିଲା ତ ମୋ ଯୋଗୁ ନା ମୋ ପଇସାରୁ ମୋ ଝାଳ ବଧାନରୁ ମାନେ ଭାବନ୍ତୁ ସେ ଗାଡି ଧରିକି ବୁଲୁଛନ୍ତି ଯୋଉଠି କିଏ ଟ୍ରାଫିକ ପୋଲିସ ଅଟକଉଥିବ ସେଇଟା ସେ ଆରସି କପି ବି ଦେଖଉଛନ୍ତି ଯୋଉ ଆରସି କପି ଲେଖା ହେଇଛି ୱାଇଫ ଅଫ ମୋ ନା ବୁଝିପାରୁଛନ୍ତି ମାନେ ତାଙ୍କୁ ଲାଜ ସରମ ଲାଗୁନି ତମ ଜାଗାରେ ମୁଁ ଥିଲେ ନା ଆଣ୍ଠୁଏ ପାଣିରେ ମରିଯାଇଥାନ୍ତି ନାଇଁ ବୁଝିପାରୁଛ ନା ଶୁଣନ୍ତୁ କହୁଛି ଏଇଟା ଗୋଟେ ଭାରି ଲଜ୍ଜାର କଥା ଆଜ୍ଞା ନାଇଁ ଲଜ୍ଜା ତାଙ୍କର ନାହିଁ ତାଙ୍କର ନାହିଁ ବୋଲି ତ ଆଜ୍ଞା ନାହିଁ ବୋଲି ଶୁଣନ୍ତୁ ତାଙ୍କର ଯୋଉ ଭାଇ ଜଣକ ଅଛନ୍ତି ସିଏ ବି ଏଇ କାଟାଗୋରୀର ସେଥିପାଇଁ ତାଙ୍କ ଭଉଣୀ ମାନଙ୍କୁ ସିଏ ଦଉଛନ୍ତି ନା ସୁଯୋଗ ଦଉଛନ୍ତି କି ତମେ ବି ଲୋକଙ୍କଠୁ ଲୁଟିକି ଆଣିକି ଆମ ଘର ଚଳାଅ ବୋଲି ବୁଝିପାରୁଛନ୍ତି
ତାଙ୍କ ଭାଇ ମାନେ ପଛରେ ଯେତେବେଳେ ମୁଁ ସବୁ ଜାଣିବାକୁ ପାଇଲି ତାଙ୍କ ଭାଇ ଜଣଠୁ ତାଙ୍କ ନିଜ ରିଲେଟିଭ ଘରୁ ମାଛ ଚାଷ କରିବା ନାଁରେ ଆଜ୍ଞା 6-7 ଲକ୍ଷ ଟଙ୍କା ଆଣିକି ବୁଡେଇ ଦେଲେ। ନାଇଁ ନାଇଁ, ବୁଝିପାରୁଛନ୍ତି ସେଟା ନା? ନା ତ ଶୁଣନ୍ତୁ ମୁଁ କହୁଛି ଆପଣଙ୍କୁ। ତାପରେ ତାଙ୍କର ଯୋଉ ଭାଇ ଜଣକ ହେବେ ଜଣ ହয়ତ ମିଶିକି ସପ୍ତମ ଫେଲ ଲୋକ ଆଜ୍ଞା କଣ୍ଟ୍ରାକ୍ଟିଂ ଯଦି କରୁଛନ୍ତି ବୁଝିପାରୁଛନ୍ତି ତ ଫ୍ୟାକ୍ଟ୍ରି ଆପଣ ନା ନା କରିପାରିବେ। ମୁଁ କହୁନି ଆଜ୍ଞା କରିପାରିବେନି, ମୁଁ କହୁନି କରିପାରିବେ, ସବୁ କରିପାରିବେ ଆଜ୍ଞା। ବଟ ଆପଣ ଜଣଙ୍କ ବିଶ୍ୱାସକୁ ଜିତିକି ହଁ ତାର ଲାଇସେନ୍ସକୁ ୟୁଜ କରିକି ତାଠୁ ଆଜ୍ଞା 15-20 ଲକ୍ଷ ଟଙ୍କା ମାରି ଦେଇଛନ୍ତି। ନାଇଁ ସେଟା ବୁଝୁଛନ୍ତି କଣ ତ? କି ଗୋଟେ ଥାଏ ହାବିଚୁଆଲ ଅଫେଣ୍ଡର। ହଁ ହାବିଚୁଆଲ ଅଫେଣ୍ଡର ଅର୍ଥ ହେଲା ଯେ ଆପଣ ଅଭ୍ୟାସଗତ ଅପରାଧୀ। ହଁ ତେଣୁ ଏଟା ଗୋଟେ ତାଙ୍କର ପ୍ରାକ୍ଟିସରେ ପଡିଗଲାଣି। ରାକେଶ ବିଶ୍ୱାସ ଥିଲେ ତାଙ୍କର ପ୍ରେମିକ। ହୁଁ ବର୍ତ୍ତମାନ ଆଉ ଜଣେ ଅଛନ୍ତି ବିବାହିତ ଯୋଉ ଲୋକଟି ଅଛନ୍ତି ଏବଂ ଯିଏ କି ତାଙ୍କ ଦେହ ସୁଖ ପାଇବା ପାଇଁ ସିଏ ଆପଣଙ୍କ ଉପରେ ଅତ୍ୟାଚାର କରୁଛନ୍ତି ବା ଇନଡାଇରେକ୍ଟଲି ଆପଣଙ୍କୁ ସିଏ ଉସ୍କଉଛନ୍ତି ଯେ ଲୋକଟା ମୋ ବାଟରୁ କେମିତି ଯାଉ ଯାଉ ବା ଆମ ଏଇ ଯୋଉ ରାସ୍ତା କ୍ଲିୟର ଅନ୍ତରଙ୍ଗ ମୁହୂର୍ତ୍ତର ଯୋଉ ଭିଡିଓ ଗୁଡିକ ତା ପାଖରେ ଅଛି। ନା ନା ମୋ ଅନ୍ତରଙ୍ଗ ଶୁଣନ୍ତୁ, ଅନ୍ତରଙ୍ଗ ଭିଡିଓ କାହାର? ତାଙ୍କର ତାଙ୍କର ଅନ୍ତରଙ୍ଗ ଭିଡିଓ ମୁଁ ସେ କଥା କହୁନାହିଁ ସାର୍। ଆଜ୍ଞା ମୁଁ କହୁଛି ଯେ ସିଏ ସେ ଟାଇମରେ ମୁଁ ସେତେବେଳକୁ ଭିଡିଓ କରିବି ନା ମୁଁ ଆଜ୍ଞା ମୁଣ୍ଡରେ ହାତ ଦେଇ ବସିବି? ନା ଭିଡିଓ ତ କରିହବନି ମୁଁ ମୁଣ୍ଡରେ ହାତ ଦେଇ ବସିଲି। ନିହାତି। ତଥାପି ମୋ ମାଇଣ୍ଡରେ ଆସିଲା ଯେ ନାଇଁ ଏଇଟା ମୋ କଥା ଭରସା କିଏ କରିବ? ହୁଁ ମୋ କଥାକୁ କେହି ଭରସା କରିବେନି। ମୁଁ ସଡନଲି ତଳକୁ ଗଲି, ଗଲାବେଳୁ ସେ ଲୋକର ଭିଡିଓ ବନେଇଲି, ସେ ଚାଲିକି ଯିବାର ଦୌଡ଼ିକି ଯିବାର। ଦେନ୍ ତାପରେ ଏଇ ଯୋଉ ମ୍ୟାଡାମ ଏଇ ଯୋଉ ମହିଳା ଜଣକ ଅଛନ୍ତି ଯେତେବେଳେ ତଳକୁ ଓହ୍ଲେଇକି ଆସିଲେ ତାଙ୍କ ଭିଡିଓ ବନେଇଲି ବୁଝିଲି ସେଇ ଆପାର୍ଟମେଣ୍ଟ ତଳେ। ବୁଝିଲି। ଆଜି ବି ସେଇ ଆପାର୍ଟମେଣ୍ଟ ତଳେ ଯିବେ, ଗୋଟେ ମେରୁନ୍ କଲର ଅଲ୍ଟୋ ଗୋଟେ ଥୁଆ ହେଇଥିବ, ସେ ଭିଡିଓରେ ବି ସେ ଅଲ୍ଟୋକୁ ବି ଆପଣ ଦେଖିପାରିବେ। ନାଇଁ ସେଟା ବୁଝିପାରୁଛନ୍ତି ତ ପ୍ରମାଣ ତ ଆପଣଙ୍କ ପାଖରେ ଅଛି ଏବଂ ହେଲା? ମୁଁ ଆପଣଙ୍କୁ ସଜେସନ ଏହା ଦେବି ନାଇଁ, ଯେ ଆପଣ ଜଣେ ଭଲ ଓକିଲକୁ କାହାର ଦେଖା କରନ୍ତୁ। ଇଜ୍ଜତକୁ ଶୁଣନ୍ତୁ, କାହାର ଇଜ୍ଜତକୁ ଆମକୁ ପକେଇବାର ନାହିଁ। ନାଇଁ ବଟ ଇଜ୍ଜତ ଜଣେ ଯଦି ତମର ଲାଇଫ ଟାକୁ ପୁରା ବର୍ବାଦ କରିଦଉଛି ଆଜ୍ଞା, ବୁଝିଲି। ତ ସେଠି କଣ କରିବ? ନାଇଁ ରାକେଶ ବାବୁ ମୁଁ କେବଳ ଆପଣଙ୍କୁ ଏତିକି ସଜେସନ ଶୁଣନ୍ତୁ ଦେଇପାରିବି। ଆହୁରି ଗୋଟେ କଥା, ମୁଁ ଚାକିରି ଛାଡି ଚାକିରି ଯେତେବେଳେ କରିବା ପାଇଁ ଗଲି ଆଜ୍ଞା, ଇଏ ମ୍ୟାଡାମ ଜଣକ ଯେତେବେଳେ ମୋ ନାଁରେ କେସ୍ ଦେଇଛନ୍ତି, ଇଏ ମୋର ସର୍କଲଟାକୁ ପୁରା କହିଦେଇଛନ୍ତି ଯେ ମୁଁ ତା ନାଁରେ କେସ୍ ଦେଇଛି, ବୁଝିଲି। ମୁଁ ତା ନାଁରେ କେସ୍ ଦେଇଛି, ମୁଁ ତା ନାଁରେ କେସ୍ ଦେଇଛି। ବୁଝିପାରୁଛନ୍ତି? ଗୋଟେ ପୁଅ ଆଜ୍ଞା କଣ କରିଛି ସେଇଟା କେହି କେହି ଦେଖିବେନି, ଦେଖିବେନି ବଟ ଗୋଟେ ଝିଅଟି କେସ୍ ଦେଇଛି ବୋଲି ସେଟା ଡେଫିନେଟଲି ଏଇଟା ଗୋଟେ କିଛି ନା ବଜାରରେ କିଛି, ପୁରା ଡେଙ୍ଗୁରା ବାଡା ହେଇଯିବ। ଏଇଟା କିଛି ନା କିଛି ଗୋଟେ ରେପ୍ କେସ୍ ହେଇଥିବ, କଣ ଗୋଟେ ଭୁଲ କି ତାକୁ ଗୋଟେ କରିଦେଇଛି। ଅସଦାଚରଣ କରିଥିବ, କି ତାକୁ ତାର ଇଜ୍ଜତ ଉପରେ ଆଞ୍ଚ ଆସିଥିବ, ସେଥିପାଇଁ ସେ କେସ୍ ଦେଇଛି। ମତେ ଆଜ୍ଞା ଏଚଆର ମୋର ଚାକିରି ହେଇଯାଇଥିଲା, ମାନେ ଖାଲି ମତେ ମାନେ ମୋର ଅଫର ଆସେପ୍ଟାନ୍ସ ପାଇଁ ମତେ ଖାଲି ଆସିବାର ଥିଲା, ଏଚଆର ରାଉଣ୍ଡ ସରିଯାଇଥିଲା ଆଜ୍ଞା। ଏଚଆର ପାଖରେ ମାନେ କହିଲେ କାନ୍ଦ ଲାଗୁଛି କି ଏଚଆର ପାଖରେ ଆଜ୍ଞା ପହଞ୍ଚି ଯାଇଛି ଯେ ମୁଁ ମୋ ନାଁରେ ପୋଲିସ କେସ୍ ହେଇଛି ବୋଲି। ମାନେ ଠିକ ଅଛି ସେଟା ସେ ମାନେ ଶୁଣନ୍ତୁ, ମାନେ ମୁଁ ତାଙ୍କୁ କହୁଛି ମୁଁ କ୍ୟାରେକ୍ଟର ସାର୍ଟିଫିକେଟ ଆଣି ଦେବି ଆଜ୍ଞା, ମୁଁ ସେମିତି କିଛି କରିନି, ଏଟା ଫଲ୍ସ କେସ୍, ଷ୍ଟେସନ ଡାଏରୀ ମେନସନ ହେଲା, ଚାକିରି ମୋର ହେଲା ନାହିଁ। ମୁଁ ଆଜ୍ଞା 11 ମାସ ଘରେ ବସିଲି ୱିଦାଉଟ୍ ଇନକମ ରେ। ନାଇଁ ତ ମୋ ଏଇଟା କହିବା ହଉଛି ଜିନିଷ, ମୋ ବୁଝିପାରିଲେ? ଆଚ୍ଛା ଉନ୍ମୋଚନର ଦର୍ଶକ ମାନଙ୍କୁ ମୁଁ କହି ରଖିବାକୁ ଚାହେଁ, ଆପଣଙ୍କୁ ମଧ୍ୟ ମୁଁ ସଜେସନ ଗୋଟେ ଦେବି। ମୋର ଜଣେ ସିନିୟର ମୋ ଉପର ବ୍ୟାଚରେ ପାଠ ପଢୁଥିଲେ, ତାଙ୍କ ନାଁ ହେଲା ବ୍ୟୋମକେଶ ତ୍ରିପାଠୀ ଏବଂ ଓଡିଶାରେ ଦେଖୁଥିବେ ଯେ ପୁରୁଷ କମିଶନ ଗୋଟେ ଗଠନ କରାଯାଉ ବୋଲି ସେ ବର୍ଷାଧିକରୁ ଅତ୍ୟଧିକ ସମୟ ହେଲାଣି ସେ ଆନ୍ଦୋଳନ କରିଚାଲିଛନ୍ତି ଏବଂ ସେ କେସରେ ଆପଣ ଦେଖିବେ ଯେତେବେଳେ ଗୋଟେ ପୁରୁଷ ପ୍ରତାଡନା ହଉଛି ବା ପ୍ରତାରଣାର ଶିକାର ହଉଛି ବା ଏଭଳିଆ ଯଦି କହୁଛି ମାଲି ମକଦ୍ଦମା ହେଇଯାଉଛି, ତ ସିଏ ପୁରୁଷ କମିଶନର ଆଶ୍ରୟ ନେଉଛନ୍ତି ଏବଂ ନୋ ଡାଉଟ ପୁରୁଷ କମିଶନ ମଧ୍ୟ ତାର ବାଟ ବାହାର କରୁଛନ୍ତି। ତ ମୁଁ ଆପଣଙ୍କୁ ସଜେସନ ଦେବି, ଆପଣ ପୁରୁଷ କମିଶନରେ ଯାଇକି ଯୋଗାଯୋଗ କରିପାରିବେ। ବ୍ୟୋମକେଶ ତ୍ରିପାଠୀ ଯିଏ ଓକିଲ ଅଛନ୍ତି ସେ ସେଟାକୁ ବୁଝିପାରିବେ ଏବଂ ଉନ୍ମୋଚନର ଯୋଉ ଦର୍ଶକ ମାନେ ଏ ପଡକାଷ୍ଟ ଟିକେ ଦେଖୁଛନ୍ତି, ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ପ୍ରେମରେ ପାଟିତୁଣ୍ଡ ହୁଏ, ମନା ନାହିଁ, ପ୍ରେମରେ ନୋକଝୋକ ରହିବ, ପ୍ରେମରେ ଜିଦା କେତେବେଳେ ସିଏ ରୁଷିଲେଣି ତ କେତେବେଳେ ଆପଣ ରୁଷିଲେଣି, ଏ କଥାବାର୍ତ୍ତା ରହିବ, କିନ୍ତୁ ଏଇଟାକୁ ଯେ ଆମେ ଜାଣି ଶୁଣି ଗୋଟେ ଲୋକକୁ ଭଲ ପାଇବା ଏବଂ ତାଙ୍କ ପଇସାକୁ ଶୋଷଣ କରିବା, ତାଙ୍କୁ ମାନସିକ ସ୍ତରରେ ହାରାସ କରାଇବା, ଆତ୍ମହତ୍ୟା କରିବା ପାଇଁ ତାଙ୍କୁ ପ୍ରବର୍ତ୍ତେଇବା, ଉସ୍କେଇବା, ଏସବୁରୁ ଆପଣ ବିରତି ରହିଲେ ଭଲ। ଯଦି କାହାର ଜୀବନଟି ପଳେଇ ଯାଉଛି, ଠିକ ଅଛି, ଆଇନ କାନୁନ ଆଗରେ ଆପଣ ସିନା ଦୋଷୀ ନୁହନ୍ତି, କିନ୍ତୁ ଏ ଶକ୍ତି ଗୋଟେ କିଏ ନା କିଏ ଅଦୃଶ୍ୟ ଶକ୍ତି ଅଛି, ସେ ଦଣ୍ଡଟି ଆପଣ ପାଇବେ। ଉନ୍ମୋଚନର ଆମ୍ନା ସାମ୍ନାରେ ଆଜି ଆମେ ବହୁତ ବିଷୟରେ ଆଲୋଚନା କଲେ। ଆହୁରି ବି ରହିଗଲା କିଛିଟା, ମାନେ ଯୋଉଟା କି ଆପଣ ଜାଣିବି ନାହାନ୍ତି, ଜାଣିଲେ ଆପଣ ବି ସକ୍ ହେବେ। ଯୋଉ ମଝିରେ ଆପଣ କହୁଥିଲେ ଯୋଉ ଆପ୍ଲିକେସନ ଥ୍ରୋରୁ ଯୋଉ ପଇସା ଉଠେଇବା କଥା, ଟଙ୍କା ପଇସା, ଚାଇନାର ଆପ୍ଲିକେସନ ଥିଲା ଯୋଉଟାକୁ ବ୍ୟାନ୍ କରାଲା, ଆରବିଆଇ ଯୋଉଟାକୁ ବ୍ୟାନ୍ କଲା, ଆଉ ସେଟା କଲେକ୍ସନ କୋଉଠୁ ହଉଥିଲା ଜାଣିଛନ୍ତି? କୋଉଠୁ? ପାକିସ୍ତାନରୁ। ଆଚ୍ଛା, କଲେକ୍ସନ ଏଜେଣ୍ଟ ଯୋଉମାନେ, ସେମାନେ ହଉଛନ୍ତି ପାକିସ୍ତାନର। ବୁଝିପାରୁଛନ୍ତି? ସେମାନେ ତ ଗୋଟେ ସାଇବର କ୍ରାଇମ କରିକି ସେମାନେ ବସୁଛନ୍ତି। ଆଜ୍ଞା, ସେମିତି ପାକିସ୍ତାନ। ଗୋଟେ କଣ ଘଟଣା ଘଟିଯାଇଛି? ହଁ ଶୁଣନ୍ତୁ, କହୁଛି ଆପଣଙ୍କୁ, ଯେତେବେଳେ ମୋ ପାଖକୁ କଲ୍ ଆସିଲା, ତାର ବହୁତ ସାରା +119 ଏମିତି ହେଇକି ଆସିଲା, ମତେ ଉଠେଇଲି, ଟ୍ରୁ କଲର ତ ଜାଣିଛନ୍ତି ସବୁ ଜଣା ପଡିଲା, ତ ଲେଖା ହେଲା ଯେ ପାକିସ୍ତାନୀ ଏଜେଣ୍ଟ, ପାକିସ୍ତାନୀ ଏଜେଣ୍ଟ।
ଦେନ୍ ସେଟା ମୁଁ ସେତେବେଳକୁ କନଫର୍ମ ନଥିଲି ବୁଝିପାରୁଛନ୍ତି ତ। ପରେ କନଫର୍ମ ହେଲି କେତେବେଳେ ନା ଯେତେବେଳେ ଏଇ ଯୋଉ ତାର ବାକି ଏଇ ଯୋଉ ଗାଡିଟି ବନ୍ଧା ପଡିଗଲା, ତାପରେ ତାଙ୍କର ଯୋଉ ବାକି ତାର ସୁଝିଗଲା, ତାଙ୍କର ଯୋଉ ଆଣିଥିଲେ ଲୋନ ଯେତେବେଳେ ସୁଝିଗଲା, 3 ଲକ୍ଷ ଟଙ୍କା ଆଣିଥିଲେ, 1.5 ଲକ୍ଷ ଟଙ୍କା ସେଇ ଯୋଉ ପାକିସ୍ତାନ ଏଜେଣ୍ଟ ଗୋଟେ ଅଛି ବୁଝିପାରିଲେ, ଯିଏ ତାଙ୍କୁ ଫୋନ କରିଥିଲା, ସିଏ କିଛିଟା ପଇସା ନିଜେ ବି ଦେଇ ଦେଇଛନ୍ତି। ମୁଁ ଆପଣଙ୍କୁ କହୁଛି ମୋଠୁ ଦୂର ହବାର ଏଇଟା ବି ଗୋଟେ ରିଜନ ହେଇଥାଇପାରେ। ଯେତେବେଳେ ଅଗଷ୍ଟ ମାସରେ ସେ ମତେ କହିଲେ କି ଯେହେତୁ ସେ ବ୍ୟାଙ୍କରେ ଚାକିରି କରିଥିଲେ, ଇଏ ତାଙ୍କ ସହିତ କଥା ହୁଅନ୍ତି ହ୍ୱାଟ୍ସଆପରେ, ସେତେବେଳେ ଯେତେବେଳେ ସିଏ ତାଙ୍କୁ କହିଛନ୍ତି କି ମୋର 79 ଲାକ୍ସ ନା 80 ଲାକ୍ସ ମୋର ଗୋଟେ ଆକାଉଣ୍ଟ ଖୋଲାର ଅଛି, ମୁଁ ଜଣକୁ ଯୋଉ ହବାଲା ଯୋଉ କରନ୍ତି ଜାଣିଥିବେ ଆପଣ, ସେଇ ବାବଦରେ ମୁଁ ତମକୁ ଦେବି, ତମର ଗୋଟେ ଆକାଉଣ୍ଟ ଖୋଲିଦିଅ। ଇଏ ଯେତେବେଳେ ମତେ ଆସି କହିଲେ, ମୁଁ ଆଜ୍ଞା ଦୁରୁଜୁହାର କରିଦେଲି। ମୁଁ କହିଲି ନା, ସେଥିରେ ମୁଁ ପଶିବାକୁ ଚାହୁଁ ନାହିଁ, ମତେ ପୁରା ନାହିଁ, ଠିକ ଅଛି। ଦେନ୍ ଇଏ ଯୋଉ ଲୋକଟି ଯେ ଅଛନ୍ତି, ଆଙ୍କର ତ ପଇସା ବଳ ବି ଅଛି, ଆଉ ଆଙ୍କର ତ ସେତେବେଳକୁ ପୂର୍ବତନ ସରକାର ଯିଏ ଥିଲେ ତାଙ୍କର ସେଥିରେ ବହୁତ ଲିଙ୍କ ଭଲ ଥିଲା, ସେ ତାଙ୍କୁ କହିଥିବେ, ଇଏ ତାଙ୍କୁ କହିଥିବେ, ବୁଝିପାରୁଛନ୍ତି। ତ ଯୋଉଥିପାଇଁ ଏଇଟା ବି ଗୋଟେ କାରଣ ହେଇଥାଇପାରେ ମୋଠୁ ସେ ଇଏ କରିବା ପାଇଁ, ବୁଝିପାରୁଛନ୍ତି। ନହେଲେ ଆପଣ ନିଜେ ଗୋଟେ କଥା ଭାବନ୍ତୁ ଆଜ୍ଞା, ଆଜିକା ଡେଟ୍ରେ ପଇସା ଇନକମ କରିବା ବହୁତ କଷ୍ଟ ହେଇଗଲାଣି। ଭଲ କଥାରେ କହିଲେ, ଯୋଉ ପଇସା ଇନକମ କରିବା ବହୁତ କଷ୍ଟ କଷ୍ଟ ହେଇଗଲାଣି। ଶୁଣନ୍ତୁ ଆଜ୍ଞା, ଗୋଟେ ଲୋକ ୱିଦାଉଟ୍ ବ୍ୟାକ୍ ସପୋର୍ଟରେ ଚାକିରି କରୁଥିଲା, ଚାକିରିରୁ ବାହାରି ଗୋଟେ ଗାଡି କଲା, 2ଟା ଗାଡି କଲା, ବଟ୍ କେବେ ବି ସେ ବର୍ଷେ ଭିତରେ 1.5 ବର୍ଷ ଭିତରେ କେବେ ବି ସେ 21ଟା 22ଟା ଗାଡି କରିଦବନି। ଠିକ ଅଛି, ନା ନା ମୁଁ କହୁଛି, ବୁଝିପାରିଲେ, କାହିଁକି ନା ଏଇ ଜିନିଷ ହେଇଥାଇପାରେ, ବଟ୍ ତାକୁ ସରକାର ଯଦି ଖୋଳତାଡ଼ କରିବେ କି ଜାଣିବେ, ସେତେବେଳକୁ ସେ ଜାଣିପାରିବେ। ନାଇଁ ବାହାରିବ, କାହିଁକିନା ମୁଁ କହୁଛି ଗୋଟେ କଥା, ଗତକାଲି ଆଇପାକ୍ କଲିକତାରେ ମମତା ବାନାର୍ଜୀ ଯାଇକି ଯେତେବେଳେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଯେତେବେଳେ ଗଲେ ଏବଂ ତାଙ୍କର ହାର୍ଡ ଡିସ୍କ ହେଲା କିମ୍ବା ଫାଇଲ ହେଲା ଯେତେବେଳେ ଖଡଉଥିଲେ, ମମତା ବାନାର୍ଜୀ ନିଜେ ଯାଇକି ତାଙ୍କୁ କହିଲେ ନାଇଁ ଏମାନେ ଚୋରି କରିବାକୁ ଆସୁଛନ୍ତି କରିକି, ଦିଲ୍ଲୀରୁ ପଲ୍ଲୀ ଯାକେ ସିଏ ଗୋଟେ ଗଣ୍ଡଗୋଳ ଆମର ତୃଣମୂଳ କଂଗ୍ରେସ ସହିତ ଏବଂ ଆଇପାକ୍ ଯୋଉ ଥିଲା ତାଙ୍କର କନସଲଟାନ୍ସି ଥିଲା, ଯୋଉମାନେ କି ଟିଏମସି ର ସବୁ କଥା ବୁଝାବୁଝି କରୁଥିଲେ, ଏଇ ଯୋଉ ହାୱାଲା କଥା କହିଲେ ଯେ 70 ଲକ୍ଷ ଟଙ୍କା ଯୋଉ ହାୱାଲା ହବ, ଆକାଉଣ୍ଟ ଖୋଲିବେ ସେ ଯୋଉ ମାୟାବିନୀ ମହିଳା ଜଣକ। ଏବଂ ଆପଣ କହୁଥିଲେ ମତେ ଯେ ନାଇଁ ତାଜମହଲ ଯେତେବେଳେ ବୁଲିବାକୁ ଗଲା ସମୟରେ ସିଆଇଏସ୍ଏଫ୍ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ମାନେ ତାଙ୍କ ମୋବାଇଲ କୁ ଜବ୍ତ କରିଥିଲେ, ଯେ ସେ ପାକିସ୍ତାନୀ ଏଜେଣ୍ଟଙ୍କ ସହିତ କଥା ହେଲା ବେଳେ ସେ ଭିଡିଓ କରୁଥିଲେ, କଲ ଦେଖଉଥିଲେ ଯେ ନାଇଁ मैं यहाँ पे खड़ी हुई हूँ, मैं यहाँ पे हूँ, कहाँ पे खड़ी हुई हो, ये सब कथबार्ता जो पाकिस्तान एजेंट लिंक कथा कहते ଏବଂ ଗତକାଲି ହାଇକୋର୍ଟ କୁ ବମ୍ ରେ ଉଡେଇ ଦେବେ ବୋଲି କାଲି ନିଜେ ଆମର ମାନନୀୟ ମୋହନ ମାଝୀ ଏବଂ ଓଡିଶାର ଡିଜିପି ଯିଏ ଥିଲେ ସେମାନେ ଗୋଟେ ଏସଓପି ଗୋଟେ ଗଠନ କରିଛନ୍ତି ଯେ ଆଗକୁ ଯଦି ଏମିତି କିଛି ହୁଏ, ତାମାନେ ଯଦି କହିବାକୁ ଯିବେ ମୋଟାମୋଟି ଭାବରେ ସେମାନେ ଯୋଉ ଆଫଗାନିସ୍ତାନ ଲୋକଙ୍କଠୁ ସୁଧରେ ପଇସା ଆଣିବା, ତାପରେ ତାଜମହଲ ବୁଲିବାକୁ ଗଲା ବେଳକୁ ସେଠି ସିଆଇଏସ୍ଏଫ୍ ଏ ମାୟାବିନୀ ମ୍ୟାଡାମଙ୍କର ମୋବାଇଲ ଟାକୁ ଜବ୍ତ କରିବା। ଯାଇଥିଲି ମୁଁ ସିଏ ତାଙ୍କ ବଡ ଭଉଣୀ ଯିଏ ବୁଝିଲି ଚ୍ୟାନେଲ ସାଟେଲାଇଟ ଚ୍ୟାନେଲ ଯିଏ ଅଛନ୍ତି, ତାଙ୍କର ଜଣେ ଭାଇ, ତ ଯେତେବେଳେ ସେ ଭିଡିଓ ବନଉଥିଲେ କି ଭିଡିଓ କଲ ଜଣେ ସାର୍ ଆସିଲେ, ସେ କହିଲେ ଯେ ଏଠି ଯାହା ବି କାହାକୁ ଭିଡିଓ କଲ୍ କରୁଛ କି କଣ କରୁଛ ତ ବନ୍ଦ କର, ନହେଲେ ଯଦି କିଛି ଭିଡିଓ ରେକର୍ଡିଂ କରୁଛ ତାହେଲେ ତାକୁ ବନ୍ଦ କର। ଠିକ କଥା, ତାଙ୍କୁ ପାଖାପାଖି ଆମକୁ ପାଖାପାଖି ସେ ଅଧଘଣ୍ଟା ଖଣ୍ଡେ ଅଟକେଇଥିଲେ। ସେଠି ପ୍ରଫେସନାଲ ଫଟୋଗ୍ରାଫର ଅଛନ୍ତି ଆପଣଙ୍କ ତାଜମହଲରେ, ଯୋଉମାନେ କି ସେମାନେ ଅଥରାଇଜ, ସେମାନେ ହିଁ ଫଟୋ ଆପଣଙ୍କୁ ଉଠେଇ ପାରିବେ। ତ ମୁଁ ଯେତେବେଳେ ଆସିଲା ପରେ ତାଙ୍କୁ ବାହାରକୁ ଆମେ ଆସିଲୁ, ମତେ ତାଙ୍କୁ ପଚାରିଲି କି ତୁମେ କାହିଁକି କାହାକୁ କଲ୍ କରିଥିଲ କଣ, ମତେ କହିଲେ ଯେ ମୁଁ ସେଇ ପାକିସ୍ତାନ ଯୋଉ ସେ ଭିଡିଓ କଲ୍ କରିଥିଲା, ମୁଁ ତାକୁ ମେସେଜ କରିଥିଲା, ମୁଁ ତାକୁ କହିଲେ ମୁଁ ତାଜମହଲ ବୁଲି ଆସିଛି, ସେ ମତେ କହିଲା ଟିକେ ଦେଖାଅ ମତେ ଭିଡିଓ କଲ୍ ରେ। ତ ସେଠୁ ଯୋଉ ଆମ ଭିତରେ ଯୋଉ ଝଗଡା ହେଲା, ଦେନ୍ ସିଏ ସେଠୁ ଏଇ ଆସିବା ପର୍ଯ୍ୟନ୍ତ ଭୁବନେଶ୍ୱରକୁ ସେ ମୋ ସହ କଥା ବି ହେଇନଥିଲେ, ବୁଝିପାରୁଛନ୍ତି ତ, କାହିଁକିନା ଏଇଟା ଗୋଟେ ବହୁତ ସେନ୍ସିଟିଭ ଜିନିଷ ଆଜ୍ଞା, ବୁଝିପାରୁଛନ୍ତି। ସେନ୍ସିଟିଭ ଜିନିଷ ମତେ କାହିଁ ହଜମ ହଉନି। ଏକରେ ତ ଆଫଗାନିସ୍ତାନଠୁ ଟଙ୍କା ଆଣିବା, ଦ୍ୱିତୀୟରେ ହାୱାଲାରେ ଟଙ୍କା ଏପଟ ସେପଟ କରେଇବା, ତୃତୀୟରେ ପୁଣି ପାକିସ୍ତାନୀ ଏଜେଣ୍ଟ ମାନଙ୍କ ସହିତ କଥାବାର୍ତ୍ତା ହବା। ଅବଶ୍ୟ ଆପଣଙ୍କର ଭାଗ୍ୟ ଭଲ ଯେ ଆପଣ ତାଙ୍କ ସହିତ ଆଉ ନାହାନ୍ତି, ଏବଂ ମୁଁ ଉନ୍ମୋଚନ ଚ୍ୟାନେଲ ମାଧ୍ୟମରେ ସମସ୍ତଙ୍କୁ ନିବେଦନ କରିବି, ପୋଲିସର ଯୋଉ ଅଧିକାରୀ ମାନେ ଅଛନ୍ତି, ଯଦି ଆପଣ ଏ ପୋଡକାଷ୍ଟ ଦେଖୁଥାନ୍ତି ଆପଣ ସତର୍କ ନଜର ରଖନ୍ତୁ। ଓଡିଶାରେ ମଧ୍ୟ ପାକିସ୍ତାନ ଲିଙ୍କ ରହିପାରେ, ଓଡିଶାରେ ମଧ୍ୟ ଚାଇନା ଲିଙ୍କ ରହିପାରେ, ଯୋଉମାନେ କି ଗୁଇନ୍ଦାଗିରି ମଧ୍ୟ କରିପାରୁଛନ୍ତି, କିଛି ଅସମ୍ଭବ ନୁହେଁ। କାହିଁକିନା ଯଦି ସିଆଇଏସ୍ଏଫ୍ ର ଯବାନ ମାନେ ମୋବାଇଲଟିକୁ ଛଡେଇ ନେଇକି ମନା କରୁଛନ୍ତି ଯେ ତୁମେ ଏଠି କଲଟି କରନି, ପୁଣି ଦେଖୁଛନ୍ତି ଯେ ପାକିସ୍ତାନରୁ କଲଟି ଆସିଲା ପରେ ମଧ୍ୟ। ଏବଂ ଆଜି ଆମ ଷ୍ଟୁଡିଓରେ ଯିଏ ଅଛନ୍ତି ଆମ୍ନା ସାମ୍ନାରେ ରାକେଶ ବାବୁଙ୍କ ଭାଗ୍ୟ ଭଲ, ସେ ସବୁ ପ୍ରକାର ଆଇନ କାନୁନର ଚକ୍ର ବିଭୂତିରୁ ପୋଲିସ ବାଲା ସମସ୍ତେ, ପୋଲିସର ଅଧିକାରୀ ମାନେ ମଧ୍ୟ ସମସ୍ତେ ଜାଣିଲେ ଏଟା ଭୁଲ କଥା ଯୋଗୁଁ ସିଏ ଆଜି ଆମ ଷ୍ଟୁଡିଓରେ ଅଛନ୍ତି ଏବଂ ସିଏ ଜୀବନ ହାରିଦେବା ପାଇଁ ଚେଷ୍ଟା କରିନାହାନ୍ତି। ହଁ, କିଛି ମାତ୍ରାରେ ହାରି ଯାଇଥିଲେ, ବର୍ତ୍ତମାନ ଆପଣ ମାନେ ବୁଝିଲେ, ଆପଣ ମାନେ ଜାଣିଲେ ଏବଂ ବିଚାର ଆପଣ ମାନଙ୍କର। ପ୍ରେମ ଆମେ କରୁଛେ, ପ୍ରେମୀ କାହା ଆମର କିଏ ହବ ସେଟା ଆମେ ଡିସାଇଡ କରିନଥାଏ,
ପ୍ରେମ ହଉ ହଉ ହେଇଯାଏ। ଅବଶ୍ୟ ପ୍ରେମ ହଉ ହଉ ହେଲା ଭିତରେ ଯଦି ଏମିତି କିଛି ହୁଏ ତାହେଲେ ଏଇଟା ସମ୍ପୂର୍ଣ୍ଣ ନିନ୍ଦନୀୟ ଏବଂ ଗୁଡାଏ ଟଙ୍କା ପଇସା ମାନସିକରୁ ଆପଣ ନିବୃତ୍ତ ରୁହନ୍ତୁ ଏବଂ ଜୀବନ କେମିତି ଆଗକୁ ଭଲରେ ଚାଲିବ ସେ ପ୍ରତି ଧ୍ୟାନ ଦିଅନ୍ତୁ। 2026 ଆସିଲାଣି, ଆମେ ଫୋକସ ହବା ଟାର୍ଗେଟ ଉପରେ, ଆମେ ଫୋକସ ହବା ଭଲ କାମ କରିବାରେ। ମୁଁ ପୁଣି ଭେଟ ଆପଣଙ୍କର ହବା। ମୁଁ ଆପଣ ଉନ୍ମୋଚନ ଚ୍ୟାନେଲ ମାଧ୍ୟମରେ ଆପଣଙ୍କୁ ଲାଷ୍ଟ ଗୋଟେ ଜିନିଷ କହିବା ପାଇଁ ଚାହିଁବି କି ଯୋଉମାନେ ବି ମାନେ ଭଲ ପାଇବାରେ ନ ବିଫଳ ହେଇକି ଯୋଉ ଡିପ୍ରେସନରେ ଯାଉଛନ୍ତି ନା, ଆପଣ ଆପଣଙ୍କ ଫ୍ୟାମିଲି ମେମ୍ବର ସହିତ କଥା ୟେସ୍, ହୁଅନ୍ତୁ, ଫ୍ୟାମିଲି ଆଗ। ବାପା ମାଙ୍କ ସହିତ କଥା ହୁଅନ୍ତୁ। କାହିଁକି ନା ଦୁନିଆରେ ଯଦି ଆପଣଙ୍କୁ ବିନା ପଇସାରେ ବିନା ସ୍ୱାର୍ଥରେ ଯଦି କିଏ ଆପଣଙ୍କ ପାଖରେ ଠିଆ ହବ ନା, ସେ ଆପଣଙ୍କ ଘର ଲୋକ ଠିଆ ହେବେ, ବାପା ମା ଭାଇ ଭଉଣୀ ଏମାନେ ହିଁ ଠିଆ ସେମାନେ ହେବେ, ଠିଆ ଆଉ ହେବେ। ଏବଂ କେହି ନୁହଁ। ଇଂରାଜୀରେ ଗୋଟେ ପ୍ରୋଭର୍ବ ଅଛି, ସର୍ଭାଇଭାଲ ଅଫ ଦି ଫିଟେଷ୍ଟ। ତ ଆପଣ ଯଦି ଫିଟ୍ ରହିବେ ତାହେଲେ ଆପଣ ସର୍ଭାଇଭ କରିପାରିବେ। ହୁଁ। ଏଇ ଯଦି ମର୍ମରେ କହିବାକୁ ଯିବେ ତାହେଲେ ଆପଣ ନିଜ ଶରୀରକୁ ଧ୍ୟାନ ଦିଅନ୍ତୁ, ନିଜର ବୁଦ୍ଧିମତା ଉପରେ ନଜର ଦିଅନ୍ତୁ। 2026 ଆସିଲାଣି, ଯାହା ହେଲା ହେଲା, ଅତୀତ ଆଉ ଗୋଟେ ଘଟି ଜିନିଷ ବି ଯାଇଛି। କହିବା ପାଇଁ ଏବଂ ଚାହିଁବି ଏ ଆଜ୍ଞା, ଉନ୍ମୋଚନ ଚ୍ୟାନେଲ ତରଫରୁ ରାକେଶ ବାବୁ ମୁଁ ଆପଣଙ୍କୁ ଅନୁରୋଧ କରିବି ଯେ ଆପଣ ନୂଆ ଜୀବନ ଆଉଥରେ ଗଢିବା ପାଇଁ ଚେଷ୍ଟା କରନ୍ତୁ। ସେ ଚିନ୍ତାରୁ ଆପଣ ବାହାରି ଆସନ୍ତୁ। ଆଉ ଯଦି ଆପଣଙ୍କୁ ଆଉଥରେ ଏ ପଡକାଷ୍ଟ ଦେଖିଲା ପରେ ଯଦି ଆଉଥରେ ଆପଣଙ୍କୁ ସେମାନେ ହଇରାଣ କରିବା ପାଇଁ ଚେଷ୍ଟା କରନ୍ତି କିମ୍ବା ଆଇନ କାନୁନର ନାଲି ଆଖି ଦେଖେଇ ଆପଣଙ୍କୁ ଆଉଥରେ ଡିପ୍ରେସନକୁ ଆଣିବା ପାଇଁ ଚେଷ୍ଟା କରନ୍ତି, ପୁରୁଷ କମିଶନ ସେଠି ଅଛି, ଉନ୍ମୋଚନ ଭଳି ସେଠି ଚ୍ୟାନେଲ ଅଛି, ଆପଣ ସେଟାକୁ ସ୍ୱର ଉତ୍ତୋଳନ କରିପାରିବେ। ଗଣତନ୍ତ୍ରରେ ସ୍ୱର ଉତ୍ତୋଳନ କରିବାର ଅଧିକାର ସମସ୍ତଙ୍କର ଅଛି। ଯଦି ତାଙ୍କୁ ଏ କଥାଟା ବାଧୁଛି ବା ଯଦି ଏଥିରେ କିଛି ଭୁଲ ଅଛି, ମୁଁ ସେମାନଙ୍କୁ ବି ଆହ୍ୱାନ କରିବି ଯେ ଆପଣ ବି ଉନ୍ମୋଚନ ଆସନ୍ତୁ। ନଚେତ୍ ଏମିତି ଲୋକମାନଙ୍କୁ ହଇରାଣ କରନ୍ତୁ ନାହିଁ। କାଗଜ ଅଛି, କଲମ ଅଛି, ପ୍ରମାଣ ଅଛି, କୋର୍ଟ ଯାଇପାରିବା, କେସ୍ କରିପାରିବା। ଆପଣ ରାକେଶ ବାବୁଙ୍କୁ ଫସେଇ ଦେବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ଆପଣ ସଫଳ ହେଇନାହାନ୍ତି। କିନ୍ତୁ ହଁ, ଭଗବାନ ଉପରେ ଅଛନ୍ତି, ଆଇନ କାନୁନ ଠିକ ଅଛି, ଆପଣ ଦିନେ ନା ଦିନେ ଫସିବେ, ମୁଁ ଆପଣଙ୍କୁ କଥା ଦଉଛି। ପୁଣି ଭେଟ ହବା ଗୋଟେ ନୂଆ ଅଧ୍ୟାୟରେ, ଆମ୍ନା ଆଉ ସାମ୍ନାରେ ଗୋଟେ ନୂଆ ଅତିଥି ସହିତ। ଆଜି ପାଇଁ ଏତିକି। ଚ୍ୟାନେଲ ଆପଣ ଲାଇକ୍ କରିପାରିବେ, ସେୟାର କରିପାରିବେ ଏବଂ ଯଦି ଏମିତି କିଏ ଦୁର୍ଘଟଣାରେ ଘଟି ଯାଇଛି ତାକୁ ସେୟାର କରିପାରିବେ। ରାକେଶ ବାବୁ ଆମ ସହିତ ଅଛନ୍ତି। ଭେଟ ହବା ଗୋଟେ ନୂଆ ବିଷୟରେ। ଯେ ଯଦି ମୋର ମାନେ କେତେବେଳେ ବି ମୁଁ ମରିବାର କିଛି ମାନେ କେତେବେଳେ ବି ମରିଯାଇପାରେ, ବୁଝିପାରୁଛ ନା, କି ସେମାନେ ମାରିଦେଇ ପାରନ୍ତି। ଆପଣ ଜାଣିଛନ୍ତି କାହାକୁ ଗୋଟେ ମାରିବାଟା ଆଜିକା ଡେଟ୍ରେ ସହଜ ହେଇଗଲାଣି, ବୁଝିପାରୁଛନ୍ତି ତ। କାଲିକା ଡେଟ୍ରେ ଆଜ୍ଞା ଯଦି ମୋ ଜୀବନ ପ୍ରତି କିଛି ବି ହୁଏ, କେବଳ ସେଇ ଯୋଉ ମାୟାବିନୀ ଯିଏ ଅଛନ୍ତି ସିଏ, ତାଙ୍କର ଯୋଉ ସୋ କଲ୍ଡ ବାହା ହେଇଥିବା ଲୋକ ଆଉ ତାଙ୍କ ଭାଇ, ଏ 3 ଜଣ ଦାୟୀ ଆଜ୍ଞା। କାହିଁକିନା ଉନ୍ମୋଚନ ମୋର କେହି ମାଧ୍ୟମରେ ଶତ୍ରୁ ମୁଁ ଏତିକି କହି ରଖେ, ଯୋଉ ଭଲ କଥାଟି କହିଲେ, ଏ ସବୁ ଯାକ ପ୍ରମାଣ ମୋ ପାଖରେ ଅଛି। ମୁଁ କିନ୍ତୁ ଟାଇଟେଲ ନା ଏଠି ନବା ପାଇଁ ଚାହୁଁନାହିଁ। ଏଟା ଠିକ ଜାଗାରେ ନିଆଯିବ, କୋର୍ଟରେ ନିଆଯିବ। ଯଦି ରାକେଶ ବାବୁଙ୍କର ଆପଣ ଆଉଥରେ ଆପଣ ତାଙ୍କୁ ମାନସିକ ପ୍ରତାରଣା ଦେଇକି ଆଉଥରେ ତାଙ୍କୁ ଟେନସନ ତ ନୁହଁ, ତାକୁ ଆମେ କହିପାରିବାନି। ଆମେ କହିପାରିବା ଯେ ଜାଣି ଶୁଣି ଜଣଙ୍କୁ ଡିପ୍ରେସନକୁ ଆଣିବା ଏବଂ ଆତ୍ମହତ୍ୟା କରିବା ପାଇଁ ପ୍ରବୃତ୍ତେଇବା, ତାକୁ ବାଡେଇବା, ଧମକ ଚମକ ଦବା, କାଗଜ ଏଠି ଅଛି। ଉନ୍ମୋଚନ ପାଖରେ ଖାଲି କାଗଜ ନାହିଁ, କାଗଜ ଅଧିକାରୀଙ୍କ ପାଖରେ ବି ଅଛି। ଘଟଣାଟି ଓଲଟା ବୁମେରାଙ୍ଗ ହେଇଯିବ। ଭେଟ ହବା ପୁଣି ଗୋଟେ ନୂଆ ବିଷୟରେ।